हरि ओम। हेलो। हेलो आज्ञा आज्ञा। गुरुजी प्रणाम। आज्ञा प्रणाम प्रणाम। कहते आ, गुरुजी मु आपणकर वीडियो गोटे कंटिन्यू 4-5 मास होला देखुची आ आज्ञा सेटा भी रिसेंट केमती हेइची गोटे मिराकल थरे एमती मन कोन मोर खराब लागला मु भी रेकी साइंस ऊपर टिके पढ़ा पढ़ी करे आज्ञा किंतु मोर काई के जानी गोटे सेदिन एमती लागिला हठात मु जहा खोजुथिली आपणकर वीडियो माध्यम रे पूरा मते यूट्यूब रु सेटा मिली गला। आज्ञा 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 ଆଉ ଯୋଉ ଦିନ ମତେ ମିଳିଲା ସେଇ ଦିନ ବିଶ୍ୱାସ କରିବେନି ବିଲିଭ ବି କରିବେନି ଏମିତି ଇଚ୍ଛା ଲାଗୁଛି ଆପଣଙ୍କ ପାଖକୁ ଯାଇକି ଆପଣଙ୍କର ପାଦ ନାଇଁ ଧୋଇକି ନାଇଁ ପାଣି ଠିକ ଅଛି। ପିଇବା ପାଇଁ। ନାଇଁ ନାଇଁ ଠିକ ତ ଅଛି ଠିକ ଅଛି କୁହନ୍ତୁ। ଆଜ୍ଞା ସେଇଦିନ ଏମିତି ମୁଁ ଆକ୍ଚୁଆଲି କିଛି ବି ଜାଣିନଥିଲି କିନ୍ତୁ କାହିଁକି କେଜାଣି ସେ ଜିନିଷ ଭିଡିଓ ଦେଖି ଦେଇକିରି ମତେ ଲାଗିଲା ମୁଁ ଯୋଉ ଜିନିଷ ଖୋଜୁଥିଲି ଯୋଉ ଗୁରୁଙ୍କୁ ଖୋଜୁଥିଲି ସେଇ ଜିନିଷ ପାଇଗଲି। ଆଜ୍ଞା ତ ଆଜ୍ଞା ଆକ୍ଚୁଆଲି ତାପରେ କଣ ହେଇଛି କିଛି କିଛି ମୁଁ ପରିବର୍ତ୍ତନ ହେଇଗଲି। ପରିବର୍ତ୍ତନ ମାନେ କଣ ଘରେ ଚିଡଚିଡାପଣ ହଉଥିଲି କିଛି କିଛି କଥାକୁ ନେଇକି ରାଗି ଯାଉଥିଲି ଆଜ୍ଞା ହଠାତ୍ ମାନେ ଡିପ୍ରେସନ କୁ ଯିବି ହେରି ହଠାତ୍ ପୁରା ରାଗି ଯିବି ଆଜ୍ଞା କାହାକୁ ଆଜ୍ଞା ଦେଖିବିନି କାହାକୁ କିଛି କହିବିନି ମନ ଇଚ୍ଛା ଯାହା ସହିତ ଯାହା ବ୍ୟବହାର ଯେମିତି କରିଦେବି। କିନ୍ତୁ ସେଇ ଦିନଠୁ ମୁଁ ନିଜ ଭିତରେ କିଛି ଗୋଟେ ପରିବର୍ତ୍ତନ ଦେଖିଲି ଏଇଟା ମୋ ଭିତରେ କାହିଁକି ଆସିଲା। ଆଉ ଆଜ୍ଞା ଗୋଟେ ଗୁରୁଜୀ ପଚାରିବି ଆମେ ଆଜ୍ଞା ବ୍ରହ୍ମ କେମିତି ପାଇବା ଆମ ଯଦି ଆମେ ବ୍ରହ୍ମ ଆମେ କେମିତି ଏଇ ସାଂସାରିକ ମୁହଁରେ ଯେହେତୁ ବାନ୍ଧି ହେଇଯାଇଛନ୍ତି କିନ୍ତୁ ଆମେ ତା ଭିତରେ ରହିକି କେମିତି ପାଇବା। ଆଉ ଗୋଟେ ଆଜ୍ଞା ମୁଁ ଆପଣଙ୍କର ଗୋଟେ ଭିଡିଓ ଦେଖିଥିଲି ଆମେ ଯୋଉ ସାକାର ଆଉ ନିରାକାର ଭିତରେ ଆମେ କେମିତି ପୂଜା କରିବା। ଏବେ ଜଷ୍ଟ ନବରାତ୍ରି ଆସୁଛି ଆଜ୍ଞା ତ ଏଇ ନବରାତ୍ରିରେ ଆମେ 9 ଦିନ 10 ଦିନ ଆମେ କେମିତି ଆକୁ ପୂଜା କରିବା କେମିତି ଆମେ ସେ ପୂଜା କଲେ ଆମକୁ କେମିତି ଭିତରୁ ଗୋଟେ ଶାନ୍ତି ଲାଗିବ। ଆମେ ଏମିତିରେ ବି ପୂଜା କରୁଛୁ ବିଶ୍ୱାସ କରିବେନି ଗୁରୁଜୀ ମାନେ ପୂଜା କରୁଛୁ କିନ୍ତୁ ଶାନ୍ତି ଗୋଟେ ମାନେ କିଛି ଆସୁନି ଭିତରୁ। ଆଜ୍ଞା 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 ତ ଆମେ କେମିତି ପ୍ରକାର ପୂଜା କଲେ କେମିତି କଣ କରିଲେ ଆମକୁ ନିଜକୁ ଫିଲ୍ ହବ ଭଲ ଲାଗିବ ଆମ ଚାରିପାର୍ଶ୍ଵରେ ଯୋଉ ଯୋଉ ଲୋକ ଥିବେ ତାଙ୍କୁ ବି ଗୋଟେ ଖୁସି ଲାଗିବ ସୁନ୍ଦର ସୁନ୍ଦର। କିଛି ପରିବର୍ତ୍ତନ କେମିତି ଆସିବ ଆମ ଭିତରେ ସେଇଆ ହିଁ କୋଶ୍ଚିନ୍ ମୋ ମନ ଭିତରେ ଥିଲା କିନ୍ତୁ ପାଉନଥିଲି ନମ୍ବର। ଆଜ୍ଞା ହଠାତ୍ ହଠାତ୍ କାଲି ପହର ଦିନ ମୁଁ ସେଇ ଜିନିଷକୁ ମେସେଜ କରିଥିଲି ହଉ ଭଗବାନଙ୍କର ଆଶୀର୍ବାଦ ଥିଲା ଆପଣଙ୍କର ବହୁତ ମୋ ଉପରେ ବ୍ଲେସିଂ ଅଛି ନମ୍ବର ନାଇଁ ନାଇଁ ପାଇଗଲି। ଠିକ ଠିକ ଠିକ। ହଁ ଦେଖନ୍ତୁ ମୂଳ କଥା ଆମେ କଣ ନା ସବୁ ଜିନିଷର ଉଦ୍ଦେଶ୍ୟକୁ ନ ବୁଝିବାରୁ ଆମେ ହୁଁ ମାନିଛେ କିଛି ଗାଇଡେନ୍ସ ଆଉ କିଛି ମିଳୁଛି କରୁଛେ ଆଉ କିଛି ପ୍ରତିଫଳ ଆଉ କିଛି ଘଟୁଛି ବୁଝିପାରୁଛନ୍ତି। ଠିକ ତ ହଁ ହଁ ସର୍ବପ୍ରଥମେ ଆମ ମନରେ ଗୋଟେ ସ୍ପଷ୍ଟତା ରହିବା ଦରକାର ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ କଣ କାହିଁକି ମୁଁ ଆଧ୍ୟାତ୍ମିକ ଆଚରଣ କରିବି ବୁଝିପାରୁଛନ୍ତି। ଆଜ୍ଞା ଆମେ ଆଜ୍ଞା ବହୁତ ସାରା କଥା ଏଇ ଦୈନନ୍ଦିନ ଜୀବନରେ ଶୁଣିଛେ ଆମେ ଶୁଣିଛେ ଯେ ସତ୍ୟର ଅନୁସନ୍ଧାନ କରିବା ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ କିମ୍ବା ଆମେ ଶୁଣିଛେ ଈଶ୍ୱର ପ୍ରାପ୍ତି କରିବା ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ ହଁ କିମ୍ବା ଆମେ ହଁ ଶୁଣିଛେ ଆତ୍ମ ସାକ୍ଷାତକାର କରିବା ଆଧ୍ୟାତ୍ମିକତାର ହଁ ଉଦ୍ଦେଶ୍ୟ। ହଁ ହଁ ଏଇଟା ହଁ ବହୁତ ବଡ଼ ବଡ଼ ହାୟର ଲେଭେଲ ଅଫ୍ ଥଟ୍କୁ ଆମେ ସେୟାର କରୁଛେ। ଏମିତି ତ ଆଜ୍ଞା ବହୁତ ଲୋକ ଛୋଟ ମୋଟ କଥା କହିନାହାନ୍ତି ପୂଜା କଲେ ଏଇଟା ମିଳିବ ସେ ବ୍ରତ ରଖିଲେ ସେ ମନସ୍କାମନା ପୂର୍ଣ୍ଣ ହଁ ହେବ। ହଁ ଏଇଟା ହଁ ତ ହଁ ବହୁତ ଛୋଟ ଛୋଟ କଥା ଏଇଟା ଆମ ଲୋୟର ଲେଭେଲର ଆମେ ବହୁତ ଲୋକ ବ୍ୟବହାରିକ ଭାଷାରେ କହନ୍ତି ସେଇଟା ନୁହଁ। ଆକ୍ଚୁଆଲି ହୁଁ ଯେଉଁ ଆମର ଗଭୀର ଶାସ୍ତ୍ର ଅନୁଯାୟୀ ଆମେ ଯେଉଁ ଚର୍ଚ୍ଚା କରୁଥାଉ କିମ୍ବା ଯିଏ ଜ୍ଞାନୀ ଥାନ୍ତି ତାଙ୍କ ସାଙ୍ଗେ ଯେଉଁ ଆମେ ଚର୍ଚ୍ଚା କରିଥାଉ ସେଠି ଆମକୁ ଏଇ କଥା ମାନେ ଶୁଣିବାକୁ ମିଳେ ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ ହେଲା ଈଶ୍ୱର ପ୍ରାପ୍ତି। ଆଚ୍ଛା ଆଜ୍ଞା ଆଜ୍ଞା ଗୋଟେ କଥା ଏ କଥା ବିଲକୁଲ ମନରେ ବସି ନିଅନ୍ତୁ ଯୁଗ ପରିବର୍ତ୍ତନ ହେଲେ ସାଧନା ପରିବର୍ତ୍ତନ ହୁଏନି ପ୍ରକୃତିର ନିୟମ ପରିବର୍ତ୍ତନ ହୁଏନି ସବୁର ସାଧନାର ବିଧି ଯାହା ଥିଲା ଏବେ ମଧ୍ୟ ଅଛି। ଏ କଥାଟା କହିବାର ଆଜ୍ଞା କାରଣ ବହୁତ ଲୋକ ଅଛନ୍ତି କହନ୍ତି କଳି ଯୁଗରେ ନାମ ଜପ ହିଁ କରିବା ନାମ ଜପ ହିଁ ହଁ ସାର ତା ଛଡ଼ା ହୁଁ ଆଉ କିଛି ହୁଁ ହୁଁ ଆଉ ନାମୀଙ୍କୁ ଚିହ୍ନି ପାରିବାନି। ଆଉ କିଛି ଲୋକ କୁହନ୍ତି ସତ୍ୟ ଯୁଗରେ ଈଶ୍ୱର ପ୍ରାପ୍ତି ହଉଥିଲା ନା ଏ ଯୁଗରେ କଣ ହେଇପାରିବ। ଏମିତି ହଁ ବିଭିନ୍ନ ହଁ ମିଥ୍ୟା ଶୁଣୁଛନ୍ତି ହଁ ହୁଁ ମିଥ୍ୟା କଥାରେ ଆମେ ସବୁ ବାନ୍ଧି ହେଇକି ଅଛେ। ଗୋଟେ କଥା ମନେ ରଖନ୍ତୁ ପ୍ରକୃତିରେ ପ୍ରାକୃତିକ ଭାବରେ ଆଗରୁ ଯାହା ନିୟମ ଥିଲା ଏବେ ବି ସେଇଆ ହିଁ ନିୟମ ଅଛି। ଆମ୍ବ ଗଛରେ ଏବେ ବି ଆମ୍ବ ହିଁ ଫଳୁଛି ପଣସ ଫଳୁନି। ଗୋଟେ ହୁଁ ଯାହା ବି ପଶୁ ପକ୍ଷୀ ଯାହାଠାରୁ ସେଇ ଛୁଆ ହିଁ ଜନ୍ମ ହେଉଛି କି ସେଇ ଦିନ ସେଇ ରାତି ସେଇ ଇନ୍ଦ୍ରିୟଙ୍କ ଅନୁଭବ ସେଇ ତା ହିଁ ଅଛି। ଏଠି କେବଳ ଆମ ମନ ସଂସ୍କାର ପରିବର୍ତ୍ତନ ହେଇଯାଇଛି। ତ ଆଜ୍ଞା ଏଠି ସର୍ବପ୍ରଥମେ ଗୋଟେ କଥା ଆମେ ବୁଝିବା ଦରକାର ଆଧ୍ୟାତ୍ମିକତାର ଉଦ୍ଦେଶ୍ୟ ହେଲା ନିଜର ସତ୍ ସତ୍ତାକୁ ଚିହ୍ନିବା କିମ୍ବା ଆମେ ଏମିତି କହିପାରିବା ଆତ୍ମ ସାକ୍ଷାତକାର କରିବା। ମୁଁ କିଏ ଆଜ୍ଞା ମୋର ସ୍ୱରୂପ କଣ ଆମେ ମିଥ୍ୟାରେ ବଞ୍ଚୁଛେ ଆମେ ସତକୁ ଭୁଲି ଯାଇଛେ ମିଛକୁ ସତ ମାନି ନେଇଛେ
ଆଉ ମିଛକୁ ସତ ମାନିକିରି ମିଥ୍ୟାରେ ବଞ୍ଚିବା ହିଁ ସାରା ଦୁଃଖର କାରଣ। ଆମେ ଆମେ ହେଲେ ସେଇ ବ୍ରହ୍ମ, ଆମେ ହେଲେ ସେଇ ଆତ୍ମା ଯୋଉ ବ୍ରହ୍ମ ଏ ସଂସାରକୁ ନିର୍ମାଣ କରିଛନ୍ତି କିମ୍ବା ଏ ସଂସାରର ପ୍ରତ୍ୟେକ କଣକଣିକାରେ ବିଦ୍ୟମାନ ଅଛନ୍ତି। ତ ଉଦ୍ଦେଶ୍ୟ ହେଲା ଏଇଟା। ଆଚ୍ଛା, ଯୋଉ ପ୍ରଶ୍ନ ଆପଣ ପଚାରିଲେ ଆମେ ବ୍ରହ୍ମ କେମିତି ଚିହ୍ନିବା? ଆମେ ନୁହଁ, ମୁଁ, ହଁ, କାହିଁକିନା ବ୍ରହ୍ମ ଏକ। ଏ ତ ଆଚ୍ଛା, ଅନେକ ହଁ, ଲୋକ ଅବିଦ୍ୟାରେ ବହୁତ ଗପ କାହାଣୀ ସବୁ ଭୁଲ ହେଇଗଲା। କରିଦେଇଛନ୍ତି। ହଁ ହଁ, 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 ବହୁତ ଲୋକ ଏମିତି ବି କହି ନେଇଛନ୍ତି, ମାନେ ଆତ୍ମା ଅନେକ ଥାଏ, ଆତ୍ମା ଆସେ, ଆତ୍ମା ଯାଏ, ଆତ୍ମା କୋଉଠି ଭୂତ ଆତ୍ମା, ପ୍ରେତ ଆତ୍ମା, ହଁ, କେତେ କଣ ହଁ, ସବୁ ଏଇଟା ସେମାନେ। ଏଇଟା ଆମେ ଶୁଣୁ ହଁ, ସବୁବେଳେ। ଏସବୁ ମିଛ, ଭୂତ। ଏଇଟା ମିଛ, ହଁ, ହଁ, ମିଛ କଥା। ଆତ୍ମା ଏକ ଥିଲା, ଆତ୍ମା ଏକ ଅଛି, ଆତ୍ମା ଏକ ହିଁ ରହିବ। ଏ ସାଧନାର ସର୍ବୋଚ୍ଚ ପ୍ରାପ୍ତି ହେଲା ସେ ଏକାତ୍ମ ଭାବରେ, ସେ ଏକାତ୍ମ ତତ୍ଵକୁ ଦର୍ଶନ କରିବା। ଦର୍ଶନ କରିବା ମାନେ କ'ଣ? ଇନ୍ଦ୍ରିୟ ସାହାଯ୍ୟରେ ନୁହଁ, ମନ ମାଧ୍ୟମରେ ନୁହଁ, ସେ ଆତ୍ମା ସାଙ୍ଗରେ ଉପନୀତ ହେଇକିରି ଅନ୍ତର୍ଚକ୍ଷୁରେ ଅନୁଭବ ମାଧ୍ୟମରେ ଏ ଜିନିଷକୁ ବୁଝିବା କିମ୍ବା ଚିହ୍ନିବା ହିଁ ସାଧନାର ଉଦ୍ଦେଶ୍ୟ। ଆପଣ ସୀମିତ ସେ ଶରୀର ନୁହନ୍ତି, ଅସୀମ ବ୍ରହ୍ମ। ଯାହା ବି ଏ ସଂସାରରେ ଦୃଶ୍ୟମାନ ହେଉଛି, ଯାହା ବି ଏ ଜଗତକୁ ଦେଖୁଛନ୍ତି, ସବୁ କିଛିର ଆଧାର ଆପଣ। ଆପଣ ଜାଗାରେ ଆପଣ, ମୋ ଜାଗାରେ ମୁଁ। କାହିଁକିନା ଆଜ୍ଞା। ବ୍ରହ୍ମସ୍ତରରେ ମୁଁ ହିଁ ଯେହେତୁ ବ୍ରହ୍ମ, ଯିଏ ବି ଏ କଥାଟାକୁ ଶୁଣୁଛନ୍ତି କିମ୍ବା ଏ କଥାକୁ ଅନୁଭବ କରିପାରୁଛନ୍ତି, ତାଙ୍କ ଜାଗାରେ ସିଏ ହିଁ ବ୍ରହ୍ମ। ଏଠି କ'ଣ ହେଇଛି, ଆମେ ଆକ୍ଚୁଆଲି ତ ଏଇଟା ଉଦ୍ଦେଶ୍ୟ ସ୍ପଷ୍ଟ ମନରେ ବସି ନିଅନ୍ତୁ। ଉଦ୍ଦେଶ୍ୟ ହେଲା ନିଜର ସତ୍ ସତ୍ତାକୁ ଚିହ୍ନିବା। ମୁଁ କିଏ? ଚିହ୍ନିବା। ହଁ, ମୁଁ କିଏ? ମୁଁ ଜନ୍ମ ପୂର୍ବରୁ କୋଉଠି ଥିଲି, ମୃତ୍ୟୁ ପରେ କୁଆଡ଼େ ଯିବି, ଏବେ ମୁଁ କେମିତି ଅଛି, କୋଉଠି ଅଛି, ମୋ ସ୍ୱରୂପ କ'ଣ? ମୁଁ ଏ ସଂସାର ସାଙ୍ଗରେ ସଂସାରକୁ ଯେଉଁ ପରିକା ଦେଖୁଛି କିମ୍ବା ଯେଉଁ ପରିକା ମାନିଛି, ଏ ସଂସାରର ସତ୍ୟ କ'ଣ? ମୁଁ ଏ ସଂସାର ଠାରୁ ଭିନ୍ନ, ନା ମୋ ଭିତରେ ସଂସାର ପରିଚାଳନା ହେଉଛି? ଏ କଥାକୁ ଦେଖନ୍ତୁ, ଆମ ମାନସିକ ସ୍ଥିତିକୁ ନେଇକରି କିଛି ଲୋକ ଏସବୁ କଥାକୁ ଗ୍ରହଣ କରନ୍ତି, ଆଉ କିଛି ଲୋକ କଥାକୁ ଥଟ୍ଟା ମଜାକରେ ଉଡ଼େଇ ଥଟ୍ଟା ନିଅନ୍ତି। ମଜାରେ ଉଡନ୍ତି। ହଁ, କାହିଁକିନା ଏଇଟା ତାଙ୍କ ମାନସିକ ଦଶା। ସେ ଯେଉଁ ପରିକା ଚିହ୍ନିଥାନ୍ତି, ଯେଉଁ ପରିକା ଜାଣିଥାନ୍ତି, ଯାହା ଭିତରେ ଆତ୍ମଜ୍ଞାନର ଆଧାର ହିଁ ନାହିଁ, ସେ କଥାକୁ ସ୍ୱୀକାର କରିପାରିବେନି କି ଏ କଥାର ପ୍ରଭାବ ତାଙ୍କ ଉପରେ ପଡ଼ିବନି। ସେ ତ ଓଲଟା କ୍ରିଟିସାଇଜ କରିଦିଅନ୍ତି ଯାହା କିଛି କ୍ରିଟିସାଇଜ କହିଲେ। କରିଦିଅନ୍ତି। କାହିଁକିନା ଆମେ ସଂସାରକୁ ଅନେକ ରୂପରେ ଚିହ୍ନିଛେ। ଆମେ ରଙ୍ଗରେ, ରୂପରେ, ଆକାର ଆକୃତିରେ, ଭାଷାରେ, ଭାବରେ, କେତେ ପ୍ରକାର ଏଠି ଆମେ ସଂସାରକୁ ମାନେ କାଟି ବାଣ୍ଟିକିରି ଆମେ ଚିହ୍ନିଛେ, ମାନିଛେ। ସ୍ତ୍ରୀ ଅଲଗା, ପୁରୁଷ ଅଲଗା, ପଶୁ ପକ୍ଷୀ ଅଲଗା, ତାପରେ କିଏ ଜ୍ଞାନୀ, ମୂର୍ଖ, ଧନୀ, ଗରିବ, ମାନେ କେତେ ବିଭିନ୍ନ ପ୍ରକାର ଆମକୁ ପରିଚୟ ଦିଆଯାଇଛି। ବୁଝିପାରୁଛନ୍ତି? ଆଜ୍ଞା। ଛୋଟବେଳଠୁ ଆମକୁ ଯେଉଁ ପରିକା ଏ ସଂସାରର ପରିଚୟ ଦିଆଯାଇଛି, ସେଇ ପରିଚୟ ରୂପକ ସେଇ ମନର ସଂସ୍କାରକୁ, ସେଇ ମନର ସ୍ମୃତିକୁ ଆଧାର କରିକି ଯେହେତୁ ଆମେ ସଂସାରକୁ ପରଖୁଛେ, ଏସବୁ କଥା ଗପ କାହାଣୀ ଭଳିଆ ଲାଗିବ। ମୁଁ ଆତ୍ମା କେମିତି, ମୁଁ ବ୍ରହ୍ମ କେମିତି, ମୁଁ ଏ ସଂସାରକୁ ରଚନା କରିଛି କି, ମୁଁ ଏ ସଂସାରକୁ ନିର୍ମାଣ କରୁଛି କି? ମୁଁ ତ ଗୋଟେ ଘର ତୋଳି ପାରୁନି, ମୁଁ ତ ଗୋଟେ ସାମାନ୍ୟ ଗୋଟେ ଚାକିରି ପାଇଁ ପାରୁନି, ମୁଁ ତ ଗୋଟେ ସାମାନ୍ୟ ଘରେ, ସମସ୍ତଙ୍କର କିଛି ନା କିଛି ଶରୀର ସ୍ତରରେ ଛୋଟ ମୋଟ ଅସୁବିଧା ଅଭାବ ରହୁଥିବ। ଥାଏ। ତ ସେ ଅସୁବିଧା ଅଭାବକୁ ନେଇକି ସେମାନେ ମାନି ନିଅନ୍ତି, ମୁଁ ତ ଏଇ ଗୋଟେ ଛୋଟ କାମ କରିପାରୁନି, ମୁଁ ବ୍ରହ୍ମ କେମିତି? ମାନେ ସେମାନେ ଏ ଦେହକୁ ହିଁ ମୁଁ ଭାବିକିରି ପରଖୁଥାନ୍ତି। ଯେଉଁ ସ୍ତରକୁ ବ୍ରହ୍ମ କୁହାଯାଉଛି, ଯେଉଁ ତତ୍ଵକୁ ବ୍ରହ୍ମ ଏଠି ଦର୍ଶାଇବା ପାଇଁ ଚେଷ୍ଟା କରାଯାଉଛି, ସେ ତତ୍ଵ ପାଖରେ ପହଞ୍ଚି ପାରନ୍ତିନି, କିନ୍ତୁ ତାକୁ ବୁଝିପାରନ୍ତିନି, ଟାଳି ଦିଅନ୍ତି, କଥାକୁ ପରିହାସ କରିକି, ମାନେ ହସିକିରି ଉଡ଼େଇ ଦିଅନ୍ତି। ଦେଖନ୍ତୁ କ'ଣ କହୁଛନ୍ତି, ଇଏ ଜଣେ କିଏ ବାହାରିଲେଣି, କହୁଛନ୍ତି ମୁଁ ବ୍ରହ୍ମ, ମୁଁ ସେ ଈଶ୍ୱର। କାହିଁକିନା ଆମେ ଈଶ୍ୱରଙ୍କୁ ବିରାଟ ବଡ଼ ଉଚ୍ଚ ସ୍ଥାନ ଦେଇଛେ, ସର୍ବଶକ୍ତିମାନ ଭାବିଛେ, ସର୍ବବ୍ୟାପୀ ମାନିଛେ, କିନ୍ତୁ ଆମେ ନିଜକୁ ଯେହେତୁ ଦେହ ମାନିଛେ, ଆମେ ଦେହ ପରିକା ହିଁ ନିଜକୁ ପରଖୁଛେ। ଈଶ୍ୱର କେଉଁ ସ୍ତରରେ କୁହାଯାଉଛି, ଆତ୍ମା କେଉଁ ସ୍ତରରେ କୁହାଯାଉଛି, ସେ ସ୍ତର ଯାଏ ଏମାନେ ପହଞ୍ଚି ପାରନ୍ତିନି କି ବୁଝିପାରନ୍ତିନି, ଏ ତତ୍ଵର କଥାକୁ ବୁଝିପାରନ୍ତିନି। ତ ସେଇ ମାନସିକ ହଁ, ମାନସିକ ସ୍ଥିତିକୁ ନେଇକରି ଆତ୍ମଜ୍ଞାନ ହେଲା ବହୁତ ଗଭୀର ଜ୍ଞାନ। ହଁ, ହଁ, ଏଥିରେ ଆମେ ମନାତୀତ କଥା ଚର୍ଚ୍ଚା ହଉଛେ, ଇନ୍ଦ୍ରିୟାତୀତ କଥା ଚର୍ଚ୍ଚା ହଉଛେ। ଆମେ ଦେଖନ୍ତୁ, ଗୁରୁଜୀ, ଏଇଠି କୁହନ୍ତୁ। ଗୋଟେ କ୍ୱେଶ୍ଚନ ମତେ ମୁଁ କହିବି। ହଁ ହଁ, କୁହନ୍ତୁ। ଆମେ ଏଇଟା ତ ବହୁତ ଗଭୀର ଜ୍ଞାନ, ଏତେ ଶୀଘ୍ର ବି ଆମେ ଏଇଟା ବୁଝିପାରିବୁନୁ, ବୁଝିବା ପାଇଁ ଆହୁରି ବହୁତ ଲାଗିବ ଟାଇମ। ଆଜ୍ଞା। କିନ୍ତୁ ଯୋଉ ମନ ଭିତରୁ ଯୋଉ ଗୋଟେ ଥରେ ଥରେ ବହୁତ ଭଲ ଅନୁଭୂତି ଆସେ, ବହୁତ ଖରାପ ଅନୁଭୂତି ଆସେ, ବହୁତ ନକାରାତ୍ମକ ଅନୁଭୂତି ଆସେ, ଆଜ୍ଞା। ଏଇଟା କାହିଁକି ହୁଏ, କଣ ପାଇଁ ହୁଏ, ଇଏ ଏଇଟା କଣ ଏଇଟା ଦେଖନ୍ତୁ,
ଇଏ ସବୁ ହେଲା ଆମ ସଂସ୍କାର କହିପାରିବା, ମନର ସ୍ଥିତି କହିପାରିବା, କିନ୍ତୁ ମନର ବିଚାରଧାରା ବି କହିପାରିବା। ମାନେ ଏମିତି ଆଜ୍ଞା ବୁଝନ୍ତୁ, ଆଜ୍ଞା ହଁ ଆମେ ମନ ଆକ୍ଚୁଆଲି କ'ଣ, ଆମେ ଅନେକ ଥର ଏ ଚ୍ୟାନେଲରେ ଚର୍ଚ୍ଚା ହେଇଛେ, ମନ ହେଲା ଇନ୍ଦ୍ରିୟ ସାହାଯ୍ୟରେ ଆମେ ଭୌତିକ ସଂସାରରୁ ଯାହା ଅନୁଭବ କରୁଛେ ସେ ଅନୁଭବର ସ୍ମୃତି ସଂଗ୍ରହିତ ହେଇକରି ମସ୍ତିଷ୍କ ଭିତରେ ରହିଯାଉଛି। ସେ ଆଜ୍ଞା ସଂଗ୍ରହିତ ସ୍ମୃତିକୁ ହିଁ ଆମେ ମନ କହୁଛେ। ଆଜ୍ଞା ଏମିତି ଭାବନ୍ତୁ, ଗୋଟେ କ୍ୟାମେରା ଅଛି, କ୍ୟାମେରାକୁ ଯେତେବେଳେ ଆମେ ଅନ୍ କରୁଛେ କ୍ୟାମେରା ଭିତରେ ଭିଡ଼ିଓ ଫଟୋ କ୍ୟାପଚର ହେଇକି ରହିଯାଉଛି, ହୁଁ କ୍ୟାମେରା ହୁଁ ଭିତରେ ଅଡ଼ିଓଟା ବି କ୍ୟାପଚର ହେଇକି ରହିଯାଉଛି। ମାନେ କ୍ୟାମେରା ଦେହରେ ଦୁଇଟା ଡିଭାଇସ୍ ଅଛି, ଗୋଟେ ହେଲା ଭିଡ଼ିଓ ଭିଜୁଆଲ୍ସକୁ ଦେଖିବା ପାଇଁ, ହଁ ଆଉ ଗୋଟେ ଅଡ଼ିଓକୁ ଶୁଣିବା ପାଇଁ। ହଁ ହୁଁ କିନ୍ତୁ ହୁଁ ଆମ ଏ ଯେଉଁ ଦେହ ରୂପକ ଏ କ୍ୟାମେରା ଦେହରେ ପାଞ୍ଚଟା ଇକ୍ୱିପମେଣ୍ଟସ୍ ଅଛି, ପାଞ୍ଚଟା ଇନଷ୍ଟ୍ରୁମେଣ୍ଟସ୍ ଅଛି, ପାଞ୍ଚଟା ଯେଉଁ ଜ୍ଞାନେନ୍ଦ୍ରିୟ ଆମେ କହୁଛେ, ପାଞ୍ଚଟା ଜ୍ଞାନେନ୍ଦ୍ରିୟ, ପାଞ୍ଚଟା କର୍ମେନ୍ଦ୍ରିୟ ଅଛନ୍ତି। ଏ କର୍ମେନ୍ଦ୍ରିୟ ହଁ 10ଟା ଇନ୍ଦ୍ରିୟ ମାଧ୍ୟମରେ ଯାହା ବି ଆମେ ଅନୁଭବ କରୁଛେ ସେ ଅନୁଭବର ସ୍ମୃତି ସଂଗ୍ରହିତ ହେଇକରି ମସ୍ତିଷ୍କ ଭିତରେ ରହୁଛି। କିଛି ଜିନିଷ ଆମେ ଆଜ୍ଞା ଦେଖିଲେ, ଯାହା ଦେଖିଲେ ଆଉ ଯାହା ଦେଖୁଛେ ସେ ଦୃଶ୍ୟ ପ୍ରତି ଆମକୁ ଯେଉଁ ପରିକା ବର୍ଣ୍ଣନା କରାଯାଇଛି, ଯେଉଁ ପରିକା ପରିଚୟ ଦିଆଯାଇଛି, ଯେଉଁ ପରିକା ସଂସ୍କାର ଆମକୁ ଶିଖାଯାଇଛି, ସେ ଦୃଶ୍ୟର ସେଇ ପରିକା ଜ୍ଞାନ ମସ୍ତିଷ୍କ ଭିତରେ ସଂଗ୍ରହିତ ହେଇକି ରହିଲା। ସେମିତି ଆମେ ଦେଖନ୍ତୁ, ଆପଣ ଓଡ଼ିଆ ଭାଷା ବୁଝିପାରୁଛନ୍ତି, ମୁଁ ଯଦି କିଛି ତେଲୁଗୁ ଭାଷାରେ କଥାବାର୍ତ୍ତା ହେବି ଆପଣ ବୁଝିପାରିବେନି। ଭାଷା ତ ହଁ ଶବ୍ଦ, ଶବ୍ଦ ଗୋଟେ ହଁ ଶବ୍ଦକୁ ବୁଝିପାରୁଛନ୍ତି ଆଉ ଗୋଟେ ଶବ୍ଦକୁ ବୁଝିପାରୁନାହାନ୍ତି, ତା କାରଣ କ'ଣ? ସେ ଶବ୍ଦର ଅନୁଭୂତି ଆପଣଙ୍କ ଭିତରେ ନାହିଁ, ଅନୁଭବ ନାହିଁ ଆପଣଙ୍କ ଭିତରେ ନାହିଁ। ଯଦି ସେ ଶବ୍ଦକୁ, ସେ ଭାଷାକୁ ବାରମ୍ବାର ଶୁଣିବେ କିମ୍ବା ସେ ଭାଷାର ପରିଚୟ ପାଇବେ, କି ଆପଣଙ୍କୁ ମାର୍ଗଦର୍ଶନ କରିବେ, ସେ ଧୀରେ ଧୀରେ କ'ଣ ହେବ, ସେ ଭାଷାକୁ ବି ବୁଝିପାରିବେ। ତ ଏଇଟା ହେଲା ପ୍ରମାଣ, ଆମେ ଯେଉଁ କଥାକୁ ଅନୁଭବ କରିଥାଉ, ଯେଉଁ ପରିକା ମାର୍ଗଦର୍ଶନ ମିଳିଥାଏ, ସେଇ ପରିକା ଆମ ସଂସ୍କାର ନିର୍ମାଣ ହେଇଥାଏ। ଆମେ ଭାବି ନିଅନ୍ତୁ, ପ୍ରତିଦିନ ଆମେ ଗୋଟେ ଏମିତିଆ ସଙ୍ଗତିରେ ବସିବା ଯେଉଁ ସଙ୍ଗତିରେ ଲୋଭ କଥା କଥା ହେବା। ଲୋଭ କଥା କ'ଣ? ଜଣେ ବ୍ୟକ୍ତି ଅଛନ୍ତି, ସେ ଆସିକି କହୁଛନ୍ତି ଧୂପକାଠି ମାନେ ତିଆରି କରିକିରି ଏମିତି ଏଇ ପ୍ୟାକେଟରେ ପ୍ୟାକେଜ କରି ବିକିଦେଲେ ବଢ଼ିଆ ପଇସା ଆସିବ। ଆଉ ଜଣେ ଆସିକି କହୁଛନ୍ତି ନାଇଁ, ଆମେ ଘରେ ଯଦି ଲଡ଼ୁ ହରିକା ତିଆରି କରିକିରି ଆମେ ତାକୁ ଏମିତି ପ୍ୟାକିଂ କରିକି ବିକିବା, ଆ ଦେହରେ ଭଲ ପଇସା ଆସିବ। ଆଉ ଜଣେ କହୁଛନ୍ତି ଆମେ ଅଫଲାଇନ୍ ବିକିଲେ କମ୍ ପଇସା ମିଳିବ, ଅନଲାଇନ୍ ତା ରେଟ୍ ବଢ଼େଇ ଦେଲେ ଭଲ ହେବ। ମାନେ ହଁ ହଁ ସଦା ବହୁତ କିଛି ରହୁଛି ବୁଝିପାରୁଛନ୍ତି, ହଁ ବହୁତ ସାରା ଫ୍ୟାକ୍ଟର୍ସ ହୁଁ ରହୁଛି। ହୁଁ ଆମେ ହୁଁ ସଦାବେଳେ ପାଇଁ ଯଦି ଗୋଟେ ସଙ୍ଗତିରେ ବସିକରି ଖାଲି ପଇସା କଥା ହିଁ ଭାବିବା, ସେ ଯାହା ଜ୍ଞାନ ଆମେ ସେଠି ଗ୍ରହଣ କରୁଛେ ସେଇ ପରିକା ଆମ ମାଇଣ୍ଡ ସେଟ୍ ହେଇଯିବ। ଖାଲି ପଇସା ଆଜ୍ଞା ପଇସା ହଁ, ପଇସା। ହୁଁ, ବନ୍ଧୁ ମିତ୍ର ସମ୍ପର୍କ ଯାହା ସାଙ୍ଗରେ ବି ଆମେ ନିଜକୁ ବନ୍ଧୁ ବାନ୍ଧିବା କିମ୍ବା ଯାହା ସାଙ୍ଗରେ ସମ୍ପର୍କ ଯୋଡ଼ିବା, କେବଳ ଏ ପଇସାକୁ ନେଇକରି ହିଁ ଆମେ ସେଠି ମାନେ ସକାମ ଭାବରେ ତାଙ୍କ ସାଙ୍ଗରେ ଯୋଡ଼ି ହେବା। ବୁଝିପାରୁଛନ୍ତି? ମାନେ ଇଏ କ'ଣ ହଁ ମାଇଣ୍ଡ ସେଟ୍ ହେଉଛି, ଯେଉଁ ମାଇଣ୍ଡ ପରିକା ସେଟ୍ ହେଇଯାଉ ହଁ ଯଦି ଆମେ ପ୍ରତିଦିନ ସତ୍ସଙ୍ଗରେ ବସିବା, ଭଲ କଥାବାର୍ତ୍ତା ଚର୍ଚ୍ଚା ହେବା, ନିଜର ଉନ୍ନତି ସଙ୍ଗେ ସଙ୍ଗେ ସମାଜର ଉନ୍ନତି, ସଭିଙ୍କ ଉନ୍ନତି କଥା ନିହାତି ଆମେ ହଁ ଭାବିବା, ତ ହଁ ଆମ ସଂସ୍କାର ସେଇ ପରିକା ହେବ। ତ ମନକୁ ନେଇକିରି, ଆମ ସଂସ୍କାରକୁ ନେଇକିରି ଯେହେତୁ ଆମେ ପରିଚାଳନା ହେଉଛେ, ମନ କ'ଣ ନ ଚିହ୍ନିଥିବାରୁ, ମନର ସ୍ୱଭାବ କ'ଣ ଆମେ ନ ଜାଣିଥିବାରୁ, ମନ ଯେଉଁ ପରିକା ଆମକୁ ନଚାହୁଁଛେ ଆମେ ସେ ପରିକା ନାଚୁଛେ, ହଠାତ୍ ରାଗି ଯାଉଛେ। ଆଚ୍ଛା, ରାଗିବାର କ୍ରୋଧ କ'ଣ? କ୍ରୋଧର ଆବଶ୍ୟକତା କ'ଣ? କ୍ରୋଧକୁ ଧାରଣ କଲେ, ଯିଏ କ୍ରୋଧ ଧାରଣ କରୁଛନ୍ତି ସର୍ବପ୍ରଥମେ କ୍ରୋଧର ପ୍ରଭାବ ତାଙ୍କ ଉପରେ ପଡ଼େ। ନିହାତି ବୁଝିପାରୁଛନ୍ତି କଥାକୁ? ନିହାତି ନିହାତି ଆପଣ ବହୁତ ବଢିଆ ରାଗିଛନ୍ତି, ଏ ରାଗର ପ୍ରଭାବ ସର୍ବପ୍ରଥମେ ଆପଣଙ୍କ ଉପରେ ପଡ଼ିବ। ଆପଣ ମନ ଦେଖନ୍ତୁ କେତେ ଚଞ୍ଚଳ, କେତେ ବ୍ୟଗ୍ର ହେଇଯାଏ। ବହୁତ କିଛି ବହୁତ ଲୋକ ଅଛନ୍ତି ରାଗିଗଲେ ଦେହ ହାତ ଥରେ, ତାଙ୍କର ପାଟି ଖନି ମାରିଯାଏ, ସେ କଥା ବି ଖନିଆ ମାରିଯାଏ କହିପାରନ୍ତିନି, ହଁ ହଁ କଥା ବି ସେମିତି କହିପାରନ୍ତିନି। ସେମିତି ସିଚୁଏସନ ପଳେଇ ଆସେ ତା କାରଣ ସେ ରାଗି ଯାଇଛନ୍ତି, ତାଙ୍କ ପ୍ରେସର ବଢ଼ିଯିବ, ତାଙ୍କ ସୁଗର ବଢ଼ିଯିବ। ବୁଝିପାରୁଛନ୍ତି? ତ କ୍ରୋଧ ଆଜ୍ଞା ଧାରଣ କଲେ, ଯେତେବେଳେ ଆମେ ବୁଝିବା କ୍ରୋଧର ପ୍ରଭାବ ସର୍ବପ୍ରଥମେ ଆମ ଉପରେ ପଡ଼ୁଛି, ଧୀରେ ଧୀରେ ଆମେ କ୍ରୋଧ କଲା ପରିକା ଅଭିନୟ କରିପାରିବା, କିନ୍ତୁ କ୍ରୋଧକୁ ଆନ୍ତରିକ ମନରେ ଆମେ ତାକୁ ଧାରଣ କରିବାନି। ଆଜ୍ଞା ଗୋଟେ ହେଲା ଆମେ ଧାରଣ କରିବା, ଦ୍ୱିତୀୟ ହେଲା ଅଭିନୟ କରିବା। ଅଭିନୟ ହଁ ବହୁତ ଅନ୍ତର ଅଛି ଆ ଭିତରେ। କାହିଁକି ନା ସୃଷ୍ଟିରେ ଯାହା ବି ସବୁ ନିର୍ମାଣ ହେଇଛି, ପ୍ରତ୍ୟେକ ଜିନିଷର, ପ୍ରତ୍ୟେକ ବସ୍ତୁର, ପ୍ରତ୍ୟେକ ମନର ସ୍ଥିତିର ବି ଆବଶ୍ୟକତା ଅଛି।
କାହିଁକିନା ସୃଷ୍ଟିକର୍ତ୍ତା ଯାହା ନିର୍ମାଣ କରିଛନ୍ତି, ସୃଷ୍ଟିକର୍ତ୍ତା କୁହନ୍ତୁ, ଆପଣ ନିଜେ କୁହନ୍ତୁ, କାହିଁକିନା ନିଜେ କହିଲେ ବହୁତ ଲୋକ ଫେର ତାକୁ ହସିବେ। ପ୍ରଥମ କଥା ପ୍ରଥମେ ପ୍ରଥମେ ମାନେ ଅଲଗା ଲାଗି ହଁ, ଯାଉଛି। ଅଲଗା ଲାଗିବ, ଧରି ପାରିବେନି ଯଦି କଥାଟା। ହଁ ଯଦି ବି ଆମେ ବ୍ରହ୍ମ ସ୍ୱୟଂ ହଁ, ଯଦି ଯିବା, ଆମେ ଆମେ ଯିବା, ହିଁ ଧୀରେ ଧୀରେ ଯିବା, ଆମେ ଆଜ୍ଞା ଷ୍ଟେପ୍ ବାଇ ଷ୍ଟେପ୍ ଗୋଟେ ଗୋଟେ କଥା ହେଇକି ସେଆଡ଼କୁ ଯିବା। ତ ଭାବି ନିଅନ୍ତୁ, ଯାହା ନିର୍ମାଣ କରିଛନ୍ତି ସୃଷ୍ଟିକର୍ତ୍ତା, ତାର ସବୁର ଆବଶ୍ୟକ ଅଛି। କ୍ରୋଧର ଆଜ୍ଞା ଆବଶ୍ୟକ କୋଉଥିପାଇଁ ଅଛି? କ୍ରୋଧର ଆବଶ୍ୟକ ଏଇଥିପାଇଁ ଅଛି, ଅଧର୍ମକୁ ବିରୋଧ କରିବା ପାଇଁ। କିଏ ଅଧର୍ମିକ କାମ କାର୍ଯ୍ୟ କଲା କିମ୍ବା କିଏ କ୍ରୂର ସ୍ୱଭାବ ବ୍ୟବହାର କଲା, ତାଙ୍କୁ ବିରୋଧ କରିବା ପାଇଁ କ୍ରୋଧ କରିବାର ନିହାତି ଆବଶ୍ୟକ ଅଛି। କିନ୍ତୁ ସେ ଆବଶ୍ୟକତାକୁ ଆମେ ବୁଝିକିରି ତାକୁ ଅଭିନୟ କଲା ପରିକା ସେ ଆବଶ୍ୟକତାକୁ ବିନିଯୋଗ କରିବାର ଅଛି। କ୍ରୋଧ, ଆଜ୍ଞା ଆମେ କ୍ରୋଧୀ ହେଲା ପରିକା ଅଭିନୟ କରିବା। ଆମେ ଟିକେ ଜୋର ଜୋରସେ କଥାବାର୍ତ୍ତା ହେଲେ କିନ୍ତୁ ଅନ୍ତଃ ମନରେ ଆମେ ଶାନ୍ତ ଅଛେ। ଶାନ୍ତ ଅନ୍ତଃ ଅଛି। ଅନ୍ତଃ ମନରେ ଆମେ କଥାକୁ ପରଖି ପାରୁଛେ, ଏ ବ୍ୟକ୍ତି କୁସଙ୍ଗତିର କାରଣରେ କୁସଂସ୍କାରିତ ହେଇକିରି ଏଇପରିକା କଟୁବଚନ କହୁଛନ୍ତି କିମ୍ବା ଏଇପରିକା ଠକାମି କରିବା ପାଇଁ ଯୋଜନା କରୁଛନ୍ତି। ତ ଏ ଆଜ୍ଞା ବ୍ୟକ୍ତିର ସଂସ୍କାର ଏଇଟା। ସେ ହଁ ବ୍ୟକ୍ତି ହଁ ଯେତେବେଳେ ମା ପେଟରୁ ଜନ୍ମ ହେଇଥିଲେ, ତାଙ୍କ ଭିତରେ ବି ଶୁଦ୍ଧ ଚୈତନ୍ୟ ସତ୍ତା ହେଇଥିଲା, ତାଙ୍କ ମନ ବି ପବିତ୍ର ଥିଲା। ତାଙ୍କ ମନରେ ଯେଉଁ ଲୋଭ, ମୋହ, କାମ, କ୍ରୋଧ ଏପରିକା କୌଣସି ମନର ମଳିନତା, ମନର ରୋଗ ନଥିଲା। କିନ୍ତୁ ସେ ହେଇପାରେ ସେମିତିଆ ଚତୁଃପାର୍ଶ୍ୱରେ ସେମିତିଆ ତାଙ୍କର ଲୋକ ଅଛନ୍ତି କି ସେମିତିଆ ସଙ୍ଗତିରେ ସେ ସଙ୍ଗତି କରିବାରେ ସେ ଆଜି ଏପରିକା ବ୍ୟବହାର କରୁଛନ୍ତି। ତ କ୍ରୋଧକୁ ଯେତେବେଳେ ଆମେ ବୁଝିପାରିବା, ତାର ନିୟନ୍ତ୍ରଣ ଆପେ ଆପେ ଆସିଯିବ, ନିୟନ୍ତ୍ରଣ କରିବାକୁ ପଡ଼ିବନି। ଭାବି ନିଅନ୍ତୁ, ଆପଣଙ୍କୁ ଆମେ ବହୁତ ସାରା ଅନ୍ନ କଥା ଚର୍ଚ୍ଚା ହେଇଛେ, ଅନ୍ନ କଥା ଚର୍ଚ୍ଚା ହେଇଛେ କ'ଣ, ପ୍ରିଜର୍ଭ ଫୁଡ୍ ଖାଇବା କଥା ନୁହଁ। ହଁ ହଁ ଯେଉଁଥିରେ ଆମେ ଫୁଡ୍ କଲର୍ ଦଉଛେ, ଏସେନ୍ସ ଦଉଛେ, ଫ୍ଲେଭର୍ସ ଦଉଛେ, ପ୍ୟାକ୍ କରିକି ରଖୁଛେ ଅନେକ ଦିନ, ତା ଭିତରେ କେମିକାଲ୍ସ ଦଉଛେ, ସେପରିକା ଖାଦ୍ୟ ଖାଇଲେ ଶରୀର ରୋଗଗ୍ରସ୍ତ ହେବ। ଭାବି ନିଅନ୍ତୁ, ଆପଣଙ୍କୁ ପିଜ୍ଜା ଦିଆହେଲା, ଆଜ୍ଞା ହଠାତ୍ ଯେତେ ଗପ ଗପିଲେ ବି, ଯେତେ ବ୍ରହ୍ମଜ୍ଞାନ ଶୁଣିଲେ ବି ପିଜ୍ଜାଟାକୁ ଫଡକିନା ଖାଇଦେବେ। ହଁ କିନ୍ତୁ ସେମିତି ହୁଏ ସେମିତି। ହଁ, ହୁଏ। ହଁ କିନ୍ତୁ ହଁ କିନ୍ତୁ ଆପଣଙ୍କୁ ର୍ୟାଟ୍ କେକ୍ ଦିଆହେଲା। ର୍ୟାଟ୍ କେକ୍ ବୁଝିପାରିଲେ? ର୍ୟାଟ୍ କେକ୍ ହଁ କ'ଣ? ହଁ ମୂଷା ମାରିବା ପାଇଁ କିଛି ଲୋକ ଏ ଯେଉଁ କେକ୍ ଭଳିଆ କରିକି ହଁ ରଖୁଥାନ୍ତି ହଁ ଗୋଟେ। ହଁ ତାକୁ କେବେ ହେଲେ ଖାଇବେ କି? ନା କେବେ ନୁହଁ କେବେ କାରଣ ଖାଇବେନି। କାରଣ ମନରେ ସ୍ପଷ୍ଟତା ଅଛି। ଧରି ସେ ପାରୁଛନ୍ତି କଥାକୁ? ହଁ ହଁ ଯେତେବେଳେ ମନରେ ଗୋଟେ ଜିନିଷ ଉପରେ ସ୍ପଷ୍ଟତା ଆସିଯାଏ, ତ କେହି କହିଲେ, ଯେତେ ପଇସା ଦେଲେ, ଯେତେ ଲୋଭ ଦେଖିଲେ ବି ସେ ଜିନିଷକୁ ଆମେ କରିବାନି। ଆମେ ଜାଣିଛେ ଏ ଜିନିଷକୁ ଖାଇଲେ ଖାଇଲେ ଶରୀର ମରିବା। ମୃତ୍ୟୁ ହେବ। ସେଠି ମନରେ ଗୋଟେ ସ୍ପଷ୍ଟତା ଅଛି। କିନ୍ତୁ ହଁ ଏଠି କ'ଣ ହେଉଛି, ଏଠି ମନରେ ସ୍ପଷ୍ଟତା ନାହିଁ। ଦ୍ୱିତୀୟ, ମନ ଟିକେ ଭୌତିକ ସୁଖରେ ହଜିମଜିକିରି ଅଛି। ହଜିମ ହଁ ସେଇ ଜିନିଷ ପାଇଁ ଆମେ ଜିଭେନ୍ଦ୍ରିୟ, ହଜି ଯାଉଛନ୍ତି। ଜିଭର ସ୍ୱାଦର ଲାଳସାରେ ଟିକେ ଯେହେତୁ ଆମେ ବାନ୍ଧି ହେଇକି ଅଛେ, ହଁ ଦେହ ତ ଖରାପ ହେବ, ଆଉ ଦେଖିବା ଯେତେବେଳେ ଖରାପ ହେବ, ବହୁତ ଲୋକ ଖାଉଛନ୍ତି, ଟିକେ ଖାଆନ୍ତୁ ଆଜି କଥା, ଆଉ ମାନେ ଏପରିକି ଆମେ କରିକି ସେ ଜିନିଷଟାକୁ ହଁ ଆଚରଣ କରିପାରୁନି। ତ ହୁଁ ଏଠି ଧୀରେ ଧୀରେ ମୁଖ୍ୟ କଥା ହେଲା, ମନ ହିଁ ମାୟା। ମନର ଊର୍ଦ୍ଧ୍ୱରେ ଆପଣ ଅଛନ୍ତି। ମନକୁ ଏକ ବସ୍ତୁ ରୂପରେ, ଏକ ବସ୍ତ୍ର ରୂପରେ ବିନିଯୋଗ କରୁଛନ୍ତି। କିନ୍ତୁ ନିଜର ଜ୍ଞାନର ଅଭାବରୁ ମନକୁ ବିନିଯୋଗ କରିବାର ବିଧିକୁ ଜାଣିନାହାନ୍ତି। ସେଇଆ ହିଁ ବୁଝିପାରୁଛନ୍ତି? ପ୍ରୋବ୍ଲେମ ହଁ ସେଇଆ ହିଁ ଯେମିତି ଆମର ପ୍ରୋବ୍ଲେମ ହଉଛି। ଯେମିତି ଗୋଟେ ଗାଡ଼ି ଅଛି, ଭାବି ନିଅନ୍ତୁ ଆମେ ଗୋଟେ ଆପଣଙ୍କର ଗୋଟେ ଗୋଟେ ଗାଡ଼ିଟେ, ଫୋର୍ ହ୍ୱିଲର ଗାଡ଼ି, ଗୋଟେ କାରଟେ ଅଛି। ଆଜ୍ଞା ସେ କାର୍ ସାଙ୍ଗରେ ଗୋଟେ ମ୍ୟାନୁଆଲ ଥାଏ। ଗୋଟେ ବାଇକ୍ ଆଜ୍ଞା କିଣିଛନ୍ତି, ବାଇକ୍ ସାଙ୍ଗରେ ଗୋଟେ ମ୍ୟାନୁଆଲ ଥାଏ। ଗୋଟେ ଟିଭି କିଣୁଛନ୍ତି, ଟିଭି ସାଙ୍ଗରେ ଗୋଟେ ମ୍ୟାନୁଆଲ ଥାଏ। ସେ ମ୍ୟାନୁଆଲ ବହି ଦିହରେ ସବୁ ଲେଖା ହେଇଥାଏ, ୟାକୁ କେମିତି ବିନିଯୋଗ କରିବା। ବାଇକ୍ ହଉ, କାର୍ ହଉ, କେତେ କିଲୋମିଟର ଚାଲିଲା ପରେ ତା ଅଏଲ୍ ଚେଞ୍ଜ ହେବ, ସର୍ଭିସିଂ ହେବ, ତାର କୁଲେଣ୍ଟ ପଡ଼ିବ, ତାର ବ୍ରେକ୍ ସୁ ପଡ଼ିବ। ହୁଁ ବୁଝିପାରୁଛନ୍ତି? ହୁଁ ତାର ହେଉଛି ଏସବୁ ଜିନିଷ ଯେତେବେଳେ ଆପଣ ଜାଣିଥିବେ, ସେ ବସ୍ତୁକୁ ସଦୁପଯୋଗ କରିବେ। ବସ୍ତୁ ଅଧିକ ଦିନ ଚାଲିବ, ସେ ବସ୍ତୁର ହଁ ସଠିକ୍ ଆନନ୍ଦକୁ ବି ନେଇପାରିବେ। ତ ଆଧ୍ୟାତ୍ମିକତା ଆମକୁ ଏଇ ଜିନିଷକୁ ମାର୍ଗଦର୍ଶନ କରେ। ଶରୀର କ'ଣ, ଶରୀରର ନିର୍ମାଣ କେମିତି ହେଇଛି, ଶରୀରର ସଂରକ୍ଷଣ କେମିତି କରିବା, ଇନ୍ଦ୍ରିୟ କ'ଣ, ମନ କ'ଣ, ଇନ୍ଦ୍ରିୟ ମନର ସ୍ୱଭାବ କ'ଣ, ଇନ୍ଦ୍ରିୟ କେଉଁ ପରିକା ତାଙ୍କ ଭୋଗ୍ୟ ବସ୍ତୁରେ ଲୁପ୍ତ ହେଇଯାଉଥାନ୍ତି, ବାନ୍ଧି ହେଇଯାଉଥାନ୍ତି। ମନ କେଉଁ ପରିକା ବହିର୍ମୁଖୀ ହେଇକରି ଭୌତିକ ସଂସାରର ସୁଖରେ, ଲାଳସାରେ ବାନ୍ଧି ହେଇଯାଉଥାଏ। ଏ କଥାକୁ ଯେତେବେଳେ ଆମେ ଆଧ୍ୟାତ୍ମିକତାକୁ ଆଧାର କରିକିରି ସତ୍ସଙ୍ଗ କରି କିମ୍ବା ଗୁରୁବାଣୀଙ୍କ ଶୁଣିକିରି ଆକୁ ଯେତେବେଳେ ଆମେ ବୁଝିବା, ତାକୁ ଯେତେବେଳେ ଧୀରେ ଧୀରେ ଆମେ ଆଚରଣ କରିବା, ସମୟ ଆସିବ, ଧୀରେ 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 ମନ ଶାନ୍ତ ହେବ, ମନ ସ୍ଥିର ହେବ, ଇନ୍ଦ୍ରିୟ ସଂଯମିତ ହେବେ। ଶାନ୍ତ ମନ ଯେତେବେଳେ ସ୍ଥିର ହେବ, ସ୍ଥିର ମନ ନିଜ ସ୍ୱରୂପକୁ ଦେଖିପାରିବ।
ସ୍ଥିର ମନ ଅନ୍ତର୍ଯାତ୍ରା କରିପାରିବ। ସ୍ୱାମୀ ବିବେକାନନ୍ଦ ବି ବହୁତ ସୁନ୍ଦର କଥା ଗୋଟେ କହିଥିଲେ। ଗୋଟେ ପୋଖରୀରେ ଭାବି ନିଅନ୍ତୁ ଯଦିଓ ବହୁତ ସାରା ଅଳିଆ ଆବର୍ଜନା ପଡ଼ିଛି, ପୋଖରୀର ପାଣି ଦୂଷିତ ହେଇକିରି ଅଛି, ପୋଖରୀରେ ଅନେକ ତରଙ୍ଗ ଅଛି, ତ ସେ ପୋଖରୀର ସତ୍ତାକୁ ଆମେ ଦେଖିପାରିବାନି। ବଟମ୍ ଅଫ୍ ଦ ଲେକ୍ ମାନେ ତା ତଳ ଭାଗକୁ ଆମେ ତଳ ଭାଗ ଦେଖିପାରିବାନି, ଦେଖାଯିବନି। କାହିଁ ଦେଖାଯିବନି? ପୋଖରୀରେ ପାଣିଟା ଗୋଳି ହେଇକିରି ଅଛି, ଗୋଳି ହେଇକି କାଦୁଅ ଅଛି। ହଁ କାଦୁଅ ପତ୍ର ଅଳିଆ ଆବର୍ଜନା ତାପରେ ପଡ଼ିଛି, ତା ତଳ ସତ୍ତାଟା ଲୁଚି ଯାଇକିରି ଅଛି। ଆଉ ତା ଦେହରେ ବହୁତ ସାରା ତରଙ୍ଗ, 10 ମିନିଟ୍ ଥରେ ଗୋଟେ ତରଙ୍ଗ ଉଠୁଛି। ହଁ ତରଙ୍ଗ ମାନେ ୱେଭ୍ସ, ବୁଝିପାରୁଥିବେ। ହଁ କ'ଣ ଟେକା ପକେଇଲେ ଯେମିତି ଆମର ପାଣିଟା ମାନେ ଚହଲି ଯାଏ, ଯେମିତି ହଁ ତରଙ୍ଗ ହଁ ଅଛି। ତ ତା ଆମେ ଏମିତି କ'ଣ ହେଲା, ଏମିତି ତା ଆମେ ସତ୍ତାକୁ ଦେଖିପାରିବାନି। ତ ଏଠି କ'ଣ ହେଉଛି, ଏଇ ମନ ବି ସେମିତି ସେଇପରିକା ଅନେକ ବିଚାରରେ ହଜିମଜିକି ଅଛି, ଅନେକ ବେଗରେ ହଜିମଜିକି ଅଛି। ଲୋଭ, କାମ, କ୍ରୋଧ, ଅହଙ୍କାର, ଭୌତିକ ବସ୍ତୁ ପଦାର୍ଥ ପାଇବାର ଲାଲସା, ବଡ଼ ଘର, ବଡ଼ କାର୍, ଇଏ ସବୁ ଆବଶ୍ୟକ ଅଛି। ମୁଁ କହୁନି ଯେ ଏସବୁ ଖରାପ, ଏକଥା କହୁନି। ଇଏ ସବୁର ଆବଶ୍ୟକତା ଥିବା ସତ୍ତ୍ୱେ ଆଠାରୁ ଅଧିକ ଆବଶ୍ୟକ ଅଛି ନିଜର ସତ୍ସତ୍ତାକୁ ଚିହ୍ନିବା। କାହିଁକି ନା ଭୌତିକ ବସ୍ତୁ ପଦାର୍ଥର ଦୁଇଟା ଉଦ୍ଦେଶ୍ୟ ଥାଏ। ପ୍ରଥମ ଉଦ୍ଦେଶ୍ୟ ହେଲା ଆବଶ୍ୟକତାକୁ ପୂର୍ତ୍ତି କରିବା, ଦ୍ୱିତୀୟ ଉଦ୍ଦେଶ୍ୟ ହେଲା ଶାନ୍ତି ଆନନ୍ଦରେ ଜୀବନଯାପନ କରିବା। ଏଠି ହେଉଛି କ'ଣ, ଆବଶ୍ୟକତା ପୂର୍ତ୍ତି ହେଲା ପରେ ବି ମାୟାରେ ବାନ୍ଧି ହେଇକିରି ଆଡ଼ମ୍ବର ପାଇଁ ଶାନ୍ତିକୁ ଆମେ ହରେଇ ବସୁଛେ। ନିହାତି ଏଇଟା ହିଁ ଆମ ପାଇଁ ବହୁତ କିଛି ବୁଝିପାରୁଛନ୍ତି? କାଳ ଧନ ଭଲ, ପଛକୁ ଟାକୁଛି। ଧନ ଖରାପ ନୁହଁ। ଧନ ଗୋଟେ ଇନ୍ଧନ ପରିକା। ଧନ ବିନା ତ ଆପଣ କିଛି କରିପାରିବେନି, ପ୍ରଚାର କରିପାରିବାନି। ହଁ ହେଇପାରିବନି, ହଁ ଖାଇପାରିବେନି, ଗୋଟେ ଘରେ ରହିପାରିବେନି। ତ ଧନକୁ ଆମେ ଖରାପ କହିବାନି। କିନ୍ତୁ ଧନ ସାଙ୍ଗରେ ଯେ ପର୍ଯ୍ୟନ୍ତ ଆପଣଙ୍କର ଆତ୍ମଜ୍ଞାନ ନଥିବ, ସେ ଧନ ହିଁ ଆପଣଙ୍କର ବିନାଶର କାରଣ ହେବ। ନିହାତି କେମିତି ହେବ? ନିହାତି। କେମିତି ହେବ? ଏମିତି ହେବ, ଆପଣ ପ୍ରକୃତି ଠାରୁ ଦୂରେଇ ଯିବେ, ବନ୍ଦ ରୁମ୍ ଭିତରେ ରହିବେ, ଏସି ୟୁଜ୍ କରିବେ, ମେସିନାରୀ ଉପରେ ଡିପେଣ୍ଡ ହେଇଯିବେ, ଖୋଜେ ଚାଲିପାରିବେନି। ଚାଲିବେନି ତ ସୁଖରେ, ମନର ଗୋଟେ ସ୍ୱରୂପ ଅଛି, ମନ ସୁଖରେ ବାନ୍ଧି ହିଁ ଯାଉଥାଏ। ମନ ଭୌତିକ ସୁଖରେ ବାନ୍ଧି ହେଇକିରି ଅବିବେକୀ ହିଁ ଯାଉଥାଏ। ଭଲ ମନ୍ଦ ଭବିଷ୍ୟତ କିଛି ପରଖି ପାରୁନଥାଏ। ତ ଏଇପରିକା ମନ ଯେତେବେଳେ ଆତ୍ମଜ୍ଞାନ ଥିବ, ସେ ଧନର ସଠିକ୍ ସଦୁପଯୋଗ କରିପାରିବା। ତ ଏଠି ମୂଳ କଥା ଯେଉଁ ଆମେ ଚର୍ଚ୍ଚା ହେଉଥିଲେ, ମନ ଏପରିକା ମାୟାରେ ବାନ୍ଧିଛନ୍ତି ହେଇଯାଇଥିବାରୁ, ମନ ବିଚାରର ବୃତ୍ତିରେ ହଜିମଜି ଥିବାରୁ ମନ ତା ଦ୍ରଷ୍ଟାକୁ ଚିହ୍ନି ପାରୁନି। ସେଠି ଯେମିତି ପୋଖରୀର ତଳ ଭାଗକୁ ଆମେ ତଳ ଭାଗକୁ ଦେଖିପାରୁନଥିଲେ, ଦେଖି ପାରୁନଥିଲେ। ଏଠି ହଁ ସେମିତି ମନର ଆଧାର ଯେଉଁ ଦ୍ରଷ୍ଟା, ଯେଉଁ ବ୍ରହ୍ମ, ଯେଉଁ ଆତ୍ମା ଆମେ କହୁଛେ, ତାଙ୍କୁ ହଁ ଚିହ୍ନି ପାରୁନି। ତା କାରଣ କ'ଣ? ଏଇ ଆଶା, ଅଭିଳାଷା, ଇଚ୍ଛା, ବାଞ୍ଚନା, ଲୋଭ ମାୟା ଲୋଭ, ସବୁ ମାୟା। କିଛି। ଜାଗୃତ ଅବସ୍ଥାକୁ ଯେତେବେଳେ ଶୋଇକିରି ଆମେ ଉଠୁଛେ, ଜାଗୃତ ଅବସ୍ଥାକୁ ଯେତେବେଳେ ଆସିଲେ, ତ ସେଇଠି ବିଭିନ୍ନ ପ୍ରକାର ବିଚାର ଚାଲୁଛି। ସକାଳୁ ଉଠୁ ଉଠୁ ଦେଖନ୍ତୁ ଆମେ କ'ଣ କରୁଛେ, ମୋବାଇଲରେ କ'ଣ ମେସେଜ ଆସିଥିବ କି, ହ୍ୱାଟ୍ସଆପ୍ରେ କି ଚାଟ୍ କରିଥିବେ କି, ଚଟ କରିଥିବେ କି? ହଁ ବୁଝିପାରୁଛନ୍ତି? ଆଉ ହଁ କୁଆଡ଼େ ବଢିଆ। ହେଉଛି କ୍ଷୀର ବେଲା ଆସିଲେଣି କି ନାହିଁ, ପରିବା ବେଲା ଆସିଲା କି ନାହିଁ, ସେଇଟା ଆସିବ। ବହୁତ କିଛି ଆଉ ରୁହେ। ଉଠୁ ଉଠୁ ଦେଖନ୍ତୁ, ନିଦ୍ରାରୁ ଜାଗୃତ ଅବସ୍ଥାକୁ ଆସୁ ଆସୁ କେତେ ବିଚାର ଆମକୁ ବାନ୍ଧୁଛି। ଏଠି ଦେଖନ୍ତୁ ଆଉ ଗୋଟେ କଥା, ମାନେ ମାୟାର ଏ ଖେଳକୁ ବୁଝିଲେ ନା ଭାରି ହସ ମାଡ଼ିବ, ବହୁତ ବଢ଼ିଆ ଲାଗିବ। ଆମେ ଦେଖନ୍ତୁ ସମ୍ପୂର୍ଣ୍ଣ ସେ ଯେଉଁ ବ୍ରହ୍ମ, ଯିଏ ଆପଣ ଭିତରେ ଅଛନ୍ତି, କିନ୍ତୁ ସବୁ ଯାକ ଇନ୍ଦ୍ରିୟ ତାଙ୍କ ଝରକା ବାହାରକୁ ମେଲା ହେଇଛି। ଆଖି ଖୋଲିଲେ ଭୌତିକ ବସ୍ତୁ ଦେଖାଗଲା, ଦୃଶ୍ୟ ଆଖିକୁ ବାନ୍ଧିଲା। କାନ ହଁ ଖୋଲିଲେ ବିଭିନ୍ନ ପ୍ରକାର ଶବ୍ଦ ଶୁଗାଯିବ। ଶୁଣିବା ପାଇଁ ଫୁଲା। ହଁ ବୁଝିପାରୁଛନ୍ତି? କାନକୁ ହଁ ଶବ୍ଦ ହଁ ବାନ୍ଧିଲା। ଉଠିଲା ମାତ୍ରକେ ଥଣ୍ଡା ଗରମ ଯେଉଁ ଟିକେ, ଭାବି ନିଅନ୍ତୁ ଆପଣ ସକାଳୁ ଉଠୁ ଉଠୁ ବଢ଼ିଆ ଏସିରେ ଶୋଇଛନ୍ତି, ବଢ଼ିଆ ଥଣ୍ଡା ପବନ ଅଛି, ଭାରି ଖୁସି ଲାଗିବ। ମାନେ ସେ ହଁ ସ୍ପର୍ଶ ଆପଣଙ୍କୁ ବାନ୍ଧିଲା। ସକାଳେ କିଏ ଯଦି ଚାହା ପିଅନ୍ତି, କଫି ପିଅନ୍ତି, ବ୍ରେକଫାଷ୍ଟ ଖାଉଛନ୍ତି, ସେ ରୁଚି ଆପଣଙ୍କୁ ବାନ୍ଧିଲା। ହଁ ବଢ଼ିଆ ସହ କିଛି ଫୁଲ ସୁଗନ୍ଧ ଆସୁଛି, କିମ୍ବା ସକାଳୁ ଯଦି କାହା ଘରେ ଆଳତି କରୁଛନ୍ତି, ସେ କର୍ପୂରର ସୁଗନ୍ଧ ଆସୁଛି, ତ ସେ ଗନ୍ଧ ଆପଣଙ୍କ ନାକକୁ। ନାକକୁ ବାନ୍ଧିଲା। ହଁ ହୁଁ। ଦେଖନ୍ତୁ କେତେ ସୁନ୍ଦର ଭାବରେ ମାୟା ଖେଳ ଏଠି ରଚନା ହେଇଛି। ଉଠୁ ଉଠୁ ମନ ବହିର୍ମୁଖୀ ହେଇଯାଏ। ଆଉ ମନ ବହିର୍ମୁଖୀ ହେଲା ମାନେ ବିଭିନ୍ନ ପ୍ରକାର ଚିନ୍ତା ଆସିବ, ବିଭିନ୍ନ ପ୍ରକାର ବିଚାର ଆସିବ। ତ ଇଏ ସବୁ ଇନ୍ଦ୍ରିୟ ମନ ଆମକୁ ବହିର୍ମୁଖୀ କରିଦେଉଛନ୍ତି, ନିଜ ସ୍ୱରୂପ ଆଡ଼କୁ ନେଉନାହାନ୍ତି। ନିଜ ସ୍ୱରୂପକୁ ଦର୍ଶନ କରିପାରୁନେ, ନିଜର ସତ୍ୟକୁ ଚିହ୍ନି ପାରୁନେ। ଏ ମାୟା ଖେଳକୁ ସତ ମାନିକିରି ସଂସାରର ଏ ଯେଉଁ ବାହାରେ ହଜିମଜିକିରି ଅଜାଣତରେ ଅଶାନ୍ତିଗ୍ରସ୍ତ ହେଉଛେ। ତ ସେଠି ଯେମିତି, ଯଦି ସେ ପୋଖରୀକୁ ଆମେ କଥା ହେଉଥିଲେ, ପୋଖରୀ ବହୁତ ବଢ଼ିଆ ଉଦାହରଣ, ଆକୁ ବୁଝିପାଇଲେ ହେଲା। ଭାବି ନିଅନ୍ତୁ ସେ ପୋଖରୀର ପାଣି ଶୁଦ୍ଧ ହେଇଯିବ, ସେ ପୋଖରୀରେ କୌଣସି ଅଳିଆ ଆବର୍ଜନା ରହିବନି। ତାର ଅଛି, ବିଧି ଅଛି।
पोखरी ହଁ जदि ହଁ से पानी को जदि आम सफा करदे कि जदि आम फिटिकी पकेबा फिटिकी तो एत बड़ पोखरी पकई हेनी तथापि तार विधि अच्छी पोखरी पानी ହଁ को ହଁ शुद्ध करहब गाँ गहली भी शुद्ध होउतिला तो ताकू जदि आम शुद्ध करवा से पोखरी जदि से जो तरंगरे नहेकि स्थिर हो शांत हो पोखरीर तल भाग को आम निश्चय देखिपर ଦେଖିପାରିବା संभव ହୁଁ एटा ହୁଁ असंभव किसी ହଁ नुह ହୁଁ ठीक सेमती मन को जिते आम शांत करवा इंद्रिय को जिते नियंत्रित करवा से शांत मन स्थिर होकर अंतर्मुखी हम मनर जो 3टा अवस्था को आम परखी पारुचे अनेक लोग तो 3टा अवस्था को भी परखी न था मन कौन तो बहुत लोग जापारती मन ହଁ कौन ହଁ विभिन्न प्रकार लोक मेडिटेशन शिखौं मेडिटेशन गुरु होकर बसते कि मेडिटेशन शिक्षक को जब पचार आज्ञा मन कौन कहतु से थंगे ସେ मंगीजे ଟୋଟାଲ କହିପାରୁନାହାନ୍ତି बुझीपारती ଏଇଟା ମୁଁ ହଁ ହଁ तो तेणुक इठी मनर 3टा अवस्था है गोटे है जागृत अवस्था चेईक आम संसार को देखुचे ହଁ ହଁ द्वितीय है स्वप्न अवस्था शोईक स्वप्न को देखुचे ହୁଁ स्वप्न ହୁଁ अवस्था को भल कि परखु स्वप्न को आम बिना आखिरे देखिपारुचे बिना आखिरे देखुचे माने किए देखुचे मु देखुची ହୁଁ कौटी ହୁଁ देखुची मु निश्चय भितर अच्छी मु भितर थिबारु बिना आखिरे स्वप्न को देखि पारुची ହୁଁ ହୁଁ ए कथाटा धरि पारसंत ଠିକ ना नहीं ଠିକ ଠିକ ହଁ ଆଜି ବି ସେମିତି ହିଁ ମୋର ହେଇଛି ମୁଁ କଣ କଲି ଆଜି ଟିକେ ମେଡିଟେସନ କରିବା ପରେ ମତେ ନିଜକୁ ଗୁରୁଜୀ ପୁରା ଶାନ୍ତ ଲାଗିଗଲା निश्चय ଆଉ निश्चय ଯେତେବେଳେ ବି ଶାନ୍ତ ଯେତେବେଳେ ଲାଗିଗଲା ମୁଁ आज्ञा ତ ସବୁବେଳେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ପଡେ କିନ୍ତୁ ମତେ ଏତେ ବି ନିଦ ଲାଗୁନଥିଲା ଆଜି କାହିଁକି ଜାଣି ମୁଁ 2 ଘଣ୍ଟା ଯେତେବେଳେ ମେଡିଟେସନ କଲି ଅଟୋମେଟିକ ମତେ ଅଧଘଣ୍ଟାରେ କେମିତି କଣ ଆଖି ଲାଗିଗଲା आज्ञा ଗୁରୁଜୀ ଏମିତି ବିଶ୍ୱାସ କରିବେନି ମାନେ ମତେ ନା ଯେତେବେଳେ ମାନେ ଅଜବ ଟାଇପ ର କୁଆଡେ ନା କୁଆଡେ ଗୋଟେ ସ୍ୱପ୍ନ ହେଲା अच्छा ଅଜବ अच्छा ଟାଇପ ର ଯେତେବେଳେ ସ୍ୱପ୍ନ ହେଲା आज्ञा ମୁଁ ସେ ସ୍ୱପ୍ନରେ ଗୋଟେ ଜିନିଷ ଆପଣଙ୍କର ଗୋଟେ ଭିଡିଓ ଦେଖିଥିଲି ଏଇ ଯୋଉ ସ୍ୱପ୍ନରେ ଯିଏ ଅଛନ୍ତି ଯୋଉ ଯିଏ ଦେଖୁଛନ୍ତି ସିଏ ହିଁ ବ୍ରହ୍ମ ଏମିତି ଗୋଟେ ଶୁଣିଥିଲି हाँ ତ हाँ हाँ ସେଇ ଜିନିଷକୁ ମୁଁ ଫଟକିନା ମୋ ମାଇଣ୍ଡରେ ସେ ସବୁ ଜିନିଷ ପଳେଇ ଆସିଲା ମୁଁ ओहो କହିଲି हो କି ପ୍ରକୃତରେ ଏଇଟା किए ଦେଖୁଥିଲା आज्ञा 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 ତ ଏମିତି ଅଧଘଣ୍ଟାଟେ ବସିଲା ପରେ ମୁଁ କହିଲି ନାଇଁ ମୁଁ ଯେତେବେଳେ ବି ଆଜି ବି ଦିନ ଯାକ ଭିତରେ ଫ୍ରି ରହିବି ଯେମିତି ବି କଲ୍ କରିବି नहीं नहीं ମୁଁ ठीक 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 हाँ आम जो कथा होचे से फ्लो फेर कटिଯିବ मेन ହଁ देखंतु मेन कथा हला स्वप्न को जे देखुसंती सिए हेले स्वप्नर आधार ଆଜ୍ଞା किंतु ହଁ स्वप्न को देखुथिबा समय रे स्वप्न देखुथिबा द्रष्टा निजको स्वप्न भिତରେ ଥିବା ବ୍ୟକ୍ତି ରୂପରେ ଚିହ୍ନିଥାନ୍ତି ଏ କଥାଟା ଧରି ହେଉଛି ନାଇଁ ଗୁରୁଜୀ ଏଟା ଧରି ପାରିଲିନି ଶୁଣନ୍ତୁ ଶୁଣନ୍ତୁ ଆପଣ ଶୋଇଛନ୍ତି ଆଜ୍ଞା ଆପଣଙ୍କ ମସ୍ତିଷ୍କରେ ସ୍ୱପ୍ନ ଚାଲୁଛି ଆଜ୍ଞା ତ ସ୍ୱପ୍ନ କିଏ ଦେଖୁଛନ୍ତି ଆପଣ ଦେଖୁଛନ୍ତି ଆଜ୍ଞା ମାନେ ଭୌତିକ ଶରୀରକୁ ଧରନ୍ତୁ ଆଗ ହୁଁ ହୁଁ ଭୌତିକ ହୁଁ ଶରୀରକୁ ବୁଝନ୍ତୁ ଭୌତିକ ଶରୀର ବେଡ୍ ଉପରେ ଶୋଇଛି ଆଜ୍ଞା ସେ ଶରୀରର ମସ୍ତିଷ୍କ ଭିତରେ ବିଚାର ଚାଲିଛି ଆଜ୍ଞା ସେ ମସ୍ତିଷ୍କ ଭିତରେ ବିଚାର ଯାହା ବି ଚାଲିଛି ଭଲ ଚାଲିଛି ମନ୍ଦ ଚାଲିଛି ଭାବି ନିଅନ୍ତୁ ସେ ସ୍ୱପ୍ନରେ ଆପଣ କାହା ସାଙ୍ଗରେ ଯୁଦ୍ଧ କରୁଛନ୍ତି ଆଜ୍ଞା କାହା ସାଙ୍ଗରେ ଝଗଡା କରୁଛନ୍ତି ବୁଝିପାରୁଛନ୍ତି ହୁଁ ଆଚ୍ଛା ହୁଁ ଆପଣ ଦେଖୁଛନ୍ତି କାହାକୁ ସେ ସ୍ୱପ୍ନ ଭିତରେ ସ୍ୱପ୍ନକୁ ନିଜକୁ ଦେଖୁଛନ୍ତି ହଁ ମାନେ ନିଜକୁ ଦେଖୁଛି ସ୍ୱପ୍ନ ଭିତରେ ଯୋଉ ଶରୀର ଅଛନ୍ତି ତାଙ୍କୁ ନିଜେ ମାନିକିରି ଦେଖୁଛନ୍ତି ଆଜ୍ଞା ହଁ ହଁ ଠିକ କିନ୍ତୁ ସ୍ୱପ୍ନ ଦେଖୁଥିବା ସମୟରେ ଏ କଥା କେବେ ହେଲେ ଭାବନ୍ତି କି ମୁଁ ଶୋଇଛି ମୁଁ ଖଟିଆ ଉପରେ ବେଡ୍ ଉପରେ ନା ଶୋଇଛି ମୋ କେବେ ନୁହଁ ଭିତରେ କେବେ ନୁହଁ ଧରି ପାରୁଛନ୍ତି ନା ତ ଆକ୍ଚୁଆଲି ଆପଣ ସ୍ୱପ୍ନ ଭିତରେ ଅଛନ୍ତି ସ୍ୱପ୍ନ ଭିତରେ ଥିବା ଏକ ଶରୀରକୁ ନିଜେ ମାନିଛନ୍ତି ଅନ୍ୟ ଶରୀରକୁ ଶତ୍ରୁ ମାନିଛନ୍ତି ହଁ ହଁ ତାଙ୍କ ଠିକ ସାଙ୍ଗରେ ଯୁଦ୍ଧ କରୁଛନ୍ତି ତାଙ୍କ ହୁଁ ସାଙ୍ଗରେ କାହା ସାଙ୍ଗରେ ଯୁଦ୍ଧ କରୁଛନ୍ତି କାହା ସାଙ୍ଗରେ ମୈତ୍ରୀ କରିକି ସ୍ନେହ ଭାବରେ କଥାବାର୍ତ୍ତା ହଉଛନ୍ତି ତ ସେଠି ସ୍ୱପ୍ନ ସଂସାରରେ ଯାହା ବି ପାଇଛନ୍ତି ଭାବି ନିଅନ୍ତୁ ଆପଣ ଗୋଟେ ବଡ ଉଚ୍ଚ ପଦବୀକୁ ଗ୍ରହଣ କରିଛନ୍ତି ଆପଣ ବଡ ପଦବୀ ପାଇଛନ୍ତି ଆଜ୍ଞା କିମ୍ବା ଆପଣ ସ୍ୱପ୍ନ ସଂସାରରେ ଅନେକ ଧନକୁ ହରେଇ ବସିଛନ୍ତି ତ ସ୍ୱପ୍ନରୁ ଯେତେବେଳେ ଜାଗୃତ ଅବସ୍ଥାକୁ ଆସନ୍ତି ଆପଣ ହସନ୍ତି ନା ନାଇଁ ଓହୋ ନିହାତି ଏଇଟା ଗୋଟେ ନିହାତି ସ୍ୱପ୍ନ ଏଇଟା ଗୋଟେ ସ୍ୱପ୍ନ ମୁଁ ଆକ୍ଚୁଆଲି ବାହାରେ ମୁଁ ଶୋଇଥିଲି ସ୍ୱପ୍ନରେ ଯାହା ଦେଖୁଥିଲି ସବୁ ତ ମୁଁ ହିଁ ଥିଲି ହଁ ମୁଁ ହିଁ ଥିଲି କି ଧରିପାରିଲେ ହଁ ହଁ ଧରିପାରିଲି ଶତ୍ରୁ ବି ମୁଁ ଥିଲି ମିତ୍ର ବି ମୁଁ ଥିଲି ମୁଇଁ ହରେଇଥିଲି ମୁଇଁ ପାଇଥିଲି ପାଇଥିଲି କିନ୍ତୁ ମୁଁ ଆକ୍ଚୁଆଲି ସ୍ୱପ୍ନର ଆଧାର ରୂପରେ ମୁଁ ଶୋଇଥିଲି ତ ଶୋଇକିରି ମୁଁ ଯୋଉ ସ୍ୱପ୍ନକୁ ଦେଖୁଥିଲି ସ୍ୱପ୍ନ ଭିତରେ ଯାହା କିଛି ବି ଦେଖୁଥିଲି ମୁଁ ହିଁ ଥିଲି ମୋ ବିନୁ କିଛି କିଛି ଅନ୍ୟ ନଥିଲା କିଞ୍ଚିତ ବି ନଥିଲା ଠିକ ସେଇ ଜିନିଷ ଏ ଜାଗୃତ ସଂସାର ବି ଜାଗୃତ ସଂସାର ଭିତରେ ଥିବା ଶରୀରକୁ ମୁଁ ନିଜ ସ୍ୱରୂପ ମାନି ନେଇଛି କିନ୍ତୁ ମୁଁ ଅଛି କୋଉଠି ଭିତରେ ଅଛି ଭିତରେ ହଁ ବୁଝନ୍ତୁ ଏ କଥାକୁ ଭଲ ହଁ କିନି ହୁଁ ଆଖି ଦ୍ଵାରା ମୁଁ ଦେଖୁଛି କୋଉଠି ଦେଖୁଛି ଭିତରେ ନା ବାହାରେ
ଆମେ ତ ବାହାରେ ଯାହା କିଛି ହୁଏ ଯେ ଦେଖୁଛନ୍ତି, ନା ନାଇଁ ନାଇଁ ବାହାରେ ବସ୍ତୁ ଅଛି କିନ୍ତୁ ଦ୍ରଷ୍ଟା କିନ୍ତୁ ଭିତରେ ଆଖି ଅଛନ୍ତି। ହଁ 10ଟା ଭିତରେ ହଁ। ଶୁଣନ୍ତୁ, ବେଳେ ବେଳେ ଆମେ କିଛି ଲୋକଙ୍କୁ 40 ହେଇଥାଏ, ହୁଁ ହୁଁ ତାଙ୍କ ଜିନିଷ ଟିକେ ଭଲ ଦେଖାଯାଏନି, ଝାଲଝାଲିଆ ଦେଖାଯାଏ। ସେ କହନ୍ତି ମତେ ଦେଖାଯାଉନି। ଦେଖାଯାଉନି ମାନେ କଣ? ଭିତରେ ଦେଖାଯାଉନି। ଆଜ୍ଞା ବୁଝିଲି ବାହାର ବୁଝିଲି। ବସ୍ତୁଟା ଭିତରେ ଦେଖାଯାଉନି। ଏମିତି ଭାବନ୍ତୁ, ଆପଣ ଗୋଟେ ଟେଲିସ୍କୋପ ଧରିଛନ୍ତି। ଆଜ୍ଞା ହୁଁ ଟେଲିସ୍କୋପ ବୁଝିପାରିଲେ? ଦୂରବୀକ୍ଷଣ ଯନ୍ତ୍ର ନା କଣ କହନ୍ତି? ଦୂରବୀକ୍ଷଣ ଯନ୍ତ୍ର ହଁ ହୁଁ ଟେଲିସ୍କୋପ ଟା ଧରିଛନ୍ତି। ଟେଲିସ୍କୋପ ହେଲା ଗୋଟେ ଇନଷ୍ଟ୍ରୁମେଣ୍ଟ। ତା ମାଧ୍ୟମରେ ଆପଣ ଗୋଟେ ପାହାଡକୁ ଦେଖୁଛନ୍ତି। ହଁ ଟେଲିସ୍କୋପ ର ଯୋଉ କାଚ ଦିହରେ କିଛି ଧୂଳି ପଡିଯାଇଛି, ଆଜ୍ଞା ତ ଆପଣଙ୍କୁ ଦେଖାଯାଉନି। ହଁ ସେ ଧୂଳିଟା ସଫା କରିଦେଲେ ଆପଣଙ୍କୁ ଦେଖାଯିବ। ଦେଖାଯିବ ହଁ। ତ ଟେଲିସ୍କୋପ ହେଲା ମାଧ୍ୟମ। ଟେଲିସ୍କୋପରେ ଯିଏ ଦେଖୁଛନ୍ତି, ସେ ଟେଲିସ୍କୋପ ଠାରୁ ଭିନ୍ନ ଅଛନ୍ତି, ବାହାରେ ଅଛନ୍ତି। ହୁଁ 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 ଠିକ୍ ସେମିତି ଯେତେବେଳେ କାହାର ଆଖିରେ ମୋତିଆବିନ୍ଦୁ ହେଇଥାଏ କିମ୍ବା ଚାଳିଶିଆ ହେଇଥାଏ, ଚାଳିଶିଆ ହେଲେ କିଛି ଡ୍ରପ୍ ସରିକା ପକେଇକି ତା ଭଲ କରିଦେଲେ ଆଉଥରେ ଭଲ ଦେଖାଯିବ। ହଁ ମୋତିଆବିନ୍ଦୁ ହେଇଥିଲେ ମୋତିଆବିନ୍ଦୁ ଅପରେସନ କରିଦେଲେ ଆଉଥରେ ଭଲ ଦେଖାଯିବ। ଭଲ ହେଇଯିବ ମାନେ ହୁଁ କଣ? ଆଖିକୁ ଭାବି ନିଅନ୍ତୁ ସେ ଟେଲିସ୍କୋପ ମାନି ନିଅନ୍ତୁ। ଭୌତିକ ଆଜ୍ଞା ବସ୍ତୁକୁ ଆମେ ଯୋଉ ପାହାଡ ଦେଖୁଥିଲେ, ସେ ଭୌତିକ ବସ୍ତୁକୁ ସେ ପାହାଡ ଭାବି ନିଅନ୍ତୁ। ଆଜ୍ଞା କିନ୍ତୁ ଏ ଯେ ଟେଲିସ୍କୋପ ରୂପକ ଆଖି ମାଧ୍ୟମରେ ଯୋଉ ଦ୍ରଷ୍ଟା ଦେଖୁଛନ୍ତି, ସିଏ ତ ଅଲଗା ଅଛନ୍ତି ନା, ସିଏ ତ ବହୁତ ଭିତରେ ଅଲଗା ଅଛନ୍ତି ନା। ସିଏ। ହଁ ଧରିପାରିଲେ ଏ କଥାଟାକୁ? ହଁ ହଁ ଠିକ ଠିକ ସିଏ ଭିତରେ ହୁଁ। ଅଛନ୍ତି, ସେ ବାହାରେ ନାହାନ୍ତି। ବହୁତ ମାନେ ଯେତିକି ସରଳ ସେତିକି ବି ଜଟିଳ ଆ ଭିତରେ ବହୁତ ବହୁତ ଜଟିଳ। କିଛି ଅଛି। ବହୁତ ଜଟିଳ ଇଏ ଇଏ ମାନେ ଏ ବହୁତ କଥାକୁ ଜଟିଳ। ଏ କଥା ବୁଝିଗଲେ ତ ମୁକ୍ତି। ଆଉ ଇଏ ତ ବୁଝିବା ପାଇଁ ଗୁରୁଜୀ ଆମକୁ କେତେ ନା ମାନେ ବର୍ଷ ଆମକୁ ମୁଁ ବେଳେ ବେଳେ ନା, ପଡିବ। ମୁଁ ବେଳେ ବେଳେ ଏମିତି ହସୁଥାଏ, ଏକୁଟିଆ ବସିକି ହସୁଥାଏ। ମତେ ପାଗଳ ଭାବନ୍ତି କିଛି ଲୋକ, ହସୁଛନ୍ତି ମାନେ ଏଇ ସବୁ କଥାକୁ। ଏଇ ସବୁ ନାଇଁ କଥାକୁ ବହୁତ ମତେ ତ ଶୁଣିକି ଗୁରୁଜୀ ମୁଁ ତ ଜଷ୍ଟ ଟଚ ଟିକେ କରିଛି, ସେ ଟଚ ରେ ମୁଁ ବହୁତ ମାନେ ମତେ ମିରାକାଲ ଭଳିଆ ଗୋଟେ ଜିନିଷ ମାନେ ମିରାକେଲ, ଅଜବ ରିଏଲି ଟାଇପ ର ଗୋଟେ ମିରାକେଲ, ଲାଗେ। ରିଏଲି ମିରାକେଲ। ମିରାକେଲ କୁ ବୁଝିପାଇଲେ ହେଲା। ବୁଝିପାରୁଛନ୍ତି ତ? ବହୁତ ସେଠି ମିରାକଲ। ସେଠି ଶୁଣନ୍ତୁ, ସେଠି ଯୋଉ ଟେଲିସ୍କୋପ, ଆଖି ହେଲା ଗୋଟେ ଇନଷ୍ଟ୍ରୁମେଣ୍ଟ। ଆଖି ଆଜ୍ଞା ମାଧ୍ୟମରେ ହୁଁ ଆମେ ମନରେ ଦେଖୁଛେ। ମନରେ ଦେଖୁଛେ, ହୁଁ ମନ ବି ମାଧ୍ୟମ। ମନ ବ୍ରହ୍ମ ନୁହନ୍ତି। ଆଜ୍ଞା ଏନ୍ମନସା ନାମନୁତେ ଏନାହୁର୍ମନୋମତಂ ତଦେବ ବ୍ରହ୍ମତ୍ୱം ବିଦ୍ଧି ନେଦମ୍ ଏଦିତମ୍ ଉପାସ୍ୟତେ। ଏ ମନ ବ୍ରହ୍ମଙ୍କୁ ଦେଖିପାରିବନି। ଏ ମନ ଯୋଉ ଶକ୍ତିର ଆଧାରରେ ପରିଚାଳନା ହେଉଛି, କିମ୍ବା ଏ ମନର ସାକ୍ଷୀ ଭାବରେ ମନକୁ ଯିଏ ବିନିଯୋଗ କରୁଛନ୍ତି, ତଦେବ ବ୍ରହ୍ମତ୍ୱം ବିଦ୍ଧି, ତାଙ୍କୁ ତୁମେ ବ୍ରହ୍ମ ରୂପରେ ଚିହ୍ନ। ତ ମନ ବି ଏକ ଯେମିତି କମ୍ପ୍ୟୁଟରରେ ମଦର ବୋର୍ଡ ଅଛି, ମଦର ହଁ ବୋର୍ଡ। ହୁଁ ହୁଁ ମଦର ବୋର୍ଡ ଭାବି ନିଅନ୍ତୁ। ଭାବି ନିଅନ୍ତୁ କମ୍ପ୍ୟୁଟର ଦେହରେ ଗୋଟେ ୱେବ୍ କ୍ୟାମ୍ ଅଛି। ୱେବ୍ ହୁଁ କ୍ୟାମ୍ ହେଲା ଆଖି। ୱେବ୍ କ୍ୟାମେରା ଦ୍ୱାରା ସେ ଡିଭାଇସ୍ କଣ କରୁଛି? କ୍ୟାପଚରକୁ ଇନପୁଟ୍ କରୁଛି। ହଁ ଇନପୁଟ୍ କଲା ପରେ ସେ ଇନପୁଟ୍ ହେବା, ସେ ଯୋଉ ମେମୋରି କଣ ହଉଛି, ମଦର ବୋର୍ଡ ଭିତରେ ସେ ପ୍ଲେ ହଉଛି। ସେ ହଉଛି ହଁ କିନ୍ତୁ ସେ କମ୍ପ୍ୟୁଟରକୁ ୟୁଜ୍ କରୁଥିବା ୟୁଜର ବାହାରେ ଅଛନ୍ତି। ହଁ ହୁଁ ୟୁଜର ଭିନ୍ନ ଅଛନ୍ତି। ୟୁଜର ଯିଏ, ସେ କମ୍ପ୍ୟୁଟର ମଦର ବୋର୍ଡ ନୁହନ୍ତି। ୟୁଜର ସେ କମ୍ପ୍ୟୁଟରର ହାର୍ଡୱେର ନୁହନ୍ତି, ସଫ୍ଟୱେର ନୁହନ୍ତି, କିମ୍ବା ସେ ୱେବ୍ କ୍ୟାମ୍ ନୁହନ୍ତି। ସେ କିଛି ବି ନୁହନ୍ତି, କିନ୍ତୁ କିଛି ବି ସିଏ ନୁହନ୍ତି। ବାହାରେ ରହିକି ସବୁ ସେ କିଛି ବାହାରେ କରାନ୍ତି। ଅଛନ୍ତି। ଠିକ୍ ଏଠି ବି ମନ ହେଲା ୱାନ୍ ଟାଇପ୍ ଅଫ୍ ମଦର ବୋର୍ଡ। ତା ଭିତରେ ମେମୋରି କଲେକ୍ଟେଡ୍ ହେଇକି ଅଛି, ମେମୋରି କାର୍ଡ। କିନ୍ତୁ ତାକୁ ଯୋଉ ୟୁଜର, ତାକୁ ଯୋଉ ଦ୍ରଷ୍ଟା, ତାକୁ ଯୋଉ ସ୍ରଷ୍ଟା ବିନିଯୋଗ କରୁଛନ୍ତି, ସିଏ ତାଠୁ ଭିନ୍ନ ଅଛନ୍ତି। ଭିନ୍ନ ଅଛନ୍ତି ହଁ ମନରେ ଯେତିକ ବି ବିଚାର ଆସୁଛି, ବିଚାର ହେଲା ଦୃଶ୍ୟ। ସେ ବିଚାରକୁ ଯିଏ ଦେଖୁଛନ୍ତି, ଆପଣ ଫୋନ କରିବା ପୂର୍ବରୁ ନିଶ୍ଚୟ ମନ ଭିତରେ କିଛି ବୃତ୍ତି ଆସିଥିବ, ନାଇଁ ଟିକେ ହଁ ଫୋନ କରିବା ନିହାତି କଥା। ତ ସେ ବିଚାରକୁ ଦେଖିବାରୁ, ସେ ବିଚାର ଶରୀରକୁ ପ୍ରେରିତ କଲା ଫୋନ କରିବା ପାଇଁ। ଫୋନ କଲେ। ଆଜ୍ଞା ହଁ ହଁ ତ ହଁ ଏଠି ମନର ସ୍ତର ଯାଏ ବୁଝିପାରୁଛନ୍ତି। ହଁ ହଁ ମନ ଉପରେ ଯୋଉ ଆତ୍ମା ଅଛନ୍ତି, ସିଏ ଏକ କେମିତି, ଏଇଟା ଭାରି ଜଟିଳ ଲାଗିବ। ସେ ଏକ ବହୁତ କେମିତି, ଜଟିଳ ବହୁତ ଜଟିଳ କାହିଁକି? ଆମେ ତ ଛୋଟ ବହୁତ ଛୋଟ କଥା ଧରି ପାରୁନେ। ଆଖି ଟେଲିସ୍କୋପ ଆପଣ ବୁଝି ପାରୁନଥିଲେ, କିନ୍ତୁ ଧୀରେ ହଁ ଧୀରେ ବୁଝିଲେ ହଁ ଏବେ। ହଁ ହଁ ତ ଏଠି ବି ଜଟିଳତା ଅଛି। ଏଠି ଜଟିଳତା କଣ? ଆମେ ସଂସାରକୁ ଅନେକ ରୂପରେ ମାନିଛେ, ଆଜ୍ଞା ଅନେକ ରୂପରେ ଦେଖିଛେ। ସେ ମାନିବାକୁ ନେଇକରି ଏଠି ବି ପରଖୁଛେ, କାହିଁକି ନା ମନର ସଂସ୍କାର ହେଲା ଆମ ଆଧାର। ଆଧାର ବିନା ଆମେ କୋଉ ଜିନିଷକୁ ପରଖି ପାରିବାନି। ପରଖି ପାରିବାନି ହଁ ଆଧାର ବିନା ଆମେ କୋଉ ଜିନିଷକୁ ଧରି ପାରିବାନି। ତ ମନର ସଂସ୍କାରକୁ ନେଇକରି ଯେହେତୁ ଆମେ ପରଖୁଛେ, ଆମେ ଏ କଥାକୁ ଆତ୍ମା ଅନେକ ଧରି ପାରୁନି। ଆଉ କିଛି ଜଣ ବି ମାନେ ବହୁତ ଦେଖନ୍ତୁ, ଏଇଟା ଗୀତାରେ ବି ଲେଖା ହେଇଛି, କୋଟିଏରେ ଗୋଟିଏ ଲୋକ ଏ ତତ୍ଵକୁ ଧରି ପାରନ୍ତି।
ହୁଁ ଆଉ ଅଧିକ ଲୋକ ଅଧା ଅଧୁରା ଜ୍ଞାନରେ ବି ବାଟବଣା କରିଦେଇଛନ୍ତି ଲୋକଙ୍କୁ। କିଏ କହିଲେ ଆତ୍ମା ଅନେକ। ଆତ୍ମା ଅନେକ ବହୁତ କେମିତି? କିଛି, ହଁ ଅନେକ ବହୁତ କିଛି ଅ, ଶୁଣିବା ପାଇଁ ବିଭିନ୍ନ ମିଳୁଛି। ପ୍ରକାର କଥାରେ ଆମେ ଯେହେତୁ ହଜି ମଜି ଯାଇଛେ, ମନ ଭିତରେ ଗୋଟେ କନଫ୍ୟୁଜନ କ୍ରିଏଟ ହଉଛି। ହଉଛି, ସତ କ୍ରିଏଟ ହଉଛି, ଅ, କା- ସେଥିପାଇଁ ନା କାହିଁକି ଧର ନା ଯେକୌଣସି, ହଁ। କନଫ୍ୟୁଜନର କାରଣ ଅଛି। ହୁଁ ଆମେ ମନର ଆଧାରରେ, ସଂସ୍କାରର ଆଧାରରେ ଯେହେତୁ ପରିଚାଳନା ହଉଛେ, ଆମେ ବହୁତ ସାରା ସିନେମାରେ ଆମେ ଦେଖିଛେ ଆତ୍ମା ବାହାରିକିରି ସେ କୋଉଠି ବସୁଛି, କୋଉଠି ଭୂତ ରୂପରେ କାହାକୁ ମାରି ଦଉଛି। ସେମାନେ ସୁଟିଂ କରିକିରି ତାଙ୍କ ପଇସା କମେଇବାର ଯୋଜନା ସେମାନେ କରୁଛନ୍ତି। ନିହାତି, କୋଉଠି ହଁ। ହରର ମୁଭିଜ ଦେଖୁଛେ, ଆଉ କୋଉଠି କିଏ କାହାକୁ ଭୂତ ବାହାରିଲା, ପ୍ରେତ ବାହାରିଲା, କିଏ କାହାକୁ ମାରିଦେଲା, କିଏ ଭୂତ ପ୍ରତିଶୋଧ ନେଲା। ହୁଁ ଏସବୁ ଜିନିଷ ସେମାନେ ତ ତାଙ୍କ ଯୋଜନା କରିକି ସେ ପଇସା ନେଇକିରି ପଳେଇଲେ। କିନ୍ତୁ ତାର ପ୍ରଭାବ ସଂସାର ଉପରେ କଣ ପଡୁଛି ସେମାନେ ପରଖି ପାରୁନାହାନ୍ତି। ଆଉ ବହୁତ ନେଗେଟିଭ ଇମ୍ପାକ୍ଟ ନେଗେଟିଭ ପକେଇ ପଡୁଛି। ଦଉଛି। ହୁଁ ଆମେ ବି ବହୁତ ସାରା କଥା ଦେଖିଛେ, କାହାକୁ ଭୂତ ଲାଗିଲା, କାହାକୁ ଡାହାଣୀ ଲାଗିଲା। ଏସବୁ ମନ ଯେତେବେଳେ ହାୟର ମାନେ ଏକ୍ସଟ୍ରିମ କନସିୟସ ଷ୍ଟେଟ କୁ ପଳାଏ, ସେ ମନ ଯାହାକୁ ଯାହା ଭାବେ ସେଇପରିକା ସେ ଶରୀର ଆକ୍ଟ କରେ। ନିହାତି ତ ଏ ନିହାତି। କଥାଟାକୁ ଆମେ ନ ହୁଁ ବୁଝିକିରି ସତରେ ଭୂତ ନାଗିଲା, ପ୍ରେତ ନାଗିଲା, ତା କରିକିରି ଆମେ ବିଭିନ୍ନ ପ୍ରକାର ମନକୁ ଯେହେତୁ ବାନ୍ଧି ଛନ୍ଦି ଦେଇଛେ, ସେ ଜ୍ଞାନର ଆଧାରରେ ଆମେ ଯେହେତୁ ପରଖୁଛେ, ଆମେ ଭାବୁଛେ ଆତ୍ମା ଅନେକ ଥିବ। କିନ୍ତୁ ଆତ୍ମା ଏକ। ଏ ଏକତାକୁ ଦର୍ଶନ କରିବା ପାଇଁ, ଏ ଏକତାକୁ ଚିହ୍ନିବା ପାଇଁ ହେଲେ ଧୀରେ ଧୀରେ ଆମ ବିବେକକୁ ଜାଗୃତ କରିବାକୁ ପଡିବ। ବିବେକକୁ ଜାଗୃତ କଣ କରିବାକୁ ପଡିବ? ଇଏ ସତ୍ସଙ୍ଗକୁ ଆପଣ ଶୁଣୁଛନ୍ତି, କିନ୍ତୁ ମୁଁ ଶୁଣୁଛି, ଆଉ କିଏ ବି ଯଦି ଶୁଣିବେ, ହୁଁ ଯିଏ ହୁଁ ଶୁଣୁଛନ୍ତି ସେ ବ୍ୟକ୍ତି ଏ କଥାକୁ ବିବେକ ହେଇକିରି ପରଖିବାକୁ ପଡିବ। ମୁଁ ଦେଖୁଛି ତ ସବୁ ଦେଖା ଯାଉଛି, ମୁଁ ଶୁଣୁଛି ତ ସବୁ ଶୁଭୁଛି, ହୁଁ ହୁଁ ମୁଁ ହୁଁ। ଜାଗୃତ ଅବସ୍ଥାରେ ଅଛି ତ ସଂସାର ମତେ ଦୃଶ୍ୟମାନ ହଉଛି, ନିଶ୍ଚୟ। ମୁଁ ଯେତେବେଳେ ଶୋଇ ପଡୁଛି ତ ସଂସାର ଉଭେଇ ଯାଉଛି, ସଂସାର ତ ଆଉ ରହୁନି। ନିହାତି, ହଁ। ମୁଁ ଯେତେବେଳେ ଶୋଇ ଏଇଟା, ପଡିକିରି ହୁଁ ସୁଷୁପ୍ତି ହୁଁ ଅବସ୍ଥାକୁ ପଳାଉଛି, ନା ସ୍ୱପ୍ନ ରହୁଛି ନା ଜାଗ୍ରତ ସଂସାର ରହୁଛି, କିଛି ବି ରହୁନି। କିନ୍ତୁ କିନ୍ତୁ ଏଠି ଆଉ ଗୋଟେ ମନରେ ବୃତ୍ତି ଆସିଯାଏ। ମୁଁ ଶୋଇଲେ ତ ମେସିନ୍ ଚାଲିଛି, କାମ ଫାମ ଚାଲିଛି, ଗ୍ରହ ନକ୍ଷତ୍ର ବୁଲୁଛନ୍ତି, ସଂସାର ଚାଲିଛି। ମୁଁ କାଲି ଅଫିସକୁ ଯାଇନଥିଲି, କାଲି ତ ବସ୍ ଆସିଥିଲେ, କାଲି ତ କାମ ହେଇଥିଲା। ମାନେ ଫେର ଆମେ ବହିର୍ମୁଖୀ ଫେର, ହଁ, ହେଇଯାଉଛେ। ମାନେ ଫେର ଏଇ ଆମେ ଏପଟେ ବି ହେଇଯାଉଛନ୍ତି, ମାୟାକୁ ସେପଟେ ବି, ଜିତିବା ଏତେ ହଁ। ସହଜ କଥା ନୁହଁ। ବୁଝିପାରୁଛନ୍ତି? ବହୁତ କ୍ରିଟିକାଲ ଆ ଆମେ ଭିତରେ ପୁରା ଅଛି। ବହୁତ ବହୁତ କ୍ରିଟିକାଲ ମାୟା କ୍ରିଟିକାଲ। ଖେଳ ଏମିତି ରଚିଆ ହେଇଛି। ଆମେ ଫେର ଆଉଥରେ ମନ ହଜି ଯାଉଛି। ଫେର ଆମେ କାହାକୁ କିଛି ଚିହ୍ନୁଛେ? ଶରୀରକୁ ଚିହ୍ନୁଛେ, ଦେହକୁ ଚିହ୍ନୁଛେ। ମୁଁ ଯୋଉ ଆଖି ରୂପକ ଟେଲିସ୍କୋପ କୁହନ୍ତୁ, ଇନଷ୍ଟ୍ରୁମେଣ୍ଟ କୁହନ୍ତୁ, ତାର ଉର୍ଦ୍ଧ୍ୱରେ ଯୋଉ ମନ ରୂପକ ମଦର ବୋର୍ଡ କୁହନ୍ତୁ, କିମ୍ବା କୋଉ ଇନଷ୍ଟ୍ରୁମେଣ୍ଟ କୁହନ୍ତୁ, ତାର ଉର୍ଦ୍ଧ୍ୱରେ ଯୋଉ ମୁଁ ଯୋଉ ନିରାକାର ରୂପରେ ଅଛି, ମୁଁ ସେ ଜିନିଷକୁ ସାକାର ରୂପରେ କଳ୍ପନା କରିକି ଚିହ୍ନିବା ପାଇଁ ଚେଷ୍ଟା କରୁଛି। ଫେର ମୁଁ ହଜି ଯାଉଛି। ଫେର ବୁଝେ ନା ସେମିତି ହିଁ ଆତ୍ମା ଏକ ହଉଛି। କେମିତି? ହଁ ମୁଁ ତ ଯାଇନି, କାଲି ତ କାମ ହେଇଥିଲା, ମୁଁ ତ ନଗଲେ ଏସବୁ ଜିନିଷ, ଫେର ଆମେ ବହିର୍ମୁଖୀ ହେଇଯାଉଛେ। ହଁ, ସେମିତି ହିଁ ହୁଏ। ମାୟା ଖେଳ ଏତେ ଷ୍ଟ୍ରଙ୍ଗଲି ରଚନା ହେଇଛି, ତାକୁ ବୁଝିଲେ ହସ ମାଡିବ। ମାନେ ମୁଁ ତ ମତେ ତ ଏବେ ଯେତିକି ଶୁଣିଲିଣି ଗୁରୁଜୀ, ବିଶ୍ୱାସ ହଁ, କରିବେନି, ମତେ ଏମିତି ଲାଗିଲାଣି କେତେ ବଡ ମାୟାରେ ଆମେ, କେତେ କେତେ ବଡ ବଡ ମାୟା, ଜାଲରେ ଆମେ ପୁରା କେତେ ବଡ ଫସିକି ଜାଲରେ ଆମେ ଅଛନ୍ତି। ଫସିକିରି ଅଛେ। ଏ ବହୁତ କଥା ବଡ ଯଦି ଫସିକି ଚର୍ଚ୍ଚା ହବ, ଅଛନ୍ତି। ସମାଜ କେତେ ଶାନ୍ତି ହେଇଯିବ ଭାବନ୍ତୁ। ବହୁତ ଶାନ୍ତି, ଆମେ ବହୁତ ଶାନ୍ତି ହବ, ବହୁତ ଶାନ୍ତି ହବ। ବୁଝିପାରୁଛନ୍ତି କେତେ ହଁ। ଖୁସିରେ। ଦେଖନ୍ତୁ, ଏ ସଂସାର ଯୋଉ ରଚନା ହେଇଛି, କୌଣସି ଜିନିଷର ଅଭାବ ନାହିଁ ଏଠି। ଖାଦ୍ୟ, ପେୟ, ବସ୍ତ୍ର, କିମ୍ବା ରହିବା ପାଇଁ ଗୃହ, ସଂସାରର ପ୍ରତ୍ୟେକ ଶରୀରର ପ୍ରତ୍ୟେକ ଆବଶ୍ୟକତା ବହୁତ ସହଜ ଭାବରେ ପୂର୍ତ୍ତି ହେଇପାରିବ। କିନ୍ତୁ ଆତ୍ମଜ୍ଞାନର ଅଭାବରୁ, ସତ୍ୟକୁ ନ ଚିହ୍ନି, ମୁଁ ତୁ ରୂପକ ପାତରଅନ୍ତର କରି, ଲୋଭ ମୋହରେ ମନକୁ ବାନ୍ଧିକିରି ଛନ୍ଦିକିରି, କିଏ କୌଣସି ଜିନିଷକୁ ଖାଇ ଖାଇ ଫୋପାଡୁଛି, ତ କିଏ ବିଚରା ଭୋକରେ କୋଉ ଶରୀର ମରିଯାଉଛି। ବହୁତ ଶରୀର ବହୁତ ସ୍ତରରେ ଏଠି କୁହାଯାଉଛି। ହଁ ହଁ। ହୁଁ ବୁଝିପାରୁଛନ୍ତି? କିଏ ହୁଁ। କିଏ ବିଚରା ରୋଗୀ ପଡିକିରି ସେ ହଉଛି ତା ରୋଗ ପାଇଁ ଔଷଧ ପାଉନି। କିଏ ହଣ୍ଡା ହଣ୍ଡା ହାଣ୍ଡି ହାଣ୍ଡି ବାଣ୍ଟିକିରି, ଭୋଜି କରିକିରି, ବାହାଘରରେ ଆଡମ୍ବର ଦେଖେଇକିରି ସେ ଜିନିଷକୁ ଫୋପାଡୁଛନ୍ତି। ବହୁତ କିଛି ମାଛ ମାଂସ ଯାହା କିଛି ମନ ବୁଝିପାରୁଛନ୍ତି? ଇଚ୍ଛା କରିକି, ହଁ, କରନ୍ତି। ତ ଇଏ ସବୁ ଜିନିଷ ଦୂରୀଭୂତ ହେଇଯିବ। ଏଇ ଜ୍ଞାନ ହିଁ ସଂସାରକୁ ଏକ କରିକି ରଖିଥିଲା। ଏଇ ଜ୍ଞାନକୁ ନେଇକିରି, ଏଇ ଆତ୍ମଜ୍ଞାନକୁ ନେଇକିରି ହିଁ ଭାରତ ଆଜି ବିଶ୍ୱଗୁରୁ ହବା ପାଇଁ ଯାଉଛି। ଯାହାର ଅଭାବରୁ ମଣିଷ ପ୍ରକୃତି ସାଙ୍ଗରେ ଆପ୍ରାକୃତିକ କାମ କାର୍ଯ୍ୟ କରିକିରି ବିନାଶ ଆଡକୁ ଯାଉଛି। ତ ବହୁତ ଷ୍ଟ୍ରଙ୍ଗ ଜିନିଷ ଏଇଟା। ତ ଏଠି ମୁଁ ଆତ୍ମା ଆମେ ଧରି ପାରୁଛେ କାହିଁକି ନା ଏସବୁ ଜିନିଷକୁ ଆମେ ପରଖି ଯେତେବେଳେ ଶରୀରର ଇନ୍ଦ୍ରିୟଙ୍କୁ ଆମେ ପରଖୁଛେ, ଇନ୍ଦ୍ରିୟଙ୍କର ଯୋଉ ସ୍ୱାମୀ, ଇନ୍ଦ୍ରିୟଙ୍କର ଯୋଉ ଆଧାର ମନକୁ ଆମେ ପରଖି ପାରୁଛେ, ମନର ଯୋଉ ଆଧାର ବୁଦ୍ଧିକୁ ଆମେ ଦେଖିପାରୁଛେ, ବୁଦ୍ଧିର ଯୋଉ ଆଧାର
ହଁ ଠିକ୍ ଅଛି। ବୁଦ୍ଧିର ଊର୍ଦ୍ଧ୍ୱରେ କିଏ ନା କିଏ ଅଛନ୍ତି, ମନର ଊର୍ଦ୍ଧ୍ୱରେ କିଏ ନା କିଏ ଅଛନ୍ତି, ଯାହାକୁ ଆମେ ଚେତନା କହୁଛେ, ଚୈତନ୍ୟ କହୁଛେ, ବ୍ରହ୍ମ କହୁଛେ, ଆତ୍ମା କହୁଛେ, ଭଗବାନ କହୁଛେ, କନସିୟସନେସ୍ କହୁଛେ, ବିଭିନ୍ନ ନାମ ରୂପ ତ ଆମେ ଦେଇଛେ, ଠିକ୍ ଅଛି। ସେ ହୁଁ ନିଶ୍ଚୟ ଅଛନ୍ତି, ଏଇଠି ଆମକୁ ବୁଝି ହେଉଛି। ଏଇଠି ଜଟିଳରୁ ଜଟିଳ ବିଦ୍ୟା ଏଇଠୁ ଷ୍ଟାର୍ଟ ହୁଏ। ବ୍ରହ୍ମ ଏକ କେମିତି ସେ ଆଜ୍ଞା ଏକତାକୁ ଅନୁଭବ କରିବା ପାଇଁ ବିବେକକୁ ଜାଗ୍ରତ କରି ହଁ ଆମେ କଥା ହଉଥିଲେ, ମଝିରେ ଫେରେ କଥା ଆଉ କୁଆଡ଼େ ଡାଇଭର୍ଟ ହେଇଗଲା। ହଁ, ମୁଁ ଦେଖୁଛି ତ ସଂସାର ଦେଖାଯାଉଛି, ମୁଁ ହଁ ଶୋଇ ପଡ଼ୁଛି ତ କିଛି, ଏଇଟା ପ୍ରାକ୍ଟିକାଲ କଥା। କିନ୍ତୁ ଏଠି ମତେ ଯେହେତୁ ଦେହ ଭାବରେ ପରଖୁଛି, ଅନ୍ୟ ଶରୀରକୁ ଯେହେତୁ ଦେହ ରୂପରେ ମାନିଛି, ଆମ ମନ ଭିତରେ ଯେଉଁ ସଂସ୍କାର ଆମ ଭିତରେ ବସିଯାଇଛି, ଏ ସଂସ୍କାର ଆଉ ଥରେ ଚିହ୍ନିବାରେ ଆମକୁ ବାଧାବିଘ୍ନ କରୁଛି। ମୁଁ ନଥିଲେ ରାଷ୍ଟ୍ରପତି ମହୋଦୟ, ନଥିଲେ ଉପରାଷ୍ଟ୍ରପତି ମହୋଦୟ ଅଛନ୍ତି, କାମ ଚାଲିଛି। ହଁ ମନ୍ତ୍ରିମଣ୍ଡଳୀ ଏମିତି ନଥିଲେ ହୁଁ ଆଉ କିଏ ମନ୍ତ୍ରୀ ହଉଛନ୍ତି, କାମ ଚାଲିଛି। ହୁଁ ମୁଁ ଶୋଇ ପଡ଼ିଲେ କ'ଣ ସଂସାର କ'ଣ ଅଟକି ଯାଉଛି? ଏଠି କାହାକୁ ପରଖୁଛି ଆମେ? ଫେର ସେଇ ଶରୀର ଆଡ଼କୁ ଫେର ଆସିଲେ ଭାରି, ଶରୀରକୁ ଫେର ହଁ ସେ ମନ ଆଡ଼କୁ ଆସିଲେ ଭାରି, ମନ ଫେର ହିଁ ସେ ଇନ୍ଦ୍ରିୟ ଆଡ଼କୁ ପରିବର୍ତ୍ତନ ଆସିଲେ ଭାରି। କରଉଛି ହଁ କିନ୍ତୁ ହଁ ଯିଏ ଅସଲି ମୁଁ, ଯିଏ ଭିତରେ ଅଛି, ଯାହାଙ୍କୁ ଚିହ୍ନିବା ପାଇଁ ମୁଁ ପ୍ରୟାସ କରୁଛି, ଆଉ ସବୁଠୁ ଗୋଟେ ଆଶ୍ଚର୍ଯ୍ୟଜନକ କଥା, ସେ ତାଙ୍କର କୌଣସି ରୂପ ରଙ୍ଗ ନାହିଁ। ଭାବ ସେ ମୁଁ କ- ଶୁଣିଥିଲି ଗୁରୁଜୀ କୌଣସି ବହୁତ ହଁ ବର୍ଣ୍ଣ ଚିହ୍ନ ନାହିଁ, ନିର୍ଗୁଣ, ଅଲେଖ, ଅବ୍ୟକ୍ତ ଅବସ୍ଥା ସେଇଟା। ବହୁତ ନିରାକାର ଅବସ୍ଥା। ଅହମ୍ ନିର୍ବିକଳ୍ପୋ ନିରାକାର, ଯେଉଁ ନିର୍ବାଣ ଶତକମ୍ର ହୁଁ ଷଷ୍ଠ ମନ୍ତ୍ର ଅଛି। ଅହମ୍ ନିର୍ବିକଳ୍ପୋ ନିରାକାର ରୂପୋ ବିଭୁତ୍ୱଚ୍ଚ ସର୍ବତ୍ର ସର୍ବେନ୍ଦ୍ରିୟାଣମ୍ ନଚ ସଙ୍ଗତମ୍ ନୈବ ମୁକ୍ତିର୍ନ ମେୟ ଚିଦାନନ୍ଦ ରୂପମ୍ ଶିବୋହମ୍ ଶିବୋହମ୍। ଏଠି କୁହାଯାଉଛି ମୁଁ ନିରାକାର, ନିର୍ବିକଳ୍ପ ମାନେ ମୋର ବିକଳ୍ପ ନାହିଁ, ମୋର ଦ୍ୱିତୀୟ କେହି ନାହାନ୍ତି। ବିକଳ୍ପ ବୁଝିପାରୁଛନ୍ତି? ହଁ ଖାଦ୍ୟର ବିକଳ୍ପ ଅଛି। ମୁଁ ରୁଟି ଖାଇପାରିବି, ଚାଉଳ ମାନେ ସରି ଭାତ ଖାଇପାରିବି, କିମ୍ବା ତରକାରୀ ଖାଇପାରିବି। ଖାଦ୍ୟର ବିଭିନ୍ନ ହୁଁ ହୁଁ ବିକଳ୍ପ ଅଛି। ହୁଁ ହୁଁ ଯାତ୍ରାର ହୁଁ ବିକଳ୍ପ ଅଛି। ମୁଁ ସ୍କୁଟରରେ ଯାଇପାରିବି, ମୁଁ ଟ୍ରେନରେ ଯାଇପାରିବି, ବସ୍ରେ ଯାଇପାରିବି, ହୁଁ ଏରୋପ୍ଲେନରେ ସେ ଜାଗାକୁ ପହଞ୍ଚି ପାରିବି। ନିର୍ବିକଳ୍ପ ମାନେ ଯାହାର ବିକଳ୍ପ ନାହିଁ, ଯିଏ ଦୁଇ ନାହାନ୍ତି, ଯିଏ ଅଦ୍ୱୈତ, ଅଭିନ୍ନ। ବୁଝିପାରୁଛନ୍ତି ତ? ଆଜ୍ଞା ଏଠି ସେ ଯେଉଁ ନିରାକାର ସତ୍ୟ, ନିରାକାର ତତ୍ଵରେ ଉପନୀତ ହେଲେ, ଯେଉଁଠି ଆକାର, ଆକୃତି, ରଙ୍ଗ, ରୂପ, ଇନ୍ଦ୍ରିୟଙ୍କ ଅନୁଭବ, ମନର ସ୍ମୃତି ସମାହିତ ହେଇଯାଏ, ସେ ସ୍ତରକୁ ଆତ୍ମା କୁହାଯାଉଛି, ସେ ସ୍ତରକୁ ବ୍ରହ୍ମ କୁହାଯାଉଛି, ସେ ସ୍ତରକୁ ଆପଣଙ୍କର ନିଜ ସତ୍ତା କୁହାଯାଉଛି, ଯେଉଁଠି କୌଣସି ଚିହ୍ନ ବର୍ଣ୍ଣ ହିଁ ନାହିଁ। ତ ସେଠି ଦୁଇ କେମିତି ଅଛି? ସେ ଜିନିଷକୁ ଆମେ କ'ଣ କରୁଛେ, ନିରାକାରକୁ ସାକାର ରୂପରେ ଚିହ୍ନିକିରି, ଯେହେତୁ ଆମ ମନରେ ସଂସ୍କାର ସାକାର ରୂପର ହିଁ ଭାବନାକୁ ଭାବୁଛେ, ସେଇପରିକା ହିଁ ଆମେ ଆଉଥରେ ଫେରେ ବହିର୍ମୁଖୀ ହେଇଯାଉଛେ। ମୁଁ ଶୋଇ ସେମିତି ପଡ଼ିଲେ ହିଁ କ'ଣ ହେଲା? ହଉଛି ହଁ ବୁଝିପାରୁଛନ୍ତି? ଶୋଇପଡ଼ିଲେ ମୁଁ କଣ ଶୋଇ ହେଲା, ପଡ଼ିଲେ ମୋ କ'ଣ ହେଲା? ସଂସାର ତ କାମ ତ ହେଉଛି। ଚାଲୁଛି ହଉଛି ମୋ ହଁ ଦେହ ରୋଗ ହେଇକିରି ମୁଁ ଜ୍ୱର ହେଇଥିଲା ମଝିରେ, ମୁଁ 15 ଦିନ ଅଫିସକୁ ଗଲିନି, 15 ଦିନ ମୁଁ ଟ୍ୟୁସନକୁ ଗଲିନି, 15 ଦିନ ମୁଁ ପଢ଼ିବା ପାଇଁ ଗଲିନି, 15 ଦିନ ମୁଁ କୋର୍ସ କଲିନି। ସେ କ'ଣ ରୁକିଗଲା? ସବୁ ଚାଲିଲା। ଆମେ ଫେର ଚାଲିଲା କାହାକୁ ଦେଖୁଛେ? ହୁଁ ନିରାକାରକୁ ଫେର ନିରାକାରରେ ଚିହ୍ନି ପାରୁନେ, ଫେର ସାକାର ରୂପକ ଶରୀର ସାଙ୍ଗରେ ଯୋଡ଼ି ଦଉଛେ, ଫେର ମନକୁ ଫେର ଇନ୍ଦ୍ରିୟକୁ ଆମେ ଫେର ଫେର ମନକୁ ଇନ୍ଦ୍ରିୟ ଆଡ଼କୁ ଆସିଛେ ଭାରି। ତ ଏଠି ଏକରେ ହେଲା, ଏ କଥାକୁ ବାରମ୍ବାର, ଏଇଟା ବହୁତ ପ୍ରାକ୍ଟିକାଲ କଥା। ଆକୁ କିଛି ବହୁତ ମାନିବାକୁ ବହୁତ ପଡ଼ିବନି, ସବୁ ଦେଖାଯାଉଛି, ତାକୁ ବିବେକ ହିଁକିରି ପରଖି ପାଇଲେ ହେଲା। ବୁଝିପାରୁଛନ୍ତି ତ? ଏଠି ଆଜ୍ଞା ସେ ଆତ୍ମା ଏକ ହେଲା ଶାସ୍ତ୍ର ପ୍ରମାଣ। ଆମେ ଅନେକ ଥର କଥା ଚର୍ଚ୍ଚା ହେଇଛେ। ହୁଁ ମାଣ୍ଡୁକ୍ୟ ଉପନିଷଦର ସପ୍ତମ ମନ୍ତ୍ର, ମୁଣ୍ଡକ ଉପନିଷଦର ଷଷ୍ଠ ମନ୍ତ୍ର, ଆପଣଙ୍କର ନିର୍ବାଣ ଶତକମ୍ ଅଛି, ତାପରେ ଭଗବଦ୍ ଗୀତାର 10ମ ଅଧ୍ୟାୟ ଶ୍ଲୋକ ସଂଖ୍ୟା 20, ବିଭିନ୍ନ ପ୍ରକାର ବହୁତ ହୁଁ ସାରା ହୁଁ ଉଦାହରଣ ଅଛି। ଦ୍ୱିତୀୟ ହେଲା, ଏ ସତ୍ତାକୁ କେବଳ ମାନିବାର ଆବଶ୍ୟକ ନାହିଁ, ଏ କଥାକୁ ଆମେ ଅନୁଭବ ବି କରିପାରିବା। କେମିତି କରିବା? ନିଷ୍ଠାବାନ ହେଇକି ଯେତେବେଳେ ସାଧନା କରିବା, ଇନ୍ଦ୍ରିୟ ମନକୁ ଯେତେବେଳେ ନିୟନ୍ତ୍ରିତ ରଖିବା, ମନକୁ ଯେତେବେଳେ ଶାନ୍ତ ସ୍ଥିର କରିକିରି ମୌନ କରିଦେବା, ମନକୁ ଯେତେବେଳେ ଧାରଣା ମାଧ୍ୟମରେ ଧ୍ୟାନସ୍ଥ କରାଇପାରିବା, ସମାଧିସ୍ଥ ହେଇପାରିବା, ସେ ନିର୍ବିକଳ୍ପ ସମାଧିକୁ ଯାଇକରି ସେ ତତ୍ଵ ସାଙ୍ଗରେ ଉପନୀତ ହେଇକରି, ଯେମିତି ସେଠି ପୋଖରୀ କଥା ଆମେ ବୁଝୁଥିଲେ, ହଁ ପୋଖରୀ ପାଣି ହୁଁ ନିର୍ମଳ ହେଇଗଲେ ତ ଆମେ ତା ସତ୍ତାହକୁ ଆମେ ତାର ଦେଖିପାରିବା, ତା ଦେଖିପାରିବା ତଳ ହଁ ଭାଗକୁ ଦେଖିପାରିବା। ଏଠି ସେମିତି ମନ ସ୍ଥିର ହେଇଗଲେ, ମନ ଶାନ୍ତ ହେଇଗଲେ, ମନର ଦ୍ରଷ୍ଟାକୁ ଦେଖିପାରିବ, ମନର ସାକ୍ଷୀକୁ, ନିଜର ଆତ୍ମତତ୍ଵକୁ ଚିହ୍ନି ପାରିବ। ଏଇଟା ହେଲା କଥା। ବହୁତ କିଛି ଅଛି ଗୁରୁଜୀ, ବହୁତ କିଛି ମାନେ ଅଛି। ଏସବୁ ବହୁତ ଜିନିଷ କିଛି ପ୍ରଚାର ହେଲେ ଭାବି ନିଅନ୍ତୁ ସମାଜ କେତେ ବହୁତ ସୁମାର୍ଜିତ ଆଗକୁ ହେଇକିରି ଯିବ ବହୁତ ଆଗକୁ ସୁଶୃଙ୍ଖଳିତ ଯିବ ହେଇକି ରହିବ।
ଆଉ ତାପରେ ଗୁରୁଜୀ ଆମେ ଯେତେବେଳେ ଘରେ ବି ଛୁଆ ମାନେ ଯୋଉ ରୁହନ୍ତି ଆମେ ସେ ଛୁଆ ମାନଙ୍କୁ ଯଦି ଏଇ ଜ୍ଞାନ ଯଦି ଦେଇଦବା ନା ଏ ଏଇ ଜ୍ଞାନ ପିଢି ଦରକାର, ଏ ଏଇ ଜ୍ଞାନର ନିହାତି ଆବଶ୍ୟକ ଅଛି। ବହୁତ ବହୁତ ମାନେ ଏଇ ସମାଜ କେତେ ନା ଇମ୍ପ୍ରୁଭ ହବ, କେତେ ନା ଆଗକୁ ଯିବ, ଆଜ୍ଞା ଆଜ୍ଞା। ବହୁତ କିଛି ପରିବର୍ତ୍ତନ ଗୁରୁଜୀ ବହୁତ ହେଇଯିବ, ବହୁତ ଆଗକୁ ଯିବ, ବହୁତ ବହୁତ ଆଗକୁ ହେଇଯିବ, ଯିବ। ସର୍ବାଙ୍ଗୀ ବିକାଶ ହବ, ଏଥିରେ ସମସ୍ତଙ୍କର ବହୁତ ବିକାଶ ହବ। ବହୁତ ସମସ୍ତଙ୍କର। ବହୁତ ବହୁତ ଭାବି ଭଲ ହବ। ନିଅନ୍ତୁ, ଭାବି ନିଅନ୍ତୁ ଜଣେ ବ୍ୟକ୍ତି ଅଛନ୍ତି, ସେ ବ୍ୟକ୍ତି ନିଜେ କିଛି ବିଜନେସ୍ କରୁଛନ୍ତି। ଗୋଟେ ଆଜ୍ଞା। ଉଦାହରଣ ଆମେ ବୁଝିବା, ନିଜେ ଗୋଟେ ଦୋକାନ କଲେ, ନିଜ କରିଥିବା ଦୋକାନଟା ଯଦି ବଢ଼ିଆ ଭଲ ଚାଲିଲା, ସେ 4 ଜଣଙ୍କ ସାହାରା ନେଇକି ଆଉ ଗୋଟେ ଦୋକାନ କଲେ, ଭାବି ହଁ ନିଅନ୍ତୁ ଆହୁରି ଭଲ ଚାଲିଲା, ଆଉ 10ଟା ଦୋକାନ କଲେ। ଆଚ୍ଛା, ଏଠି ଆମେ ଗୋଟେ କଥା ବୁଝିବା ଦରକାର, ଶରୀର ସ୍ତରରେ ଜଣେ ବ୍ୟକ୍ତିଙ୍କର କିଛି କ୍ଷମତା ଅଛି। କ୍ଷମତା ବାହାରକୁ ସେ ନିଜେ କରିପାରିବେନି, ଅନ୍ୟଙ୍କର ସାହାରା ଦରକାର, ସାହାଯ୍ୟ ସାହାରା ଦରକାର। ଦରକାର, ହଁ ନିହାତି। ଆଉ ଦ୍ୱିତୀୟ କଥା, ସେ ବ୍ୟକ୍ତିର ଆବଶ୍ୟକତାର ବି କିଛି କ୍ଷମତା ଅଛି। ଆବଶ୍ୟକତାର କ'ଣ? ଖାଇବା ପିଇବା। ମୁଁ ଭାବି ନିଅନ୍ତୁ ମୁଁ 2ଟା ଆମ୍ବ ଖାଇପାରିବି, ହୁଁ ମୁଁ ହୁଁ ଯଦି ଝୁଡ଼ିଏ ଆମ୍ବକୁ ଆବୁରିକି ଧରିବି, ବାକି ଆମ୍ବକୁ ସଡ଼େଇକିରି ଫୋପାଡ଼ିବି, ନିହାତି। କାହିଁକିନା ପ୍ରକୃତିର ଗୋଟେ ନିୟମ ଅଛି, କିଛି ଦିନ ପରେ ନିୟମ ସେ ଅଛି। ସଡ଼ିଯିବ। ହୁଁ 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 ଠିକ୍ ସେମିତି ଯଦି ସମସ୍ତେ ମିଳିମିଶିକିରି ଭାତୃଭାବରେ ଏ ସଂସାରରେ ଆମେ ଚଳିବା, ଭାବି ନିଅନ୍ତୁ ସମସ୍ତଙ୍କର ଆବଶ୍ୟକତା ପୂର୍ତ୍ତି ହେବ, ସମସ୍ତେ ଖୁସିରେ ରହିବେ। ଭାବି ନିଅନ୍ତୁ ମୁଁ ଖୁସିରେ ଅଛି, ମୋ ପାଖରେ ଜିନିଷ ଅଛି, ସବୁ ବସ୍ତୁ ପଦାର୍ଥ, ଆବଶ୍ୟକ ବସ୍ତୁ ପଦାର୍ଥ, ଖାଦ୍ୟ ପେୟ, ବସ୍ତ୍ର ସବୁ ମୋ ପାଖରେ ପରିପୂର୍ଣ୍ଣ ଅଛି। ହୁଁ ହୁଁ। ମୋ ଅଡ଼ୋଶ ପଡ଼ୋଶୀରେ ଯଦି ଝଗଡ଼ା ଚାଲିଛି, ମୋତେ ଶାନ୍ତି ଲାଗିବ କି? କିଛି ନୁହଁ, କିଛି ମୋ ଶାନ୍ତି ହିଁ ଘର, ଲାଗିବନି। ମୋ ପଡ଼ିଶା ଘରେ ସେ ବିଚାରା ଖାଇବାକୁ ନାହିଁ, ସେ ହଜବେଣ୍ଡ ୱାଇଫ୍ 2 ଜଣ ପାଟିତୁଣ୍ଡ କରୁଛନ୍ତି, ଝଗଡ଼ା ଝାଣ୍ଟି କରୁଛନ୍ତି। ଏଇଟା ତ ଅଲଗା କଥା, ବହୁତ ଲୋକ ଅଛନ୍ତି ତାକୁ ବି ଡ୍ରାମାଟିକାଲି ଦେଖନ୍ତି, ଖୁସି ହୁଅନ୍ତି। ସେଇଟା ସେଇଟା ମୁଁ ଗୁରୁଜୀ ଦେଖିଛି, ଆମ ମାନେ ଆମ ସେମାନେ ମାଇଣ୍ଡ ଯଦି ସେଟକୁ ଲାଇଫ ଆମେ ଧରିବାନି, ଆମ ମାଇଣ୍ଡ ସେଟକୁ ନୁହଁ, ଯୋଉଟାକୁ ମାନବିକତା ଆମେ କହୁଛେ। ହଁ ହଁ ହୁଁ ଆମେ ଯୋଉ ମାନବିକତା ଦୃଷ୍ଟିରେ ଯଦି ଦେଖିବା, ମୁଁ ଖାଇଛି ଆଉ ଜଣେ ବିଚାରା ଭୋକିଲା ମୋ ଆଗରେ ଠିଆ ହେଇଛନ୍ତି, ନିହାତି ମୋ ମନ ମୋତେ କାଇଲି କରିବା ଦରକାର, ମୋ ମନ ମୋତେ ଟିକେ ବାଧା ଦେବା ଦରକାର। ଓହୋ, ସେ ବିଚାରା ଲୋକଟା ଖାଇନାହାନ୍ତି, ସେ ବଇଛନ୍ତି। ଆମେ ଏମିତି ବି ବହୁତ ସାହାଯ୍ୟ କରୁଥାନ୍ତି, ବହୁତ ହଁ ଶରୀର ହଁ ବହୁତ ହଁ ଭଲ ଲୋକ ବି ଅଛନ୍ତି ସଂସାରରେ, ସେମାନେ ନିଷ୍କାମ ଭାବରେ ସେବା ଯତ୍ନ କରୁଛନ୍ତି। ତ ଏ ଜ୍ଞାନ ଯେତେବେଳେ ସମସ୍ତେ ବୁଝିପାରିବେ, ଧୀରେ ଧୀରେ କ'ଣ ହବ, ସଂସାର ସମସ୍ତଙ୍କ ଆବଶ୍ୟକତା ବି ପୂର୍ତ୍ତି ହେଇପାରିବ, ସମସ୍ତଙ୍କର ସର୍ବାଙ୍ଗୀ ବିକାଶ ହେଇପାରିବ। ବହୁତ କିଛି ପରିବର୍ତ୍ତନ ହେଇଯିବ, ବୁଝିପାରୁଛନ୍ତି? ଏ ଯୋଉ ବହୁତ କିଛି ଅସୁବିଧା ପରିବର୍ତ୍ତନ। ଅଭାବ ଦୂରୀଭୂତ ହେଇଯିବ। ଆମେ କ'ଣ କରୁଛେ ନା, ଜିନିଷ ବସ୍ତୁ ପଦାର୍ଥକୁ, ଭୌତିକ ଯୋଉ ସଂସାରକୁ ଇନ୍ଦ୍ରିୟ ସୁଖ ପାଇଁ ବିନିଯୋଗ କରୁଛେ, ସେଇଆ ସ୍ୱାର୍ଥ ସେମିତି ହିଁ ପାଇଁ ହୁଏ, ବିନିଯୋଗ ହଁ କରୁଛେ। ବହୁତ ପ୍ରକୃତି, ସ୍ୱାର୍ଥ ଦେଖନ୍ତୁ ହେଇଯାଉଛନ୍ତି। ଗୋଟେ କଥା, ଏ ପ୍ରକୃତି ଏତେ ସୁନ୍ଦର ଭାବରେ ସଂରଚନା ହେଇଛି, ଏଠି ଆମକୁ କିଛି କରିବାର ଆବଶ୍ୟକ ନାହିଁ, କିଛି ବି କରିବାର ଆବଶ୍ୟକ ନାହିଁ। ଗଛଟେ ଆପେ ଆପେ ତା ମନକୁ ବଡ଼ ହେଉଛି, ଫଳ ଦଉଛି, ଫୁଲ ଦଉଛି। ଆମକୁ ହୁଁ ପାଣି, ନଈରୁ ପାଣି, ବିଭିନ୍ନ ପ୍ରକାର ପାଣି, ଏଠି ପରିପୂର୍ଣ୍ଣ ପାଣି ଅଛି। ଏଠି ଗଛ ତଳେ ବସିଗଲେ ଛାଇ ଅଛି। ମାନେ ଖାଦ୍ୟ ପେୟ ବସ୍ତ୍ର ଯାହା ବି ଜଣେ ଶରୀର ବଞ୍ଚିବା ପାଇଁ ଆବଶ୍ୟକ ଅଛି, ପ୍ରକୃତିରେ ପ୍ରାକୃତିକ ଭାବରେ ସବୁ ସବୁ ସଂଗ୍ରହିତ ହେଇକରି କିଛି ଅଛି। ହଁ କିନ୍ତୁ ମଣିଷ ସବୁ କିଛି ଅବିଦ୍ୟାରେ, ଅହଙ୍କାରରେ, ମୁଁ ଗୋଟେ କ'ଣ ଗୋଟେ କରିକି ଦେଖେଇବି, ମୁଁ ଗୋଟେ ବଡ଼ ଘର କରିକି ଦେଖେଇବି, ମୁଁ ଗୋଟେ ବଡ଼ ଇନଷ୍ଟିଟ୍ୟୁଟ୍ କରିକି ଦେଖେଇବି, ମୁଁ ଗୋଟେ ଏଇଟା କରିକି ଦେଖେଇବି, ସେଇଟା ଗୋଟେ କରିକି ଦେଖେଇବି, ମାନେ ଅବିଦ୍ୟାରେ କିଛି ଏଇ କରିକି ଦେଖିବା, ମାନେ ଇଏ ଲାଳସାରେ ସେ ଅଜାଣତରେ ପ୍ରକୃତିର ହନନ କରୁଛି, ପ୍ରକୃତିର ପତନ କରୁଛି। ସେ ମୁଁ ହେଇକି ବହୁତ କିଛି ଖରାପ ଜିନିଷ କରେଇ ଦଉଛି, ବାସ୍ ବାସ୍ ବାସ୍, ଖରାପ ଜିନିଷ କରେଇ ନଉଛି, ଅପ୍ରାକୃତିକ କାମ କରୁଛେ। କରୁଛି, ଯୋଉଟା କି ଚିରସ୍ଥାୟୀ ନୁହଁ, ଆଜି ନହେଲେ କାଲି ନଷ୍ଟ ହିଁ ହବ। ନଷ୍ଟ ହବ, ଯାହା ପରିଣାମ ବି ଆମ ଉପରେ କୁପରିଣାମ ପଡ଼ିବ। ବହୁତ ପଡୁଛି, ମାନେ ପ୍ରଭାବ ଭାବି ତ ନିଅନ୍ତୁ, ପଡୁଛି। ଚାରିପାଖ ଯାକ ଗଛ ବୃଛରେ ପରିପୂର୍ଣ୍ଣ ଅଛି, ବଢ଼ିଆ ସେ ପବନ ଆସୁଛି। ଆମର ଫ୍ୟାନ୍ର କ'ଣ ଆବଶ୍ୟକ ଅଛି? ଏସିର କ'ଣ ଆବଶ୍ୟକ ଅଛି କହୁନାହାନ୍ତି? କିଛି ନିହାତି ଆବଶ୍ୟକ ନିହାତି। ନାହିଁ। ଆମେ ଏକରେ ତ ଗଛ ବୃଛକୁ ହାଣି କାଟିକିରି ତାକୁ ଆମେ ଜଙ୍ଗଲ ପଦା କରିଦଉଛେ, ଚାରିପାଖ ଯାକ ଆମେ ସିମେଣ୍ଟ ଫିମେଣ୍ଟରେ ଘର ପିଲର କରିକିରି ପୁରା ଆମେ ଫ୍ୟାକ୍ଟ୍ରି, ଗାଡ଼ି, ଧୂଆଁ ଆକୁ ସବୁ ଆମେ ପ୍ରକୃତିକୁ ଆମେ ପ୍ରଦୂଷଣ କରିଦଉଛେ। ପ୍ରଦୂଷଣ କରିକି ଆମେ ଫେର ଗୋଟେ ଆବିଷ୍କାର କରିଦଉଛେ, ଗୋଟେ ଯନ୍ତ୍ରପାତି, ସେ ଏସି, ଗୋଟେ ଆମେ ଫ୍ୟାନ୍, ବିଭିନ୍ନ ପ୍ରକାର ଆବଶ୍ୟକ। ମାନେ ଏ ପ୍ରଦୂଷଣ କରିବାର ଆବଶ୍ୟକ କ'ଣ ଅଛି? ଏ ପ୍ରଦୂଷଣକୁ ଫେରେ ମୁକ୍ତ କରିବା ପାଇଁ ଗୋଟେ ବସ୍ତୁର ସାହାରା ନେବାର କ'ଣ ଆବଶ୍ୟକ ଅଛି କୁହନ୍ତୁ? ସେଇ ପାଣିକୁ ଯଦି ଆମେ କିଛି ଅସନା କରିବାନି, ତାହେଲେ ଫିଲ୍ଟରର ଆବଶ୍ୟକ ଅଛି କି? କିଛି ନୁହଁ। ଏ ଯେଉଁ ପଶୁ ପକ୍ଷୀମାନେ ଅଛନ୍ତି, ସେ ଆକ୍ୱାଗାର୍ଡ଼ ପାଣି ପିଉଛନ୍ତି?
କୁହନ୍ତୁ। ନାଇଁ ହଁ? ଯାହା ପ୍ରାକୃତିକ ଆଚ୍ଛା, ଯାହା ରୋଗ ଯାହା ରୋଗ ଅଧିକ କାହାକୁ ହଉଛି? ମଣିଷକୁ ହଉଛି ନା ପଶୁ ପକ୍ଷୀ ମାନଙ୍କୁ ହଉଛି? ମଣିଷକୁ ହିଁ ହଉଛି। ଆମେ ଯେତିକି ସଉକ ହଉଛନ୍ତି ସେତିକି ଆମେ କଷ୍ଟ ପାଉଛନ୍ତି। ମଣିଷ ଅହଙ୍କାରରେ ଆଡୁ ସାଡୁ କାମ କରୁଛି, ଆଉ ସିଏ ଅଜାଣତରେ ମାୟା ଜାଲରେ ବାନ୍ଧିଛନ୍ତି ଏଇକା ଯାଉଛି। ଆମେ ଯେତିକି ଆଗକୁ କହୁନାହାନ୍ତି ଡେଭଲପ କରିବା, ଏଇଟା ନା, କରିବା ସେଇଟା ପଛେଇ କରିବା, ଯାଉଛି, ପଛେଇ ଅଜାଣତରେ ଯାଉଛନ୍ତି ପଛେଇ ଆଉ ଯାଉଛି। ବହୁତ କିଛି ମାୟା ଜାଲରେ ପଡୁଛନ୍ତି। ବହୁତ କିଛି ମାୟା ବହୁତ ଜାଲରେ କିଛି। ପଡୁଛି। ଗୁରୁଜୀ ହଁ, ଏଇଟା ଗୋଟେ କ୍ୱେଶ୍ଚନ ଥିଲା, ଆମେ ଏଇ ଯୋଉ ଏଇ ନବରାତ୍ର କରିବୁ, ଆଜ୍ଞା। ନବରାତ୍ରରେ ତ ଯେମିତି ଯାହା ପୂଜାବିଧି ଯେମିତି କରନ୍ତି ସେଇଟା ତ ହେବ, କିନ୍ତୁ ଆମେ ତାକୁ ଏଇ 9 ଦିନ 10 ଦିନ ଯାକ ସେଇଟା କେମିତି ପୁରା ଆମେ ଆପଣ ହୁଁ ଯେମିତି ହୁଁ ହୁଁ କହିଲେ ଦେଖନ୍ତୁ ନିରାକାର ଦେଖନ୍ତୁ ଅବସ୍ଥାରେ। ଦେଖନ୍ତୁ, ଗୋଟେ କଥା ହେଲା, ଆମେ କଣ କରୁଛେ? ଆମେ ଇନଷ୍ଟଲମେଣ୍ଟରେ ଭକ୍ତି କରୁଛେ। ହଁ ହଁ ଠିକ ଠିକ ପୁରା କହିଲେ। ମୁଁ ଏବେ କଥା ବୁଝିପାରିଲେ? ଧରି ପାରୁଛି ବୁଝିପାରିଲେ? ପୁରା। ହଁ ଠିକ ଇନଷ୍ଟଲମେଣ୍ଟରେ କଥା। ଇନଷ୍ଟଲମେଣ୍ଟରେ ହଁ ଭକ୍ତି କଣ? ହୁଁ ସୋମବାର ଆଇଁଷ ଖାଇବିନି, ହୁଁ ବୁଧବାର ଆଇଁଷ ଖାଇବି। ଆଚ୍ଛା, ଖାଇବି। ବୁଧବାର ଆମିଷ ଖାଇଲେ ସେ ପଶୁଟାକୁ ଯୋଉ ମାରୁଛେ ଆମେ, ତାକୁ ବାଧା ହବନି? ନିହାତି। ଆମିଷ ଖାଇବିନି ତ ଖାଇବିନି। ହଁ ମୁଁ ହୁଁ ଜାଣିଛି ଆମିଷଟା ଖାଇଲେ ଗୋଟେ, ମୋ ଜିଭ ସ୍ୱାଦ ପାଇଁ ମୁଁ ଜଣଙ୍କର ଜୀବନ ନେବି, ଭାବନ୍ତୁ କେତେ ନିହାତି ବଡ଼ ସତ ପାପ କାମ କଥା। ଏଇଟା। ବହୁତ ମତେ ବଡ ପାପ କାମ ମଣିଷ ରୂପକ ମତେ କଟୁ ବଚନ କହିଲେ ମୁଁ ପୁରା ମାଙ୍କଡ ଭଳିଆ ଡେଉଁଛି। ମୁଁ ହାଣିଦେବି, କାଟିଦେବି, ମାରିଦେବି, ବମ୍ ପକେଇବି, ମାନେ ଗୋଟେ ବହୁତ କିଛି କଥା ହଁ। କଥା ପଦେ କହିଲେ ଆମେ ବମ୍ ଧରିକି ଦୌଡୁଛେ। ଆଉ ସିଏ ଗୋଟେ ବିଚାର ପଶୁ, ଯିଏକି ଆମ ନିଜକୁ ନିଜର ମାନିଛି, ଆମ ସାହାରାରେ ସେ ବଞ୍ଚୁଛି। ଏମିତି ତ ଆମ ସାହାରାରେ ବଞ୍ଚୁନି, ତା ନିଜ ସ୍ୱାଧୀନରେ ସେ ବଞ୍ଚି ପାରିବ। ତାକୁ ଆମେ ହୁଁ ହୁଁ ବାନ୍ଧିଛେ, ତାକୁ ଆଣିକିରି ତା ବେକରେ ଦଉଡ଼ି ଗୁଡ଼େଇଛେ, ତାକୁ ବିଚାର ଆମେ ଅଶାନ୍ତିଗ୍ରସ୍ତ କରୁଛେ। ତ ତ ଯଦି ଆମେ ଆମିଷ ଖରାପ ଜାଣିଲେ, ଆମେ ଆମିଷ ସମ୍ପୂର୍ଣ୍ଣ ତ୍ୟାଗ କରିଦବା। ଆମେ ସୋମବାର ଖାଇବାନି, କିମ୍ବା ସଂକ୍ରାନ୍ତିରେ ଖାଇବାନି, ପଞ୍ଚୁକ 5 ଦିନ ଆମେ ଖାଇବାନି। ପାଞ୍ଚ ରବିବାର ଦିନ ଛୁଟି ଅଛି, ନାଇଁ ରବିବାର ଦିନ ଶୁଣନ୍ତୁ, ଛୁଟିରେ ଏ ଖାଇବା। ପଞ୍ଚୁକ ଲାଷ୍ଟ ଦିନ ବି, ପଞ୍ଚୁକ ହଁ ଲାଷ୍ଟ ଦିନ ବି ମନ୍ଦିରରେ ଠିଆ ହେଇଥାନ୍ତି, ଲୋକ ହୁଁ। ଭାବୁଥାନ୍ତି କାଲି ଛାଡ଼ ଖାଇହବ। ମାନେ ଗୁରୁଜୀ ଆଉ ଭକ୍ତି ଗୋଟେ ଭକ୍ତି ଆଉ ଥାଏ ଗୋଟେ କାଲିର, ହୁଁ ଭକ୍ତି ହୁଁ ଥାଏ କାଲିର ଚିକେନ ଉପରେ, କାଲିର ମଟନ ଉପରେ। ଠିଆ ହେଇଛନ୍ତି ଶିବ ମନ୍ଦିରରେ, ଦୀପ ହଁ ଜଳୁଛି, କିନ୍ତୁ ଚନ୍ନ ଭାବୁଛନ୍ତି ଲଗେଇଛନ୍ତି, କିନ୍ତୁ ଭାବେ ନା ଭକ୍ତି ଶିବଙ୍କ ଉପରେ ନାହିଁ, ମଟନ ଉପରେ, ଚିକେନ ଉପରେ, ମଟନ ଉପରେ ଚୁଙ୍ଗୁଡି ଉପରେ ଅଛି। ଧରି ପାରୁଛନ୍ତି? ଇଏ କି ଭକ୍ତି? ଇଏ ଟେମ୍ପରାରୀ ଭକ୍ତି, କି ଭକ୍ତି କହୁନାହାନ୍ତି? ସେଟା ଆଚ୍ଛା, ବହୁତ ଆମ ପାଇଁ ବହୁତ ଖରାପ କରଉଛି। ଆପଣ ଶୁଣନ୍ତୁ, ଆପଣ ସଞ୍ଜବତୀ ନ ଜଳେଇଲେ ଚଳିବ, ଧୂପ ଦେଇକିରି ଠାକୁରଙ୍କ ଉପରେ ଦୟା ନ କଲେ ବି ଚଳିବ, ହୁଁ ଫୁଲ ହୁଁ ଚନ୍ଦନ ପ୍ରସାଦ ତାଙ୍କୁ ଦେଇକିରି, ଦକ୍ଷିଣା ସେ ଦାତାଙ୍କୁ ଦାନ ରୂପରେ ଦେଇକିରି ଭିକାରୀ ନ କଲେ ବି ଚଳିବ। କିନ୍ତୁ ଆପଣ ଯଦି ଏସବୁ ଜିନିଷକୁ ଆଚରଣ କରୁଛନ୍ତି ନା, ମାନେ ଅହିଂସାକୁ ଆଚରଣ କରିବେ, ହୁଁ 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 ସତ୍ୟକୁ ଆଚରଣ କରିବେ, ସତ୍ୟ କଥା। ଅସ୍ତେୟକୁ ଆଚରଣ କରିବେ, ଅପରିଗ୍ରହକୁ ଆଚରଣ କରିବେ, ବ୍ରହ୍ମଚର୍ଯ୍ୟକୁ ଆଚରଣ କରିବେ। ଇଏ ହେଲା ସାଧନାର ବିଧି। ଆଉ ଇନଷ୍ଟଲମେଣ୍ଟରେ କାହିଁ କରିବା? ନବରାତ୍ରି 9 ଦିନ କାହିଁକି କରିବା? ଠିକ ତାପରେ କାହିଁକି ଠିକ ଆମେ ଠିକ କରିବା? ତ ଛାଡ଼ିଦେବା କାହିଁକି? ଠିକ। ଯଦି ଯେଉଁ ଜିନିଷ ହଉ ଭଲ, ଆମେ ଯଦି ଭକ୍ତି କରିବା, ଭକ୍ତି ଆମେ ସଦାବେଳେ ପାଇଁ କରିବା। ଯମ, ନିୟମ, ନିହାତି ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି, ଏସବୁ ସାଧନାର ସ୍ତର, ଏସବୁ ସାଧନାର ବିଧି। ସବୁ ଋତୁରେ କରିପାରିବେ, ସବୁ ସମୟରେ କରିପାରିବେ, କେବଳ ବୁଝିଲି ନବରାତ୍ରରେ ବୁଝିଲି। କରିବାର ଆବଶ୍ୟକ ନାହିଁ। ଇନଷ୍ଟଲମେଣ୍ଟରେ ବୁଝିଲି କାହିଁ କରୁଛନ୍ତି? ତା ଦେହରେ କ'ଣ ଖର୍ଚ୍ଚ? ଆଉ ଗୋଟେ କଥା ଶୁଣନ୍ତୁ, ହୁଁ ହୁଁ ଇନଷ୍ଟଲମେଣ୍ଟରେ ଆମେ ବାହାର ଜିନିଷ ଇନଷ୍ଟଲମେଣ୍ଟରେ କାହିଁକି ବାନ୍ଧୁଥାଉ? ଆମ ପାଖରେ କ୍ଷମତା ନଥାଏ। ହଁ ଭାବି ନିଅନ୍ତୁ, ଆମେ 10 ଲକ୍ଷ ଟଙ୍କା ଲୋନ୍ ଆଣିଛେ, ଆଜ୍ଞା ଏକକାଳୀନ ଆମେ ସେ ଲୋନ୍ଟା ଦେଇପାରୁନେ, ତାକୁ ଆମେ ମାସିକିଆ ହୁଁ ଆମେ ହୁଁ ଦଉଛେ 10,000 ଟଙ୍କା, କିଛି କିଛି ଦେଇ ନେଇକି ତାକୁ ସୁଝୁଛେ। ହଁ ଇନଷ୍ଟଲମେଣ୍ଟ ତାର ହୁଁ କାରଣ, ହୁଁ ସେଠି ଆମ ପାଖରେ କ୍ୟାପାବିଲିଟି ନାହିଁ, ଆମେ ତାକୁ ଦେଇପାରୁନେ। ହଁ ହୁଁ ଏଠି କିନ୍ତୁ ସାଧନାରେ କୌଣସି ବସ୍ତୁ ପଦାର୍ଥର ଆବଶ୍ୟକ ହିଁ ନାହିଁ। ସାଧନାରେ ନା ଫୁଲର ଆବଶ୍ୟକ, ନା ଫଳର ଆବଶ୍ୟକ, ନା ଚନ୍ନ ଭେଷର ଆବଶ୍ୟକ, ନା କୌଣସି କିଛି ଆବଶ୍ୟକ ନାହିଁ। ଆଜ୍ଞା ଆଜ୍ଞା ସାଧନା ବହୁତ ବୁଝିଲି। ସରଳ, ବହୁତ ସୂକ୍ଷ୍ମ। ସତକୁ ଆଚରଣ କରିବା, ଅହିଂସାକୁ ଆଚରଣ କରିବା। ଆଚ୍ଛା, ଗୋଟେ କଥା କୁହନ୍ତୁ, ଅହିଂସା ଆଚରଣ କରିବା ପାଇଁ ପଇସା ଦରକାର? ନା କେବେ ନୁହଁ। ବରଂ ପଇସା ବଞ୍ଚିବ ଆପଣଙ୍କର। ଆମେ ନିଜକୁ ଆମେ ଯଦି ପରଖେଇଦବା ନା, ତାହେଲେ ଦୁନିଆ ହୁଁ, ଆମ ପାଇଁ ସେଇ ପ୍ରକାର ଜିନିଷ ହିଁ ହେଇଯିବ। ଏଇ ପ୍ରକାର ହିଁ ଯିବ। ତ ଅହିଂସା ପରେ ସତ୍ୟ, ସତ ହୁଁ, କଥା କହିବା ପାଇଁ କ'ଣ ଆପଣଙ୍କୁ ପଇସା ଦରକାର? କିଛି ନା ଖର୍ଚ୍ଚ ଅଛି କି ସେଠି, କୁହନ୍ତୁ? କିଛି ନୁହଁ। ହଁ, ତାପରେ କିଛି ଆପଣଙ୍କ ନୁହଁ। ଯୋଉ ଅସ୍ତେୟ, ଅସ୍ତେୟ ମାନେ ଚୋରି ନ କରିବା, ସ୍ତେୟ ହୁଁ ମାନେ ଚୋରି କରିବା, ଅସ୍ତେୟ ମାନେ
କୌଣସି ଅନ୍ୟ ଶରୀରର ବସ୍ତୁ ପଦାର୍ଥକୁ ଆମେ ଚୋରି କରିବାନି। ଅସ୍ତ୍ରରେ କ'ଣ ପଇସା ଦରକାର? ଖର୍ଚ୍ଚ ଅଛି। ନା ତ କେବେ ନୁହଁ। ସାଧନା ହେଲା ମୂଳ କଥା, ମନକୁ ସ୍ୱଚ୍ଛ କରିବା, ଇନ୍ଦ୍ରିୟଙ୍କୁ ସଂଯମିତ ରଖିବା, ଆମେ ଶୁଦ୍ଧପୂତ ଭାବରେ ମାନେ ନିର୍ମଳ ହବା। ଆଜ୍ଞା ଫଳ ଦରକାର ନାହିଁ। ଆମେ ଯେଉଁ କିଲେ କିଲେ ଫଳ ନେଇକରି ଠାକୁରଙ୍କୁ ଦଉଛେ, ଠାକୁର ଖାଉଛନ୍ତି? ନା ଆମେ ଖାଉଛେ କାଟିକିରି, ନିଜେ ଫଳ ଖାଇବା ଉଦ୍ଦେଶ୍ୟରେ ଭୋଗକୁ ଚକଟୁଛେ, ଭୋଗ ପଣା କରୁଛେ, ନିଜେ ଖାଇକି ଆଉଛେ ବାରି। ନିଜେ ଖାଉଛନ୍ତି ସତ କଥା। କରୁଛନ୍ତି, ଦୀପ ଦୀପ ଜାଳୁଛନ୍ତି, ଦିନ ଦିନ ଯୋଉ କହୁନାହାନ୍ତି ଗୁରୁଜୀ ଆମର ଗଞ୍ଜାମ ଇନଷ୍ଟଲମେଣ୍ଟ। ଡିଷ୍ଟ୍ରିକ୍ଟ, ହଁ ଆଜ୍ଞା। ଇନଷ୍ଟଲମେଣ୍ଟ, ଆମର ଗଞ୍ଜାମ ଡିଷ୍ଟ୍ରିକ୍ଟ ଗୋଟେ ଶୁଣିଥିବେ ଆମର ଦଣ୍ଡ ଯାତ୍ରା ଆଚ୍ଛା, ଗୋଟେ ହୁଏ। ଆପଣ ଗଞ୍ଜାମ ଡିଷ୍ଟ୍ରିକ୍ଟରୁ କହୁଛନ୍ତି ନା? ଆଚ୍ଛା ଆଚ୍ଛା। ହଁ ନାଇଁ ଗୁରୁଜୀ, ଯେହେତୁ ମୁଁ ଗଞ୍ଜାମର ଝିଅ କିନ୍ତୁ କୋରାପୁଟର ବୋହୂ ହେଇସାରିଛି। ଆଚ୍ଛା, ଏବେ କୋରାପୁଟରେ ଆପଣ କଥା ହଁ ହଉଛନ୍ତି, ହଁ ରାଇଟ୍। କୋରାପୁଟରେ। ତ ହୁଁ ଗୁରୁଜୀ ଗଞ୍ଜାମରେ ଯୋଉ ଆମର ଦଣ୍ଡ ନାଚ ହୁଏ ବହୁତ ସିଦ୍ଧତାର ସହିତ କରନ୍ତି, କିନ୍ତୁ ଯୋଉ 13 ଦିନ ଯାକ ଦଣ୍ଡ ହୁଏ, 13 ଦିନରେ ଯୋଉ ତାଙ୍କର ପୂଜା ବିଧି ହୁଏ, ଆଜ୍ଞା ତାଙ୍କ ଭିତରେ ମୁଁ ଶୁଣିଛି କଥାଟା, ଆଜ୍ଞା। ଆମର ରାତି ପାଇଲେ ସେଇ ମଟନ ହବ, ସେଇଠୁ ଆସିବ, ଏଇଠୁ ଆରେ ଆସିବ, ଏଇଠୁ ବାପରେ ଆସିବ, ସେ ବାପ। 13 ଦିନ ଯାକ। ମୁଁ ଓହୋ ସତରେ ଭାବିବି 13 ଦିନ ଯାକ ବୋଧେ ତାଙ୍କର ପୁରା ଗଲା, ଆଉ କିଛି ନୁହଁ। ସେଇଆ ଆଉ ଖାଦ୍ୟ। ଆଜିର ପୂଜା ବିଧି ବି ଇନ୍ଦ୍ରିୟ ସୁଖ ପାଇଁ ହିଁ ହଉଛି। ଗଣେଶ ପୂଜା ଗଲା, ସେଠି ମେଲୋଡି ହଉଛି, ସେ ଡିଜେ ବଜେଇକି ନାଚୁଛନ୍ତି, ଷ୍ଟେଜ ପ୍ରୋଗ୍ରାମ କରିକିରି ସେଠି କାଣ୍ଟା ଲାଗା ଡ୍ୟାନ୍ସ ଚାଲିଛି। ବହୁତ କିଛି ହୁଏ, ବହୁତ ବୁଝିପାରୁଛନ୍ତି? କିଛି ହୁଏ। ହଁ ଆଉ ଇଏ ସାଧନା ନୁହଁ, ଇଏ ସବୁ ଇନ୍ଦ୍ରିୟ ସୁଖ ପାଇଁ ଆମେ କରୁଥିବା ଯୋଜନା। ତେଣୁକରି ନବରାତ୍ରିରେ କେବଳ ନୁହଁ, ସଦାବେଳେ ପାଇଁ ଆକୁ ସବୁ ପାଳନ କରନ୍ତୁ। ସେ ଭିଡ଼ିଓ ଅଛି, ଦେଖନ୍ତୁ, ତା ଦେହରେ ପ୍ରାକ୍ଟିକାଲ ସାଧନା ଗୋଟେ ପ୍ଲେ ଲିଷ୍ଟ ଅଛି। ସେ ପ୍ଲେ ଲିଷ୍ଟ ଭିତରେ ବହୁତ ଠିକ ସାରା ଅଛି। ଭିଡ଼ିଓ ଅଛି, ତାକୁ ସବୁ ଦେଖିବେ। ସାଧନ ଚତୁଷ୍ଟୟର ଭିଡ଼ିଓ ଅଛି, ତାକୁ ସବୁ ଦେଖନ୍ତୁ। ପ୍ରତି ମୁହୂର୍ତ୍ତରେ ସାଧନା କରିପାରିବେ। ସାଧନାର ନିହାତି। ଉଦ୍ଦେଶ୍ୟ ହେଲା ଇନ୍ଦ୍ରିୟକୁ, ମନକୁ ନିୟନ୍ତ୍ରିତ କରିକିରି ନିଜର ଯେଉଁ ନିରାକାର ସତ୍ତା ଅଛି, ତାକୁ, ସେ ଯେଉଁ ଆତ୍ମାକୁ କୁହାଯାଇଛି ନିତ୍ୟ ପଦାର୍ଥ। ବୁଝିପାରୁଛନ୍ତି? ହଁ ହଁ ହଁ। ନିତ୍ୟ ପଦାର୍ଥ, ଯିଏକି ଥିଲେ, ଯିଏକି ଅଛନ୍ତି, ଯିଏକି ରହିବେ, କହିବେ। ଯିଏ ଆଧାର। ସବୁ କିଛି ଅନିତ୍ୟ, ହୁଁ ସଂସାର ହୁଁ। ଅନିତ୍ୟ, ଶରୀର ଅନିତ୍ୟ, ପଦ ପଦବୀ, ଧନ ସମ୍ପତ୍ତି, ନେମ୍ସ ଆଣ୍ଡ ଫ୍ରେମ୍ସ ଯାହା ବି ଅଛି, ସବୁ କିଛି ଅନିତ୍ୟ। ଆଜି ଅଛି, କାଲି ସକାଳେ କାଲିକୁ କାହାର ଉଡିଯିବ। କ'ଣ ହବ ଠିକ୍ ନାହିଁ। ହଁ ମନ୍ତ୍ରୀ ଭୁଲ କଲେ ତାଙ୍କୁ ମନ୍ତ୍ରୀ ପଦରୁ ଓହ୍ଲେଇ ଦିଅ। ସାଙ୍ଗେ ସାଙ୍ଗେ ଗୋଟେ ତାଙ୍କୁ, ସେକେଣ୍ଡ ବି ଲାଗୁନି। ବୁଝିପାରୁଛନ୍ତି? ମନ୍ତ୍ରୀ ହଁ ଜେଲକୁ ହୁଁ ପଳାଉଛନ୍ତି। ଅରବିନ୍ଦ ହୁଁ କେଜରିୱାଲ ମଝିରେ ଯାଇଥିଲେ, ଜେଲକୁ ଯାଇଥିଲେ। ହୁଁ ହୁଁ ହୁଁ। ମନ୍ତ୍ରୀ ଜେଲକୁ ପଳାଉଛନ୍ତି। ବଡ଼ ବଡ଼ ରାଜା ଯୁଦ୍ଧରେ ଦେହାନ୍ତ ହେଇଯାଉଛନ୍ତି। ବୁଝିପାରୁଛନ୍ତି? ଇଏ ହୁଁ ସବୁ ଶରୀର ସଂସାର ମିଟିଲା ପରେ ବି ଯେଉଁ ଆତ୍ମା ତତ୍ଵ ଅଛି, ଯେଉଁ ନିଜର ସତ୍ ସତ୍ତା ଅଛି, ଯିଏ ଆଧାର, ଇଏ ସଂସାରରେ ଯାହା ବି ଦେଖୁଛନ୍ତି ସବୁର ଆଧାର ଆପଣ ନିଜେ। ଚକ୍ରବର୍ତ୍ତୀ ବି ତାଙ୍କ ଆଗରେ ଛୋଟ। ବାପରେ। ଚକ୍ରବର୍ତ୍ତୀ, ଆମେ ତ ରାଷ୍ଟ୍ରପତି ମହୋଦୟ ଆମ ଦେଶର ପ୍ରଥମ ନାଗରିକ, ହୁଁ ହୁଁ। କିନ୍ତୁ ଅନ୍ୟ ଦେଶକୁ ଗଲେ, ବୁଝିପାରୁଛନ୍ତି? କିନ୍ତୁ ହଁ ଏଠି ଯେଉଁ ବ୍ରହ୍ମ ତତ୍ଵ କଥା କୁହାଯାଉଛି, ଆମେରିକାର ରାଷ୍ଟ୍ରପତି, ଆମ ଦେଶର ରାଷ୍ଟ୍ରପତି, ପ୍ରତ୍ୟେକ ଦେଶର ପ୍ରଧାନମନ୍ତ୍ରୀ, ପ୍ରତ୍ୟେକ ଦେଶର ବଡ଼ ସାଧୁ ସନ୍ଥ ଜ୍ଞାନୀ, ମୂର୍ଖ, ଛୋଟ ପିଲା, ସମସ୍ତଙ୍କର ଆଧାର ସେ ବ୍ରହ୍ମ। ଆଉ ବ୍ରହ୍ମ। ସେ ବ୍ରହ୍ମ ଆପଣ, ସେ ବ୍ରହ୍ମ ଆପଣ, ସେ ବ୍ରହ୍ମ ମୁଁ, ସେ ବ୍ରହ୍ମ ସ୍ତରରେ ଆମେ ସମସ୍ତେ ଏକ। ସେ ହେଲା ଆଧାର। ସେ ସେ ଆଧାରରେ, ନିରାକାର ସେ ଚିରସ୍ଥାୟୀ। ଆଧାରରେ କେତେ ବଡ଼ କଥା କୁହାଉଛି। ହଁ ନିଶ୍ଚୟ। ବାହାରେ ଯଦିଓ ପୁରା ବିଶ୍ୱକୁ ବି କିଏ ଜିତିଗଲେ, ସେ ଫେର ଆଉଥରେ ଯୋଜନା କରିବେ, ନାଇଁ ମୁଁ ତ ପୃଥିବୀକୁ ଜିତିଗଲି, ମୁଁ ମଙ୍ଗଳ ଗ୍ରହ ଉପରେ ଆକ୍ରମଣ କରିବି। ଆକ୍ରମଣ ସେଠି କରିବେ। ସେଠି ଏଲିଏନ୍ସଙ୍କ ରାଜା ହେବି। ସେମିତି ଯାଆନ୍ତି କିନ୍ତୁ ବହୁତ କିଛି ସେଇଠୁ ହଁ, ବହୁତ ସାରା ରକେଟ, ହଁ ହଲିଉଡ ମୁଭିଜ ରକେଟ ଅଛି। ନେଇକି ଯାଆନ୍ତି। ହଁ ହଁ, ହଁ। ସେ ଦେଖିଥିବା ଆମେ ସବୁ। ମାନେ ଭୌତିକ ସ୍ତରରେ ଯେତେ ଯେତେ ପାଇଲେ, ଯାହା ପାଇଲେ ବି ମନ ତୃପ୍ତ ହବନି, ମନ ଶାନ୍ତ ହବନି, ମନ ମୁକ୍ତ ହବନି। ଆହୁରି କଣ ଯେପର୍ଯ୍ୟନ୍ତ ପାଇବା, ଏସବୁ, ଆହୁରି କଣ ହଁ, ପାଇବା, ଏସବୁ ମିଛ ନା, ଜିନିଷ। ଏସବୁ ମିଛ ହୁଁ ନା। ହୁଁ ହୁଁ। ସ୍ୱପ୍ନରେ ଯେତେ ଯାହା ପାଇଲେ ବି ସ୍ୱପ୍ନ ଭିତରେ ସୀମିତ ନା। ଆଉ ଜାଗ୍ରତ ଅବସ୍ଥାକୁ ବାହାରେ ଆସିଲେ ତ ସେ ସବୁ ବୃଥା। ବୃଥା। ଏଠି ଠିକ ସେମିତି ସେଇଆ। ବ୍ରହ୍ମଜ୍ଞାନକୁ ଆଚରଣ କରି ମନର ଯେଉଁ ଚତୁର୍ଥ ଅବସ୍ଥା କଥା ଆମେ ଚର୍ଚ୍ଚା ହଉଥିଲେ, ଜାଗୃତ, ସ୍ୱପ୍ନ, ସୁଷୁପ୍ତି, ଚତୁର୍ଥ ଅବସ୍ଥା ହେଲା ତୁରୀୟ ଅବସ୍ଥା। ତୁରୀୟ ଅବସ୍ଥାକୁ ଯେତେବେଳେ ଜଣେ ସାଧକ ଯାଆନ୍ତି, ବ୍ରହ୍ମ ଦର୍ଶନ କରନ୍ତି, ସେ ଦେଖନ୍ତି, ଦେଖନ୍ତି କହିବା ବି ଅନୁଚିତ ହେବ, ଅନୁଭବ କରିପାରିବା, ସବୁ ଆଜ୍ଞା। ମୋହି, ମୋ ବିନା କିଛି ବି ନାହିଁ। ବହୁତ ଲୋକ ଅଛନ୍ତି, କହନ୍ତି ଏ ଗୁପ୍ତ କଥାକୁ କାହିଁ ଚର୍ଚ୍ଚା କରୁଛ? ଆଜ୍ଞା, ଗୁପ୍ତ କଥା ହଉ, ଗୁପ୍ତକୁ ତ ଗୁପ୍ତ ରଖିବାର ମୂଳ କଥା କେହି ଜାଣିପାରୁନାହାନ୍ତି। ସାଧନା ବେପାର ଚାଲିଛି, ହଁ ଶିଖିବା କେମିତି, ଜାଣିବା ସାଧନା ବିଜନେସ୍। କେମିତି। କିଏ ଧରନ୍ତୁ ନ ଧରନ୍ତୁ, ଯାହା ଭିତରେ ସେତିକି ବିବେକ ବୈରାଗ୍ୟ ଥିବ, ସେ କଥାକୁ ବୁଝିପାରିବେ।
ଆଉ ଅନ୍ୟ ଲୋକ ହସ ଥଟ୍ଟା କରିକି ଉଡେଇ ଦେବେ। ଥଟ୍ଟା କରିକି ଉଡେଇ ଦେଲେ ବା କାହା ଉପରେ ପ୍ରଭାବ ପଡିବ? କାହାର କିଛି ହବନି। ଯିଏ ଥଟ୍ଟା କରୁଛନ୍ତି ମୁଁ ବ୍ରହ୍ମ ନୁହଁ, ସେ ବ୍ରହ୍ମଙ୍କୁ ଚିହ୍ନିବା ତ ବହୁତ ଦୂର କଥା, ବ୍ରହ୍ମଙ୍କୁ ମାନି ବି ପାରିବେନି। ଠିକ ପୁରା। ସେ ତ ଗୁରୁଜୀ ଭିତର ଆଉ ଗୋଟେ କଥା ଏଠି ପଚାରିବି। କୁହନ୍ତୁ। ମୁଁ ଗୋଟେ ଭିଡିଓ ଆପଣଙ୍କର ଦେଖିଥିଲି, ଜଗନ୍ନାଥ କିଏ? ତ ଆଜ୍ଞା। ଆମେ ଯଦି ବ୍ରହ୍ମ, ସିଏ ବି ତ କହୁଛନ୍ତି ଯାହା ବ୍ରହ୍ମ, ଯଦି ଆମେ ଯଦି ନିଜେ ବ୍ରହ୍ମ, ଆମେ ଯଦି ନିଜକୁ ଆମେ ପରଖିବା, ନିଜକୁ ଜାଣିବା, ଆମେ ନିଜକୁ ଯଦି ଆମେ ମାନିବା ଭଗବାନ, ତ ଆମେ କାହିଁକି କୌଣସି ମନ୍ଦିରକୁ କାହିଁକି ଯିବା? ହଁ, ବଢିଆ ବଢିଆ, ଭଲ ପ୍ରଶ୍ନ। ଏଇ ପ୍ରଶ୍ନ ପରେ ଆମେ ଟିକେ ସମାପ୍ତ କରିଦେବା, କାହିଁକିନା ବହୁତ ସମୟ ହେଲେ ଆଉ ହଁ ଏଇଟାକୁ ହଁ ଆମେ ଠିକ ଅପଲୋଡ ଅଛି। କରିବା। ଏଇଟା ବହୁତ ଲୋକଙ୍କ ନିହାତି ପାଇଁ ନିହାତି ବହୁତ ବଢିଆ ନିହାତି। ଚର୍ଚ୍ଚା ହେଲା ହଁ ଆଜି, ବହୁତ ସୁନ୍ଦର ଆଜ୍ଞା ଭାବରେ। ନିହାତି। ଦେଖନ୍ତୁ, ମନ୍ଦିର ହେଲା ପରାବିଦ୍ୟାର ବିଦ୍ୟାଳୟ। ଆଜ୍ଞା ବୁଝିପାରୁଛନ୍ତି? ଆଜ୍ଞା ଆପଣ ଭାବି ନିଅନ୍ତୁ, ଆପଣ ଡକ୍ଟର ହବା ପାଇଁ ଚାହୁଁଛନ୍ତି। ଆଜ୍ଞା ଡକ୍ଟର ହବା ପାଇଁ ଯଦି ଚାହୁଁଛନ୍ତି, ଆପଣଙ୍କୁ ସ୍କୁଲକୁ ଯାଇକରି ପାଠ ପଢ଼ିବାକୁ ପଡ଼ିବ, ଡକ୍ଟରୀ ବିଦ୍ୟାକୁ ପଢ଼ିବାକୁ ପଡ଼ିବ। ଆଜ୍ଞା। ଡକ୍ଟରୀ ବିଦ୍ୟାକୁ ପଢ଼ିଲା ପରେ ଯେତେବେଳେ ଡକ୍ଟର ହେଇଯିବେ, ଆଉ ଡକ୍ଟରୀ ବିଦ୍ୟାର ଆବଶ୍ୟକ ନାହିଁ। ଆବଶ୍ୟକ ନୁହଁ। ଠିକ। ହଁ ବୁଝିପାରୁଛନ୍ତି? ଆଜ୍ଞା ସେମିତି ଆପଣ ବ୍ରହ୍ମ ଏବେ ଶୁଣିଲେ ଆଜ୍ଞା। ଶରୀର ସ୍ତରରେ, ହୁଁ। କିନ୍ତୁ ମନ୍ଦିରକୁ ଯାଇକରି, ମନ୍ଦିର ହେଲା ସାଧନା କକ୍ଷ, ସେ ହଉଛି ମାଧ୍ୟମ। ମାଧ୍ୟମ ମାଧ୍ୟମ ଆଜ୍ଞା ସାଧନା କରିବା ପାଇଁ, ସତ୍ସଙ୍ଗ କରିବା ପାଇଁ, ଗୁରୁବାଣୀକୁ ଶୁଣିବା ପାଇଁ ମନ୍ଦିର ଯିବାର ଆବଶ୍ୟକ ଅଛି। ମନ୍ଦିର ଆଜ୍ଞା ଯାଇକରି ସେଠି ନଡ଼ିଆ ବାଡ଼େଇକିରି ଦକ୍ଷିଣା ପକେଇକିରି ଦିଅଁ ଦର୍ଶନ କରିକି ପଳେଇବାନି, ସେଇଟା ନୁହଁ। ସେଠି ବସିବା, ସେଠି ଯେଉଁ ଶାସ୍ତ୍ରୀ ଅଛନ୍ତି ତାଙ୍କଠାରୁ ଶାସ୍ତ୍ର ଜ୍ଞାନକୁ ଅର୍ଜନ କରିବା। ପରାବିଦ୍ୟାର ବିଦ୍ୟାଳୟ, ଯେମିତି ଆମେ ସ୍କୁଲକୁ ଯାଉଛେ ପାଠ ପଢ଼ିବା ପାଇଁ। ଭାବି ନିଅନ୍ତୁ, ଆପଣ ସ୍କୁଲକୁ ଗଲେ, ଯେଉଁ ସାର୍ ବସିଛନ୍ତି ତାଙ୍କ ଆଗରେ ଆଜ୍ଞା। 100 ଟଙ୍କା ରଖିଦେଲେ, ଗୋଟେ ନଡ଼ିଆଟେ ବାଡ଼େଇକି ଥୋଇଦେଲେ, ମୁଣ୍ଡିଆ ମାରିକି ପଳେଇଲେ, ସାର୍ କଣ କରିବେ? କିଛି ଭ୍ୟାଲ୍ୟୁ ନୁହଁ। ସାର୍ ବାଡ଼େଇବେ, କହିବେ ଦୌଡୁଛ କୁଆଡ଼େ, ଆଡ଼କୁ ଆସ, ବସ, ପାଠ ପଢ଼, କଣ କୁଆଡ଼େ ପଳଉଛ, ଇଏ କଣ ନଡ଼ିଆ ବାଡ଼େଇ ପଳଉଛ। ଆକ୍ଚୁଆଲି ଆମେ ପ୍ରାକ୍ଟିକାଲି ହଉଛି କଣ? ପ୍ରାକ୍ଟିକାଲି ହଉଛି କଣ? ଆମେ ମନ୍ଦିରକୁ ଯାଉଛେ, ଆମେ ନଡ଼ିଆ ବାଡ଼େଇକିରି ଦକ୍ଷିଣା ପକେଇ ପଳଉଛେ, ପଳେଇ ଯାହା ଆସୁଛନ୍ତି। ହଁ ଫଳରେ ଯାହା ଫଳରେ ଆମେ ସବଜେକ୍ଟର ନଲେଜ ରହୁନି, ଠିକ, ପୁରା ରାଇଟ କଥା। ବିଷୟର ଜ୍ଞାନ ରହୁନି। ମନ୍ଦିର ଯିବାର ଏଇଥିପାଇଁ ଆବଶ୍ୟକ ଅଛି, ସେଠି ଯାଇକରି ଶାସ୍ତ୍ର ଜ୍ଞାନକୁ ଅର୍ଜନ କରିବା। ଶାସ୍ତ୍ର ଜ୍ଞାନ କଣ? ଉପନିଷଦ। ଆଜ୍ଞା ଉପନିଷଦ ହେଲା ବ୍ରହ୍ମ ବିଦ୍ୟା, ଗପ କାହାଣୀ ନୁହଁ। ଗପ କାହାଣୀ ତ ଆପଣ ଟିଭିରେ ଦେଖୁଛନ୍ତି, ବାହାରେ ବି ଶୁଣିବେ। କଥା ନିହାତି। ପ୍ରଥା ଶୁଣିଲେ କିଛି ଲାଭ ନାହିଁ। ଏଇ ତ ଆମର ଗପ କାହାଣୀ ବି ଚାଲିଛି, ଯୋଉଟା କି ବି ମାୟାରେ ଚାଲିଛି। ଗପ କାହାଣୀ ହିଁ ମ୍ୟାକ୍ସିମମ୍ ଚାଲିଛି। ଚାଲିଛି, ପୁରା 90% ଚାଲିଛି। ଗପ କାହାଣୀ ହିଁ ଚାଲିଛି। ବାକି 10% ଅଛି ତତ୍ଵଜ୍ଞାନ। ଆଜ୍ଞା ତତ୍ଵ ବୁଝିଲେ ତ୍ରୁଟେ ଭ୍ରାନ୍ତି ଭବସାଗରରୁ ତରିଯାଆନ୍ତି। ତ ମନ୍ଦିରକୁ ଯାଇକରି ତତ୍ଵ ଚର୍ଚ୍ଚା ହେବା ଦରକାର। ଯାହା ତତ୍ଵ ଚର୍ଚ୍ଚା ଆଜି କଲେ, ଶ୍ରବଣ ମନନ ନିରିଧ୍ୟାସନ। ପ୍ରଥମେ ନିରିଧ୍ୟାସନ। ଶୁଣିଲେ, ତାକୁ ମନରେ ମନନ କଲେ, ମନରେ ଯେଉଁ ପ୍ରଶ୍ନ ଉଠୁଛି, ଯେମିତି ଏବେ ପଚାରୁଛନ୍ତି ସେମିତି ପଚାରିଲେ, ଆଜ୍ଞା ତାକୁ ବୁଝିଲେ, ସେ ଜିନିଷକୁ ଆଚରଣ କଲେ, ସାଧନାରେ ସିଦ୍ଧି ପ୍ରାପ୍ତ କଲେ। ତ ମନ୍ଦିର ହେଲା ପରାବିଦ୍ୟାର ବିଦ୍ୟାଳୟ। ସେଠି ଯାଇକି ଆମେ ବ୍ରହ୍ମ ଜ୍ଞାନକୁ ଚର୍ଚ୍ଚା କରିବା ପାଇଁ ଯିବାର ଆବଶ୍ୟକ ଅଛି। ବାକି ଯେଉଁ କହିଲେ ଭଗବାନ ଜଗନ୍ନାଥ, ଆଜ୍ଞା ଭଗବାନ ଜଗନ୍ନାଥ ସମ୍ପୂର୍ଣ୍ଣ ବ୍ରହ୍ମ ପରମ୍ପରା, ସମ୍ପୂର୍ଣ୍ଣ ବ୍ରହ୍ମ ପରମ୍ପରା। ତାକୁ ହচ্ছে ଏବେ କଣ ଚାଲିଛି ଛାଡ଼ନ୍ତୁ, ସେ କଥା ହେଲେ କିଛି ଲୋକଙ୍କ ମନକୁ ଟିକେ ବାଧା ହବ, ଆମେ ତା ଆଜ୍ଞା କଥା ଆଡ଼କୁ ଯିବାନି। ମୂଳ କଥା ଆମେ ବୁଝିବା, ଠାକୁରଙ୍କର ହାତ ଗୋଡ଼ କାହିଁକି ନାହିଁ? ସେ ଠାକୁର ଏ କଥାକୁ ଆମକୁ ଦର୍ଶଉଛନ୍ତି, ମୁଁ ବାବୁ ଏ ଶରୀର ନୁହଁ, ଏ ଶରୀର ଭିତରେ ଥିବା ବ୍ରହ୍ମ। ଆଜ୍ଞା ମତେ ଆଜ୍ଞା କାଳେ ବୁଝିଲି। ଦେହ ଭାବିକିରି, କିଏ ଏଇ ଶରୀରକୁ ମୁଁ ଭାବିକିରି ମତେ ପୂଜା କରିବେ, ମତେ ମୋ ଠାରୁ କିଛି ଭୌତିକ ବସ୍ତୁ ପଦାର୍ଥ ପାଇବାର ଆଶା ଅଭିଳାଷରେ ଲାଲସାରେ ଆସିବେ ବୋଲି ସେଠି ସ୍ପଷ୍ଟ ଗୋଡ଼ ହାତକୁ ସେଠି ଗଢ଼ା ହେଇନି, କିନ୍ତୁ ସେଠି ଗୋଟେ ଗପ କାହାଣୀ ଯୋଡ଼ି ଦେଇଛନ୍ତି। ହଁ ଯେ ବୁଝିପାରୁଛନ୍ତି? ଅନନ୍ତେ ଆସିଥିଲେ, ମହାରଣା ଏମିତି ସେ କରିଥିଲେ, କଥା ଆମେ ଯାହା କଥା କିଛି। ହବାନି, ଆମେ ସେ ହଁ କଥା ହଁ ହବାନି, କିଛି ଲୋକଙ୍କ ମନକୁ ବାଧିବ। ଏଠି କୁହାଯାଉଛି ମୁଁ ଦେହ ନୁହେଁ, ଦେହି। ଚକା ଆଖି ମାନେ କଣ? ଆଖି ଯେମିତି ସଂସାରକୁ ଦେଖୁଛି, ସଂସାରର ଆଧାର, ଦୃଶ୍ୟର ଆଧାର, ବ୍ରହ୍ମ ସେମିତି ଏ ଶରୀର, ସଂସାର, ମନ, ବୁଦ୍ଧିର ଆଧାର। ସିଏ ଆଜ୍ଞା ସିଏ ଦ୍ରଷ୍ଟା, ବାକି ସବୁ ଜିନିଷ ଦୃଶ୍ୟ। ଦୃଷ୍ଟି ସଠିକ ପୁରା। ହଁ ତାଙ୍କ ବୁଝିଲି। ଆଧାରରେ ପ୍ରତିବିମ୍ବିତ ହଉଛି ଏ ସଂସାର, ତାଙ୍କ ଭିତରେ ପ୍ରତିବିମ୍ବିତ ହଉଛି ପ୍ରତ୍ୟେକ ଶରୀର, ପଞ୍ଚଭୂତରେ ଗଢ଼ା ହେଇଥିବା ପ୍ରପଞ୍ଚ। ଆମେ କହୁଛେ କଳା ଠାକୁର, କଳା ଠାକୁର କାହିଁ କହୁଛେ? କଳା ଠାକୁର ମନର ଯେଉଁ ପ୍ରଜ୍ଞାନ ସ୍ଥିତି ଥାଏ, ମନର ଯେଉଁ ଧ୍ୟାନ ସ୍ଥିତିକୁ ଆମେ ପଳେଇଲେ, ଧ୍ୟାନରେ ସବୁ କଳା, କିଛି ଚିହ୍ନ ନଥାଏ, କିଛି ବର୍ଣ୍ଣ ନଥାଏ, କିଛି ଆକାର ନଥାଏ, କିଛି ଆକୃତି ନଥାଏ, ସମ୍ପୂର୍ଣ୍ଣ କଳା।
ସପନ ହଁ। ସମାଧି ଅବସ୍ଥାକୁ ଧ୍ୟାନସ୍ଥ ଯେତେବେଳେ ଆମେ ହେଇଯାଉଛେ କିଛି ଚିହ୍ନ ବର୍ଣ୍ଣ ନଥାଏ, କଳା ଠାକୁର ଆମେ କହୁଛେ। ରଥଯାତ୍ରାର ବି ବହୁତ ବଡ଼ ପରମ୍ପରା ଅଛି। ଶରୀର ରଥ, ଇନ୍ଦ୍ରିୟ ଘୋଡ଼ା, ମନ ସାରଥୀ। ଇଏ ରଥ ରୂପୀ ଏ ଶରୀରରେ ଯେଉଁ ବ୍ରହ୍ମ ବସିଛନ୍ତି ସିଏ ହେଲେ ରଥୀ, ସିଏ ହେଲେ ଜଗନ୍ନାଥ, ସିଏ ହେଲେ ଜଗତର ନାଥ, ସିଏ ହେଲେ ପ୍ରତ୍ୟେକ କଣକଣିକାରେ, ପ୍ରତ୍ୟେକ ଶରୀରରେ, ପ୍ରତି ଇନ୍ଦ୍ରିୟର ଅନୁଭବରେ, ପ୍ରତି ମନର ମନନରେ ସିଏ ବିଦ୍ୟମାନ ଅଛନ୍ତି। ସିଏ ହେଲେ ଜଗନ୍ନାଥ। ବୁଝିପାରୁଛନ୍ତି? ଆମେ ବୁଝିପାରିଲି। ଆମେ ବଡ଼ ଦେଉଳରେ ଜଣେ ଜାତି ପ୍ରଥା ତ କିଛି ନାହିଁ, ଆମେ ମାନିଛେ, ଆମେ ତାକୁ ତିଆରି କରିକି ମଣିଷ ସ୍ତରରେ ମଣିଷମାନେ କିଛି ଅଜ୍ଞାନୀ ମାନେ ନିଜ ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ ଜାତି ପ୍ରଥାକୁ ନିର୍ମାଣ କରିଛନ୍ତି। ସେଠି ଆମେ ତ କହୁଛେ ଜଣେ ବ୍ରାହ୍ମଣ ବାଉରେ 2 ଜଣ ବସିକରି ଖାଇବେ, ତାହେଲେ ବାହାରେ କାହିଁ ନିହାତି ତମେ ଆଚରଣ ହଁ କରୁନ? ହଁ। ବାହାରେ କାହିଁ ଯୋଉଠି ଆଚରଣ କରୁନ? ହଁ ମାନେ ଯୋଉଠି ଠାକୁରଙ୍କ ଖାଉଛନ୍ତି ମନ୍ଦିର ଭିତରେ ବ୍ରାହ୍ମଣ ଗୋଟେ ଆଚରଣ, ବସୁଛନ୍ତି, ଗୋଟେ ବାହାରେ ଆଚରଣ। ଗୋଟେ ଆଚରଣ ହେଇଯାଉଛି। ହଁ ଧରନ୍ତୁ ଏସବୁ କଥାକୁ, ମାନେ ଜାତି ପ୍ରଥା କିଛି ନାହିଁ, ସେଟା ଆମକୁ ସ୍ପଷ୍ଟ ସେ ପରମ୍ପରା, ବ୍ରହ୍ମ ପରମ୍ପରା, ଜଗନ୍ନାଥ ପରମ୍ପରା ଆମକୁ ବୁଝାଉଛି। କିନ୍ତୁ ଆମେ ଅଧା ଅଧୁରା ଜ୍ଞାନରେ ଆମ ନିଜ ସ୍ୱାର୍ଥ ପାଇଁ ଆମେ ଯୋଜନା କରୁଛେ, ଆମେ ସେ ସବୁ ଜିନିଷକୁ ବୁଝିପାରୁନେ। ବହୁତ କିଛି ଆମେ ବହୁତ ମାନେ କଥା ଏତେ ଅଛି। ଖରାପ ବହୁତ କଥା ଠାକୁର ମାନେ ଦାରୁବ୍ରହ୍ମ। ଗୁରୁଜୀ। ଦାରୁବ୍ରହ୍ମ ମାନେ କ'ଣ? ବୃକ୍ଷରୁ ଗୋଟେ ଠାକୁରଙ୍କ ଶରୀରର ନିର୍ମାଣ କରୁଛେ ଆମେ, ସେ ବୃକ୍ଷରୁ ହିଁ ଏ ଶରୀର ବି ନିର୍ମାଣ ହେଇଛି। ଏ ଶରୀର ଅନ୍ନ, ବୃକ୍ଷର ଫଳ, ଫଳକୁ ଖାଇକି ଆମେ ସେ ଫଳ ହିଁ ଶରୀରରେ ରସ, ରକ୍ତ, ମାଂସ, ହାଡ଼, ମଜ୍ଜ, ବୀର୍ଯ୍ୟ, ବହୁତ ସନ୍ତାନ, କିଛି ସନ୍ତାନ ବି ଫେର ସେଇ ଫଳକୁ ଖାଇକି ବୃଦ୍ଧି କରୁଛି। ତ ଶରୀର ବି ବୁଝିପାରୁଛି ସେଇ ହଁ ପ୍ରକୃତି ହିଁ। ଆପଣ ଜାଣିଥିବେ ଠାକୁରଙ୍କୁ ଜ୍ୱର ହୁଏ, ତା ହଁ ପଛରେ ବି କିଛି କାରଣ ଅଛି। ତା ପଛରେ କାରଣ ହେଲା ଶରୀରକୁ ଯଦି ଆମେ ପ୍ରକୃତି ସାଙ୍ଗରେ ପ୍ରାକୃତିକ ଭାବରେ ରଖିବାନି, ଖାଦ୍ୟ ପେୟର ଯଦି ଆମେ ଶାଳୀନତା ରହିବନି, ଶରୀର ରୋଗ ହେଇଯିବ। ନିହାତି ହବ କାରଣ ତମେ ଚେତନା ହୁଁ, ଦଉଛନ୍ତି ଇଏ ତ ଅନ୍ନମୟ କୋଷ ନା ଶରୀର। ଅନ୍ନମୟ କୋଷ। ତ ହଁ ସେଠି ବହୁତ କଥା ସେଠି କୁହାଯାଉଛି, କିନ୍ତୁ ତାର ସ୍ପଷ୍ଟତା ରହୁନି। ଆମେ ନିଷ୍କାମ ଭାବରେ ସେଠି ଯୋଡ଼ି ହଉନେ। ଠାକୁରଙ୍କୁ ପାଇବା ଉଦ୍ଦେଶ୍ୟରେ ଆମେ ଈଶ୍ୱର ଉପାସନା କରୁନେ, ଠାକୁରଙ୍କ ଠାରୁ କିଛି ପାଇବା ଉଦ୍ଦେଶ୍ୟରେ ଆମେ ଆଶା କରିଦଉଛନ୍ତି ଆଶା ହଁ। କରିକିରି ସକାମ ଭକ୍ତିରେ କିଛି ଶରୀର ତାଙ୍କ ସ୍ୱାର୍ଥପୂର୍ତ୍ତି କରୁଛନ୍ତି। ଆପଣ ଜାଣିଥିବେ ଜାତି ନିହାତି ଧର୍ମ କିଛି ନାହିଁ, କିନ୍ତୁ ସେଠିକି ଯାଇକିରି ଜାତି ଧର୍ମ ପରିବର୍ତ୍ତନ ହେଇଯାଉଛି। ହଁ ଗୁରୁଜୀ ଏଇଟା ହିଁ ହଉଛି ବହୁତ କିଛି ହଉଛି ହଉ ହଉ, ଆମେ ସେ କଥା ମାନେ କଥା ହବାନି। କିଛି କିଛି ହଁ ଶରୀରକୁ ମନକୁ ବାଧିବ। ଆମେ ହଁ କାହିଁକି ନା ଆସ୍ଥାର କଥା, ଏସବୁ ଆସ୍ଥାର କଥାକୁ ଆମେ କଥା ହେଲେ କିଛି ବିଶ୍ୱାସର କଥା ରୁହେ ହଁ ବିଶ୍ୱାସ କଥା। କିନ୍ତୁ ବିଶ୍ୱାସକୁ ଯେତେବେଳେ ସ୍ପଷ୍ଟ ଭାବରେ ଏସବୁ ଜିନିଷର ପ୍ରଚାର ଜାଣିବା ହବ, ହଁ ସମାଜ ବହୁତ କେତେ କିଛି ପରିବର୍ତ୍ତନ ହବ। ପରିବର୍ତ୍ତନ ଗୁରୁଜୀ ମାନେ ଭାରତ ବିଶ୍ୱଗୁରୁ ସେମିତି ହବା ପାଇଁ ଯାଉନି। ଏ ଜ୍ଞାନ ଅଛି ଆମ ପାଖରେ, ଉପନିଷଦର ଜ୍ଞାନ, ବ୍ରହ୍ମବିଦ୍ୟା। ସମସ୍ତେ ବସ୍ତୁକୁ ଦେଖନ୍ତୁ, ଆମେ ବସ୍ତୁର ଆଧାର ବିଷୟକୁ ଆବିଷ୍କାର କରିଛେ, ଆତ୍ମଜ୍ଞାନ। କେତେ ବଡ଼ କଥା, ବହୁତ ବହୁତ ବଡ଼ ବଡ କଥା। କଥା ମାନେ ଅ, ୟାକୁ ନା ଆମେ ପରଖିକି ବୁଝିକି ଯଦି କରିଲା ବେଳକୁ ଆମକୁ ବୋଧେ 7 ଜନ୍ମ ପଳେଇବ ନାଇଁ ଗୁରୁଜୀ। ନାଇଁ ନାଇଁ ନାଇଁ, ଜନ୍ମ ନୁହଁ। ଧୀରେ ଧୀରେ କଥାକୁ ବୁଝିଲେ, ମନରେ ସ୍ପଷ୍ଟତା ଆସିଲେ, ବ୍ୟବହାରରେ ପରିବର୍ତ୍ତନ ଆସିବ, ସମାଜରେ ନିହାତି ପରିବର୍ତ୍ତନ ନିହାତି ଆସିବ। ଆଉ ଏ ଜ୍ଞାନ ସମାଜକୁ ବହୁତ ଜଲ୍ଦି ପରିବର୍ତ୍ତନ କରିଦେବ, ବହୁତ ଜଲ୍ଦି। ଆକୁ ଏ ତ ଥଟ୍ଟା ବହୁତ ଇଏ ନା ଥଟ୍ଟା ପୁରା ପରିହାସ, ଆଜ୍ଞା, ପୁରା ଯୋଉ ନିରାଟ ସତ୍ୟ ଇଏ ଗୋଟେ ପ୍ରାଞ୍ଜଳ। ଆପଣ ପୁରା କିଛି ମାନିବା, ନିରାଟ ସତ୍ୟ ସ୍ୱପ୍ନକୁ ମାନିବାକୁ ପଡୁଛି, କିଛି ସୁସୁପ୍ତ କି ନୁହଁ ମାନିବାକୁ ପଡୁଛି। ନା ଯାହାବି ବ୍ରହ୍ମଜ୍ଞାନରେ ଯାହାବି ଆମେ ଚର୍ଚ୍ଚା ହଉଛି, କିଛି ମାନିବାକୁ ପଡିବ କି? କିଛି ନା ମାନିବାର ନାହିଁ। ସବୁ ମାନିବା ପ୍ରାଞ୍ଜଳ, ପାଇଁ ପଡିବ ସ୍ପଷ୍ଟ, ସବୁ ସ୍ପଷ୍ଟ। ତାକୁ ଦେଖିପାଇଲେ ହେଲା, ତାକୁ ବିବେକ ହିଁକରି ବୁଝିପାଇଲେ ହେଲା। ଏସବୁ ବହୁତ କଥା। କିଛି ଠିକ ଅଛି, ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକିରି। ବହୁତ ଏଇଟା ହଉଛି ଆପଣଙ୍କ ଆପଣଙ୍କ ସହିତ ଦ୍ୱାରା କଥା ହେଇକି ମତେ ବି ବହୁତ ଭଲ ଲାଗିଲା ନାଇଁ ନାଇଁ, ଗୁରୁଜୀ। ଠିକ ଠିକ। ସାର୍ ନେକ୍ସଟ ଟାଇମ କେତେବେଳେ ବି ଗୁରୁଜୀ ଫୋନ କରି ହଁ, କଲ୍ କରନ୍ତୁ କରିପାରିବେ। କରନ୍ତୁ, ଫୋନ କରନ୍ତୁ, ଫୋନ କରନ୍ତୁ। ଗୁରୁଜୀ ଆମର ଯଦି ହବ ଏମିତି ଗ୍ରୁପ ରେ କିଛି ରୁହନ୍ତିନି ନା ଯଦି ଗ୍ରୁପ ମାନେ ହରିକା ଏମିତି ହବ। ମୁଁ ଏବେ ଶୁଣନ୍ତୁ ଗୋଟେ ୱେବସାଇଟ୍ ଡିଜାଇନ କରୁଛି। ଆଜ୍ଞା ୱେବସାଇଟ୍ ସରିଗଲେ ଅଳ୍ପ ଦିନ ଭିତରେ, ସେଟା ହଉଛି ବ୍ରହ୍ମତତ୍ତ୍ୱ। ଆଜ୍ଞା ବ୍ରହ୍ମତତ୍ତ୍ୱ ଏବେ ବି ଗୁଗଲରେ ତାକୁ ଦେଖିପାରିବେ ୱେବସାଇଟ୍ଟାକୁ, କିନ୍ତୁ ୱେବସାଇଟ୍ର କାମ ଚାଲିଛି ଏବେ। ସେଇଟା ସମ୍ପୂର୍ଣ୍ଣ ହେଲା ପରେ ମୁଁ ଭାବୁଛି ଆଗ ହିନ୍ଦୀରେ ସେଥିରେ କ୍ଲାସେସ୍ କରିବି। କାହିଁକି ନା ବହୁତ ବଢିଆ ହବ ବହୁତ ବଢିଆ କହନ୍ତିନି ହବ। ଘର କେ ମୁର୍ଗେ ଦାଲ ବରାବର। ହଁ ଠିକ 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 ଆମ ଯେତେବେଳେ ବାହାରକୁ ଆମ ସ୍ପିରିଟ ହଁ, ହେଇଯିବ ନା ବାହାର ବହୁତ ଲୋକ ବଢିଆ କଥା ହବ। ବୁଝିବେ, କିନ୍ତୁ ଆମ ଲୋକ ଏ ହୁଁ କଥା ଟିକେ ବୁଝିପାରିବେନି। କାହିଁକିନା ନା ଆମେ ଟିକେ ଦ୍ୱୈତରେ ହଜିମଜିକି ଅଛେ ଅଧିକାଂଶ। ବହୁତ କିଛି ହଁ ହଁ ପ୍ରଚାର ଠିକ ତ ୟୁଟ୍ୟୁବରେ ଚାଲିଛି, ସେଟା ବି ଓଡ଼ିଆରେ ବି କ୍ଲାସେସ୍ ହବ, କିନ୍ତୁ କିଛି ଦିନ ପରେ ହବ, କିଛି ଦିନ ପରେ ହବ। ତ ସେଇଟା ହେଲେ ସେଥିରେ କ୍ଲାସେସ୍ ହବ, ହିନ୍ଦୀରେ ଚାଲିବ, କ୍ଲାସେସ୍ ଚାଲିବ। ଏ ଜ୍ଞାନ ସାରା ଭାରତରେ, ସାରା ବିଶ୍ୱରେ ଏ ଜ୍ଞାନର ପ୍ରଚାର ଅନେକ ବ୍ରହ୍ମଜ୍ଞାନୀ ସାଧୁ ସନ୍ଥମାନେ କରିଥିଲେ। ଆଉ ଏ ଶରୀରର ବି ପ୍ରୟାସ ସେଇଆ ହିଁ। ତ ସେଥିରେ କ୍ଲାସେସ୍ ହେଲେ ଆପଣ ବି କନେକ୍ଟେଡ୍ ହେଇପାରିବେ। ଜୁମ୍ରେ କ୍ଲାସେସ୍ ହବ,
ତାପରେ ବହୁତ କିଛି ବଢିଆ ଦିନ ଗୁରୁଜୀ। ଗଲେ ଆମେ ଅଫଲାଇନ ବି କିଛି ଜାଗାରେ କିଛି ଶିବିର ହରିକା ବି କରିବା। ହଁ ଟିକେ ସମୟ ଲାଗିବ ବଢିଆ ଆଉ। ବଢିଆ ହବ, ବଢିଆ ହବ। ହବ ହବ ଠିକ ଅଛି। ହରିଓମ ହଉ ହରିଓମ ଗୁରୁଜୀ, ପ୍ରଣାମ ପ୍ରଣାମ। ହଉ ଠିକ ଅଛି, ପ୍ରଣାମ କଥା ଗୁରୁଜୀ। ହବା। ଓକେ ପ୍ରଣାମ।